Learners, welcome to ଶିକ୍ଷା ଶାସ୍ତ୍ର ଲର୍ନର୍ସ। ବହୁତ ପିଲାଙ୍କର ନିଶ୍ଚିତ ଭାବରେ ଅପେକ୍ଷା ଥିବ ସାର୍ ଓଡ଼ିଆ ଟିଜିଟି ର ପେଡାଗୋଜି କ୍ଲାସ୍ କେବେ କରିବେ। ଯୋଉମାନେ ବି ଓଡ଼ିଆ ଟିଜିଟି ପାଇଁ ପ୍ରିପାରେସନ କରୁଛ ସେମାନେ ପୁରା ସିଓର ହେଇଯାଅ, ଏଇ 2-4 ଦିନ ଭିତରେ ତମମାନଙ୍କର ପୁରା ସିଲାବସ ଆମେ କଭର କରିବା, କ୍ୱେଶ୍ଚିନ୍ ପ୍ରାକ୍ଟିସ ବି କରିଦବା। ତ ତମମାନେ ବହୁତ ହି ବ୍ୟସ୍ତ ହଉଥିଲ କି ସାର୍ କ୍ଲାସ୍ ଆଣନ୍ତୁ ରେଗୁଲାର ପିଲାଙ୍କର କମେଣ୍ଟ କି ସାର୍ କ୍ଲାସ୍ କରନ୍ତୁ। ମାନେ ମତେ ଆଉ ବାଟରେ ଘାଟରେ ଯିଏ ବି ଦେଖିଲେ ସାର୍ ଓଡ଼ିଆ ପେଡାଗୋଜି କ୍ଲାସଟା ଆଗ ଆପଣ କଭର ଅପ୍ କରନ୍ତୁ। ତ ବହୁତ ସମୟ ନେଇଗଲି ମୁଁ ବି ଜାଣିପାରୁଛି ପିଲେ, କାରଣ ତମମାନଙ୍କର ଏଇ ଓଡ଼ିଆକୁ ଟାଇପ କରିବା ପିଲେ ନିଶ୍ଚିନ୍ତ ଭାବରେ ସମୟ ଏଟା ବହୁତ ଯାଉଛି। ତାପରେ ସବୁ ସମସ୍ୟାକୁ ପଛରେ ଛାଡନ୍ତୁ, ଆମର ଏବେ ଲକ୍ଷ୍ୟ ହେଲା କି ଆମକୁ ଓଡ଼ିଆ ପେଡାଗୋଜିରେ ଯୋଉ 30 ମାର୍କ ଆସୁଛି ସେ 30ରୁ 30 ମାର୍କ ଆମକୁ ରଖିବାର ଅଛି। ଯୋଉମାନେ ବି ଓଡ଼ିଆ ଟିଜିଟି ପାଇଁ ପ୍ରିପାରେସନ କରୁଛ ତ ସେମାନେ ଫଲୋ ଅପ୍ କର, ଆଉ ନିଶ୍ଚିନ୍ତ ଭାବରେ ତମମାନେ ପେଡାଗୋଜିରେ ଯୋଉ 30 ମାର୍କ ଆସିବ ତାକୁ ଆମେ ଚେଷ୍ଟା କରିବା 30ରୁ 30 ରଖିବା ପାଇଁ ପିଲେ, କାରଣ ପେଡାଗୋଜି ଗୋଟେ ଏମିତି ଜିନିଷ ଯୋଉଟା ତମମାନଙ୍କର ସିଲେକ୍ସନରେ ସବୁଠାରୁ ଗୋଟେ ଇମ୍ପୋର୍ଟାଣ୍ଟ ରୋଲ ପ୍ଲେ କରିବ। ଆଉ ମୋର ବିଶ୍ୱାସ ଏଇ ଯୋଉ ଏଫର୍ଟ ଆମମାନଙ୍କର ବା ଏଇ ଶିକ୍ଷା ଶାସ୍ତ୍ରରେ ଯୋଉ ଏଫର୍ଟଟା ରହିଛି ସେଟା ନିଶ୍ଚିନ୍ତ ତୁମମାନଙ୍କୁ ହେଲ୍ପଫୁଲ ହବ। ତମମାନେ କେବେ ବେଲେ ଭାବିବନି କି ସାର୍ ଫ୍ରି କ୍ଲାସେସ୍ ବୋଲି କି ଆର କିଛି ଭ୍ୟାଲୁ ନାହିଁ କିମ୍ବା ଏ କ୍ଲାସ ଗୁଡାକ ସେତେ ଆମେ କହିପାରିବା ଇମ୍ପୋର୍ଟାଣ୍ଟ ନୁହେଁ। ତମମାନେ କ୍ଲାସକୁ କଭର ଅପ୍ କର, ଦେଖିବ ତମମାନଙ୍କୁ ଏକ୍ସାମରେ ନିଶ୍ଚିନ୍ତ ଭାବରେ ଏଇଟା ବେନିଫିସିଆଲ ହବ। ଯିବା ପିଲେ ଆମେ ତମମାନଙ୍କର ସିଲାବସକୁ ପିଲେ ମୁଁ ଦିଟା ପାର୍ଟ କରିଛି। ଗୋଟିଏ ପାର୍ଟ ହେଲା ତମମାନଙ୍କର ପାର୍ଟ 1 ଓଡ଼ିଆ ଶିକ୍ଷାଦାନ ପଦ୍ଧତି, ଯୋଉଥିରେ ଆମେ 3ଟା ବୁଲେଟ ତମମାନଙ୍କର ଅଛି, 3ଟା ବୁଲେଟକୁ କଭର ଅପ୍ କରିବା। ସେଭଳି ଭାବରେ ପାର୍ଟ 2 ତମମାନଙ୍କର ଶିକ୍ଷାଦାନ ପାଇଁ ବିଭିନ୍ନ ଆଭିମୁଖ୍ୟ ଓ କୌଶଳ, ଯୋଉଥିରେ ତୁମମାନଙ୍କର 12ଟା ବୁଲେଟ ଅଛି। ସେ 12ଟା ବୁଲେଟକୁ ଟୋଟାଲ ତମମାନଙ୍କର ପିଲେ 15ଟା ବୁଲେଟ ଦେଇଛି ସିଲାବସରେ। ଯାହା ସିଲାବସ ଦେଇଛି ଆମେ ତାକୁ ପିଲେ କଭର ଅପ୍ କରୁଛେ, ସିଲାବସ ବାହାରୁ ଆମେ କିଛି ଯାଉନେ। ପାର୍ଟ 1 ରେ ପିଲେ ତୁମମାନଙ୍କର କଣ ରହିଲା ନା ଓଡ଼ିଆ ଶିକ୍ଷାଦାନ ପଦ୍ଧତି। ଏଇ ଓଡ଼ିଆ ଶିକ୍ଷାଦାନ ପଦ୍ଧତିରେ ତମର ପିଲାମାନେ 3ଟା ବୁଲେଟ ଅଛି। ବୁଲେଟ 1 ତୁମମାନଙ୍କର ପିଲେ ଦେଇଛି ଓଡ଼ିଆକୁ ମାତୃଭାଷା ଭାବେ ଭାବି ଭାଷା ଶିକ୍ଷା ଓ ଅଧିଗ୍ରହଣ ମନୋବିଜ୍ଞାନ। ଯେତେବେଳେ ଆମେ ଓଡ଼ିଆକୁ ମାତୃଭାଷା ଭାବରେ ଉଲ୍ଲେଖ କରି ଭାଷା ଶିକ୍ଷା ଓ ଅଧିଗ୍ରହଣ ମନୋବିଜ୍ଞାନ କହୁଛେ, ଏଥିରେ ବହୁତ ସାରା ଜିନିଷ ଅଛି। ଭାଷା କଣ, ମାତୃଭାଷା କଣ, ଯଦି ଆମେ ଓଡ଼ିଆକୁ ମାତୃଭାଷା ଭାବରେ ଉଲ୍ଲେଖ କରିବା ତାହେଲେ ତାର ଲକ୍ଷ୍ୟ ଉଦ୍ଦେଶ୍ୟ କଣ ରହିବ, ସେଭଳି ଭାବରେ ଅଧିଗ୍ରହଣ ମନୋବିଜ୍ଞାନ କଣ, ଶିକ୍ଷଣ କଣ, ଭାଷା ଶିକ୍ଷଣ କଣ, ଅଧିଗ୍ରହଣ ମନୋବିଜ୍ଞାନ ଭାଷା ଶିକ୍ଷଣ ଭିତରେ କଣ ପ୍ରଭେଦ ରହିଛି। ତେଣୁ ବହୁତ ସାରା ବିଷୟ ରହିଛି ଯୋଉଟା ପରୀକ୍ଷା ପାଇଁ ତମମାନଙ୍କ ପାଇଁ ଇମ୍ପୋର୍ଟାଣ୍ଟ, ତାକୁ ମୁଁ କଭର ଅପ୍ କରିବି। ପାର୍ଟ ବୁଲେଟ 2 ତମମାନଙ୍କର ପିଲେ କଣ ନା ବହୁଭାଷୀ ସନ୍ଦର୍ଭରେ ଓଡ଼ିଆ ଭାଷା ଅଧିଗ୍ରହଣ ସମ୍ବନ୍ଧୀୟ ସମସ୍ୟା ଏବଂ ପ୍ରସଙ୍ଗ। ପିଲେ ବହୁଭାଷୀ ସନ୍ଦର୍ଭରେ ଯେତେବେଳେ ଆମେ ବହୁଭାଷୀ କଥା କହୁଛେ ବା ମଲ୍ଟିଲିଙ୍ଗୁଆଲ କଣ୍ଟେକ୍ସଟ କଥା କହୁଛେ, ଗୋଟେ ମଲ୍ଟିଲିଙ୍ଗୁଆଲ କଣ୍ଟେକ୍ସଟ ଯେତେବେଳେ ଆମେ ଓଡ଼ିଆକୁ ଲର୍ନ କରିବା ତାହେଲେ କଣ କଣ ସମସ୍ୟା ହଉଛି, ଯଦି ଆମେ ବହୁଭାଷୀ ଶିଖିବା ତାହେଲେ କଣ କଣ ତାର ରିଲେଭାନ୍ସ ରହିବ, ତାର କଣ କଣ ଗୁରୁତ୍ୱ ରହିବ, ସେଇଟା ମଧ୍ୟ ଆଲୋଚନା କରିବା। ବୁଲେଟ 3ରେ ତମମାନଙ୍କର ପିଲେ ଦେଇଛି ଓଡ଼ିଆ ଶିକ୍ଷାଦାନରେ ଆଧୁନିକ ବନାମ ପାରମ୍ପରିକ ପଦ୍ଧତି। ଏଥିରେ ମଧ୍ୟ ବହୁତ ଜିନିଷ ଆମେ ଜାଣିବା, ଯେମିତି ଆମେ ଜାଣିବା ଆଧୁନିକ ପଦ୍ଧତି କଣ, ପାରମ୍ପରିକ ପଦ୍ଧତି କଣ, ଆଧୁନିକ ପଦ୍ଧତିରେ କଣ କଣ ସବୁ ଉପକାରିତା ଅଛି, ଅପକାରିତା କଣ, ପାରମ୍ପରିକ ପଦ୍ଧତିର ଉପକାରିତା ଅପକାରିତା କଣ, ଏବଂ ଆଧୁନିକ ଆଉ ପାରମ୍ପରିକ ପଦ୍ଧତିରେ କଣ କଣ ଡିଫରେନ୍ସ ଅଛି ବା ତାଙ୍କ ଭିତରେ ପାର୍ଥକ୍ୟଟା କଣ ଅଛି, ସେଇଟା ମଧ୍ୟ ଆମେ ଭଲ ଭାବରେ ଜାଣିବା। ଏଇ ଯୋଉ ଗୋଟେ ଦେଇଛି ଆମେ ଏଇଟା ପାର୍ଟ 2 ରେ କଭର ଅପ୍ କରିବା ପିଲେ, ଓଡ଼ିଆ ଶିକ୍ଷାଦାନ ପାଇଁ ବିଭିନ୍ନ ଆଭିମୁଖ୍ୟ ଓ କୌଶଳ। ବହୁତ ସାରା ଜିନିଷ ମୁଁ ତମମାନଙ୍କର କଭର ଅପ୍ କରିଛି ଯେତେବେଳେ ଓଟିଇଟି ପାଇଁ କ୍ଲାସ କରିଥିଲି, ଯେତେବେଳେ ସିଟିଇଟି ପାଇଁ କ୍ଲାସ କରିଥିଲି। ତଥାପି ଏଇଟା ଆମେ ଆଉଥରେ ତମମାନଙ୍କର ରିଭିଜନ ତମମାନେ ଭାବି ନବ। କିଛି କିଛି ଜାଗାରେ ପିଲେ ତମମାନଙ୍କର ସ୍ପେଲିଂ ଯୋଉଟା କି ଟାଇପ ଆମେ କରିଛେ ନର୍ମାଲି ତମମାନଙ୍କର ଅ, ଓଡ଼ିଆରେ, ସେଇଟା ପିପିଟି କୁ ଆସିଲା ପରେ ଟିକେ ଚେଞ୍ଜେସ ହେଇଯାଉଛି। ସେଇଟା ତମମାନେ ଧ୍ୟାନ ଦବନି, ଧ୍ୟାନ ଦବ କଣ୍ଟେଣ୍ଟ ଆମେ କଣ କଭର କରୁଛେ, କଣ ଆମେ ବୁଝୁଛେ, ମିନିଂଫୁଲ ଲର୍ଣ୍ଣିଂ ଉପରେ ଧ୍ୟାନ ଦବ। ତମମାନେ କେବେ ହେଲେ ଯିବ ନାହିଁ ସ୍ପେଲିଂ କି ପ୍ରୋନାଉନ୍ସିଏସନ ଉପରେ। ଏଇଠି ଯେମିତି ବ୍ୟାକରଣଟା ତମମାନଙ୍କର ଚେଞ୍ଜ ହେଇଗଲା, ଠିକ ହେଲା ପିଲେ, ଏଇଟା ତମର ଆଭିମୁଖ୍ୟଟା ତମମାନଙ୍କର ଯେମିତି ଚେଞ୍ଜ ହେଇଗଲା, ତ ଏଇଟା ତମମାନେ ଟିକେ ଦୃଷ୍ଟି ଦବ ନାହିଁ। ତମମାନେ ଦୃଷ୍ଟି ଦବ କୋଉଥିରେ କି ଆମକୁ ସାର୍ କଣ ବୁଝଉଛନ୍ତି, ଆମକୁ ସାର୍ କଣ ପଢଉଛନ୍ତି। ତମମାନଙ୍କର ପିଲେ 15ଟା ବୁଲେଟ ଅଛି, ସବୁ ଯାକ ବୁଲେଟ ଆମେ କଭର ଅପ୍ କରିବା। 15ଟା ବୁଲେଟ ମାନେ ତମେ ଭାବନି ସାର୍ 15ଟା କ୍ଲାସ ହବ। ତଥାପି ଆମେ 2-3 ଦିନ ଭିତରେ ଚେଷ୍ଟା କରିବା କଭର ଅପ୍ କରିବା ପାଇଁ। ତ କେମିତି କଣ କରିବି ସେଇଟା ମୋ ଉପରେ ନିର୍ଭର କରୁଛି, ତମମାନେ ଆକୁ ନେଇ କିଛି ବ୍ୟସ୍ତ ହବାର ନାହିଁ। ତମମାନଙ୍କର କେବଳ କାମ କଣ, ତମମାନେ ସିଲାବସକୁ କଭର ଅପ୍ କର, ତମମାନେ ସର୍ଟ ନୋଟ୍ସ ବନାଅ, ଠିକ ସର୍ଟ ନୋଟ୍ସ ବନାଅ, ସିଲାବସକୁ କଭର ଅପ୍ କର।
ଭଲ ଭାବରେ ଯାହା ବୁଝୁଛି ତାକୁ ଭଲ ଭାବରେ ତମର ଗୋଟେ ଭଲ ଅଣ୍ଡରଷ୍ଟାଣ୍ଡିଂ ଡେଭଲପ କର। ଆଉ ତମମାନେ ପୂର୍ବରୁ ଯାହା ତମମାନଙ୍କର କ୍ଲାସ କରିଥିଲି ସେ କ୍ଲାସ ସହିତ ରିଲେଟ କର ଏବଂ ଟ୍ରାଏ କର ଯାହା ଯାହା ସବୁ ପଢଉଛି ତାକୁ ନେଇ କଣ କଣ ଆମେ କୋଶ୍ଚିନ୍ ପ୍ରାକ୍ଟିସ କରିବା ବା ଏମସିକ୍ୟୁଜ କେମିତି କରିପାରିବା। ଯଦି ତୁମମାନଙ୍କ ପାଖରେ କିଛି ଏମସିକ୍ୟୁ ଅଛି ଓଡିଆ ପେଡାଗୋଜିକୁ ଆଧାର କରି ତାହେଲେ ତମେ ମତେ ପଠେଇ ପାରିବ। ତା ସହିତ ମୋ ପାଖରେ ଯାହା ଅଛି ତାକୁ ମୁଁ ରିଲେଟ କରିକି ତମମାନଙ୍କର ତାକୁ କମ୍ବାଇନ କରିକି ତମମାନଙ୍କ ପାଖରେ ପହଞ୍ଚେଇବି। କ୍ଲାସ ୱାନରେ ଆମେ ତମମାନଙ୍କର ଦିଟା ବୁଲେଟ କଭର ଅପ୍ କରିବା। ବୁଲେଟ ୱାନ୍ ଯୋଉଟା ମୁଁ ତମମାନଙ୍କୁ କହୁଥିଲି କି ଓଡିଆକୁ ଯଦି ଆମେ ମାତୃଭାଷା ଭାବରେ ଗ୍ରହଣ କରିବା ତାହେଲେ ଭାଷା ଶିକ୍ଷା ଆଉ ଅଧିଗ୍ରହଣ ମନୋବିଜ୍ଞାନ ବିଷୟରେ ଜାଣିବା। ତା ସହିତ ବୁଲେଟ ଟୁ ରେ ଆମେ ଜାଣିବା ଗୋଟେ ମଲ୍ଟିଲିଙ୍ଗୁଆଲ କଣ୍ଟେକ୍ସଟରେ ବା ବହୁଭାଷୀ ସନ୍ଦର୍ଭରେ ଓଡିଆକୁ ଆମେ କେମିତି ଶିଖିବା ଏବଂ ତା ସମସ୍ୟା ଗୁଡିକ ଆମର ରହିଛି ଏବଂ ତାର ଗୁରୁତ୍ୱ କଣ ରହିଛି ବା ପ୍ରସଙ୍ଗ କଣ ରହିଛି କଣ୍ଟେକ୍ସ କଣ ରହିଛି। ୱାନ୍ ବା ବୁଲେଟ ୱାନ୍ ପିଲେ ବୁଲେଟ ୱାନ୍ ତୁମମାନଙ୍କର କଣ କଣ ଆମେ କଭର ଅପ୍ କରିବା ବୁଲେଟ ୱାନ୍ ରେ ପିଲେ ତମମାନେ ଟିକେ ଦେଖି ରଖ। ନା ସାର୍ ଭାଷା କହିଲେ ଆମେ କଣ ବୁଝୁଛେ ବା ଭାଷାର ଅର୍ଥ କଣ, ମାତୃଭାଷାର ଅର୍ଥ କଣ, ମଦର ଟଙ୍ଗ କହିଲେ ଆମେ କଣ ବୁଝୁଛେ, ଓଡିଆ ଶିକ୍ଷାଦାନ ଆଉ ଶିକ୍ଷଣର କଣ ପିଲେ ଲକ୍ଷ୍ୟ ରହିଛି। ଯଦି ଆମେ ଓଡିଆକୁ ପିଲାଙ୍କୁ ପଢେଇବା ତାହେଲେ ସେ ଓଡିଆ ଶିକ୍ଷାଦାନ ଶିକ୍ଷଣର କଣ ସବୁ ଏମ୍ସ ରହିଛି ତାକୁ ମଧ୍ୟ ଆମେ କଭର ଅପ୍ କରିବା। ଅଧିଗ୍ରହଣ ମନୋବିଜ୍ଞାନ ଏଇଟା ସବୁଠାରୁ ଇମ୍ପୋର୍ଟାଣ୍ଟ ପିଲେ ୟାକୁ ତମମାନେ ମନେ ରଖିବ କି ଯେତେବେଳେ ଲାଙ୍ଗୁଏଜ ଆକ୍ୱିଜିସନ କଥା କହୁଛି ଲାଙ୍ଗୁଏଜ ଆକ୍ୱିଜିସନ ବା ଭାଷାର ଅଧିଗ୍ରହଣ କହିଲେ ଆମେ କଣ ବୁଝିବା। ଭାଷା ଅଧିଗ୍ରହଣ ଯଦି ଜାଣିବା ତାହେଲେ ଭାଷା ଶିକ୍ଷଣ ମଧ୍ୟ ଜାଣିବା। ଲାଙ୍ଗୁଏଜ ଲର୍ଣ୍ଣିଂ କଥା ଆମେ ଜାଣିବା। ଯଦି ଲାଙ୍ଗୁଏଜ ଲର୍ଣ୍ଣିଂ ଜାଣୁଛେ ତାହେଲେ ଭାଷା ଶିକ୍ଷଣ ଓ ଅଧିଗ୍ରହଣ ଭିତରେ କଣ ଡିଫରେନ୍ସ ରହିଛି ସେଇଟା ମଧ୍ୟ ଆମେ କଭରେଜ କରିବା। ଠିକ ହେଲା ପିଲେ। ଭାଷାର ଅର୍ଥ ପିଲେ ଲାଙ୍ଗୁଏଜ କହିଲେ ଆମେ କଣ ବୁଝୁଛେ, ଭାଷା କହିଲେ ଆମେ କଣ ବୁଝୁଛେ। ପିଲେ କେତେଟା ଜିନିଷ ତମମାନଙ୍କର ବହୁତ ହି ଗୁରୁତ୍ୱପୂର୍ଣ୍ଣ, ତମମାନେ ସେଗୁଡାକ ଜାଣିଲେ ବୁଝିଲେ ଆମେ ଆଗକୁ ବଢିବା। ସେଗୁଡା ତମମାନଙ୍କର ଏକ୍ସାମ ପଏଣ୍ଟ ଅଫ ଭ୍ୟୁରୁ ବହୁତ ହି ଗୁରୁତ୍ୱପୂର୍ଣ୍ଣ। ଭାଷା କଣ, ମାତୃଭାଷା କଣ, ଭାଷା ଶିକ୍ଷାର ଲକ୍ଷ୍ୟ କଣ, ଭାଷାର କଣ କଣ ସବୁ ବୈଶିଷ୍ଟ୍ୟ ଗୁଡିକ ଅଛି, ଏଗୁଡା ପରୀକ୍ଷାରେ ତୁମମାନଙ୍କର ବିଭିନ୍ନ ପ୍ରଶ୍ନରେ ପଚାରିଛି ସେ ଟିଟି ହଉ ଟିଟି ହଉ ଅଦର ଏକ୍ସାମ ଗୁଡାକରେ। ତ ଏଗୁଡା ତମମାନେ ସେଇ ଦୃଷ୍ଟିକୋଣରୁ ଜାଣି ରଖିଥିବା ଦରକାର କି ଭାଷା କହିଲେ ଆମେ କଣ ବୁଝୁଛେ। ଭାଷା ଭାରୁ ହେଲା ଭାବ। ଭାଷା ହଉଛି ଯେତେବେଳେ ଆମେ ନିଜ ହୃଦୟର ଭାବକୁ ଅନ୍ୟ ଆଗରେ ପ୍ରକାଶ କରିପାରୁଛେ ତାହେଲେ ଭାଷା କଣ। ସାର୍ ଯାହା ମାଧ୍ୟମରେ ଆମେ ଆମ ହୃଦୟର ଭାବକୁ ଅନ୍ୟ ଆଗରେ ପ୍ରକାଶ କରିପାରୁଛୁ। ଯେତେବେଳେ ଭାଷା କଥା କିଏ କହୁଛି ତମାନେ ମନେ ରଖିବ ଭାଷା ହଉଛି ଭାବ ପ୍ରକାଶର ମାଧ୍ୟମ, ଯାହା ମାଧ୍ୟମରେ ଆମେ ଆମ ହୃଦୟର ଭାବକୁ ପ୍ରକାଶ କରିପାରୁଛୁ। ଆମେ ଆମର ଚିନ୍ତା ଚେତନା ଅଭିଭକ୍ତିକୁ ଅନ୍ୟ ଆଗରେ ପ୍ରକାଶ କରିପାରୁଛୁ। ଭାଷାକୁ ମୁଁ ତମମାନଙ୍କୁ ଯେତେବେଳେ ପଢେଇଥିଲି ତମମାନଙ୍କୁ ମୁଁ ଭଲ ଭାବରେ କହିଥିଲି ଭାଷା ହଉଛି ସଂସ୍କୃତର କୋଉଠୁ ଆସିଲେ ଭାଷ ଧାତୁରୁ ଆସିଛି। ସେ ଭାଷ ଧାତୁ ଯେତେବେଳେ ଆ ପ୍ରତ୍ୟୟର ଯୋଗ ହେଇଛି ନା ସେତେବେଳେ କଣ ହେଇଛି ନା ଭାଷା ହେଇଛି। ଭାଷ ଧାତୁରେ ଯେତେବେଳେ ଆମେ ଆ ପ୍ରତ୍ୟୟର ଯୋଗ କରୁଛେ ସେତେବେଳେ ଭାଷା ଶବ୍ଦର ସୃଷ୍ଟି ହଉଛି। ଏବଂ ଯଦି ଆମେ ଲିଟରାଲ ମିନିଂ ଦେଖିବା ବା ବିପତ୍ତିଗତ ଅର୍ଥ ଦେଖିବା ତାହେଲେ ଭାଷା ହଉଛି କଣ ନା ଭାଷା ହଉଛି ବ୍ୟକ୍ତ ବାଣୀ। ଭାଷା ହଉଛି ବ୍ୟକ୍ତ ବାଣୀ ବା ଭାଷା ହଉଛି ବଚନ। ଭାଷାକୁ ବଚନ କହିପାରିବ ବା ବ୍ୟକ୍ତ ବାଣୀ କହିପାରିବ। ଅର୍ଥାତ୍ ଆମେ ଆମର ଚିନ୍ତା ଚେତନା ଆବେଗ ଅଭିବ୍ୟକ୍ତି ଯାହାବି ଆମର ଉପଲବ୍ଧି ରହିଲା ତାକୁ ଅନ୍ୟ ନିକଟରେ ପ୍ରକାଶ କରିଥାଉ ବ୍ୟକ୍ତ ବାଣୀ ବା ବଚନ ଦ୍ଵାରା। ଯଦି ଭାଷା କଥା ଆମେ ଚିନ୍ତା କରିବେ ଗୋଟେ ଆମେ ମନେ ରଖିଲେ କଣ ନା ଇଏ ହଉଛି ସଂସ୍କୃତର ଇଏ ହଉଛି ସଂସ୍କୃତର ଭାଷ ଧାତୁ ଆଉ ଆ ପ୍ରତ୍ୟୟ ଯୁଗରେ ହେଲା ଭାଷା। ଏବଂ ଭାଷା ଯଦି ଲିଟରାଲ ମିନିଂ ଆମେ ଦେଖିବା ବା ଆକ୍ଷରିକ ଅର୍ଥ ଦେଖିବା ନା ଭାଷା ହଉଛି ବ୍ୟକ୍ତ ବାଣୀ ଯାହା ମାଧ୍ୟମରେ ମଣିଷ ନିଜର ଚିନ୍ତା ଚେତନା ଆବେଗ ଅଭିବ୍ୟକ୍ତି ଅନ୍ୟ ଆଗରେ ପ୍ରକାଶ କରିଥାଏ। ଭାଷାକୁ ମଧ୍ୟ ପିଲେ ଆମେ ଯଦି ଲାଙ୍ଗୁଏଜ କୁ ଦେଖିବା ତାହେଲେ ଭାଷାଟା ଗୋଟେ ଗ୍ରୀକ ଶବ୍ଦ ଲୋଗସ୍ ସହିତ ପିଲେ ଜଡିତ। ଗ୍ରୀକ ଶବ୍ଦ ଲୋଗସ୍। ସେ ଲୋଗୋସ ର ଅର୍ଥ କଣ ପିଲେ ନା ଲୋଗୋସ ର ଅର୍ଥ ହଉଛି ଚିନ୍ତା ଶକ୍ତି ବା ଜ୍ଞାନ। ଚିନ୍ତା ଶକ୍ତି ବା ଜ୍ଞାନ। ତାହେଲେ ଏଇ ଦୃଷ୍ଟିକୋଣରୁ ଯଦି ଆମେ ଦେଖିବା ତାହେଲେ ଭାଷା କଣ ନା ଭାଷା ହଉଛି କଣ ନା ମଣିଷର ଚିନ୍ତା ଶକ୍ତି ଓ ଜ୍ଞାନ ସହିତ ଜଡିତ ଯାହା ମାଧ୍ୟମରେ ମଣିଷ ନିଜର ଚିନ୍ତା ଶକ୍ତି ଜ୍ଞାନ ଧ୍ୟାନ ଚେତନା ଆଦିକୁ ଅନ୍ୟ ନିକଟରେ ପହଞ୍ଚାଇ ପାରିଥାଏ।
ଭାଷାକୁ ମଧ୍ୟ ପିଲେ ଆମେ ଲାଙ୍ଗୁଏଜ ବୋଲି କହିଥାଉ। ଯୋଉଠିକି ତୁମମାନଙ୍କର କୋଉ ଶବ୍ଦ ନା ଲାଟିନ ଶବ୍ଦ। ଲାଟିନ ଶବ୍ଦ କଣ ପିଲେ ନା ଲିଙ୍ଗୁଆରୁ ବା ଲିଙ୍ଗୁଆ ସହିତ ଜଡିତ। ଲାଟିନ ଶବ୍ଦ ଲିଙ୍ଗୁଆ ସହିତ ଜଡିତ। ଏବଂ ଲିଙ୍ଗୁଆ ଶବ୍ଦର ଅର୍ଥ କଣ ନା ସାର୍ ଲିଙ୍ଗୁଆ ଶବ୍ଦର ଅର୍ଥ ହଉଛି ଜିହ୍ବା। ଲିଙ୍ଗୁଆ ଶବ୍ଦର ଅର୍ଥ ହଉଛି ଜିହ୍ବା। ଅର୍ଥାତ୍ ଆମେ ଆମର ଜିହ୍ବା ମାଧ୍ୟମରେ ଆମେ ଧ୍ୱନିକୁ କଣ କରୁଛେ ଉଚ୍ଚାରଣ କରୁଛେ। ତ ଭାଷା ବା ଶବ୍ଦ ଯେତେବେଳେ ସୃଷ୍ଟି କରୁଛେ ସେତେବେଳେ ମଣିଷର ବାକ୍ ଯନ୍ତ୍ରର ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁକରି ଯେତେବେଳେ ଆମେ ଭାଷା କଥା କହୁଛେ ଆମେ ଏଇ ତିନିଟା ଜିନିଷକୁ ସବୁବେଳେ ଚିନ୍ତା କରିବା। ବା ଯେତେବେଳେ ଆକ୍ଷରିକ ଅର୍ଥ କଥା କହୁଛେ ସେତେବେଳେ ଏ ତିନିଟା ଜିନିଷକୁ ଦେଖିବା କି ଭାଷା ହଉଛି ସଂସ୍କୃତର ଭାଷ୍ ଧାତୁରେ ଆ ପ୍ରତ୍ୟୟ ଯୋଗ ହଉଛି ଭାଷା, ଯାହାର ଅର୍ଥ ହଉଛି ବ୍ୟକ୍ତ ବାଣୀ ବା ବ୍ୟକ୍ତ ବଚନ, ଯାହା ମାଧ୍ୟମରେ ମଣିଷ ନିଜର ଚିନ୍ତା ଚେତନା ଅଭିବ୍ୟକ୍ତି ଉପଲବ୍ଧିକୁ ଅନ୍ୟ ନିକଟରେ ପ୍ରକାଶ କରିଥାଏ। ଭାଷାରେ ଯେତେବେଳେ ଆମେ ଲୋଗୋସ୍ କଥା କହୁଛେ ସେତେବେଳେ ଆମେ ଗୋଟେ ଗ୍ରୀକ୍ ପ୍ରତିଶବ୍ଦ କଥା କହୁଛେ। ଇଏ ହଉଛି ଗୋଟେ ଗ୍ରୀକ୍ ଶବ୍ଦ କଥା କହୁଛେ ଯୋଉଟା କି ଲୋଗୋସ୍। ଲୋଗୋସ୍ ର ଅର୍ଥ ହଉଛି ଚିନ୍ତା ଶକ୍ତି ବା ଜ୍ଞାନ। ଅର୍ଥାତ୍ ଆମେ ଆମର ଚିନ୍ତା ଶକ୍ତି ଜ୍ଞାନ ଆଦି ମାଧ୍ୟମରେ ଆମେ ହୃଦୟର ଆବେଗରୁ ଆବେଗକୁ ଅନ୍ୟ ଆଗରେ ପହଞ୍ଚେଇଥାଉ ବା ଅନ୍ୟ ଆଗରେ ପ୍ରକାଶ କରିଥାଉ। ଭାଷା ହଉଛି ଆଉ ଗୋଟେ କଣ କହିଲେ ନା ତାକୁ ଆମେ ଇଂରାଜୀରେ ଲାଙ୍ଗୁଏଜ ବୋଲି କହୁଛେ, ଯୋଉଟା କି ଲାଟିନ ଶବ୍ଦ ତୁମମାନଙ୍କର ଲିଙ୍ଗୁଆ ସହିତ ଆସୋସିଏଟେଡ। ଲିଙ୍ଗୁଆର ଅର୍ଥ ହଉଛି ଜିହ୍ବା। ଠିକ ହେଲା। ତ ଏଇ ଅର୍ଥ ଯଦି ଆମେ ଚିନ୍ତା କରିବା ତାହେଲେ ଭାଷା ସୃଷ୍ଟିରେ ଆମେ ମୁଖ୍ୟତଃ ବାକ୍ଯନ୍ତ୍ରର ଭୂମିକାକୁ ଗ୍ରହଣ କରିଥାଉ। ଯଦି ଏଇ ସମସ୍ତକୁ ଆମେ ସମାହାର କରିଦବା ତାହେଲେ ଭାଷା ହଉଛି କଣ ନା ଭାଷା ହଉଛି ମଣିଷର ଚିନ୍ତା ଶକ୍ତି, ବାକ୍ଯନ୍ତ୍ରରୁ ଉଚ୍ଚାରିତ ଧ୍ୱନିର ସମୂହ, ଭାବକୁ ଅଭିବ୍ୟକ୍ତ କରିବାର ଗୋଟେ ସାମର୍ଥ୍ୟ। ତଥାପି ଆମେ ଆଉ ଟିକେ ପିଲେ ଯିବା ତୁମମାନଙ୍କର ସ୍ଲାଇଡ ଅନୁସାରେ ଭାଷା ଆମେ କହିଲେ କଣ ବୁଝୁଛେ। ଭାଷା ହଉଛି ପିଲେ କଣ ଇଚ୍ଛାକୃତ କଣ୍ଠ ଉଚ୍ଚାରିତ ସଂକେତ ବ୍ୟବସ୍ଥା, ଯାହା ଦ୍ୱାରା ଗୋଟିଏ ସାମାଜିକ ଦଳର ସଭ୍ୟମାନେ ପରସ୍ପର ସହିତ ସହଯୋଗ ଏବଂ ଭାବ ବିନିମୟ କରିଥାନ୍ତି। ଇଏ ହଉଛି କଣ୍ଠ ଉଚ୍ଚାରିତ ସଂକେତ ବ୍ୟବସ୍ଥା। ଅର୍ଥାତ୍ ମୁଁ ତମମାନଙ୍କୁ ଏବେ ଯୋଉ କଣ୍ଠର ଉଚ୍ଚାରଣ କରୁଛି ସେ ହଉଛି ଗୋଟେ କଣ୍ଠର ଉଚ୍ଚାରିତ ହେଉଥିବା ଗୋଟେ ସଂକେତ। ଇଏ ହଉଛି ଗୋଟେ ପ୍ରକାରର ଆର୍ବିଟାରୀ ଭୋକାଲ ସିମ୍ବଲ ଆମେ କହିପାରିବା, ଯୋଉ ସିମ୍ବଲକୁ ଆଧାର କରି ଗୋଟେ ସାମାଜିକ ଦଳ ଗୋଟେ ସୋସିଆଲ ଗ୍ରୁପର ଯୋଉ ମେମ୍ବର୍ସ ମାନେ ରହିଲେ ଲୋକମାନେ ରହିଲେ ସେମାନେ ପରସ୍ପର ସହିତ କୋଅପରେସନ, ପରସ୍ପର ସହିତ ଇଣ୍ଟରାକ୍ସନ, ପରସ୍ପର ସହିତ ସହଯୋଗିତା ସ୍ଥାପନ କରିପାରିଥାନ୍ତି, ପରସ୍ପର ସହିତ ନିଜର ହୃଦୟରୁ ଭାବକୁ ଅନ୍ୟ ପାଖରେ ପହଞ୍ଚେଇ ପାରିଥାନ୍ତି। ଏଇ ସେମ କଥାକୁ ନେଇ ତୁମମାନଙ୍କର ଗ୍ଲାକ୍, ତୁମମାନେ ମନେ ରଖିବ ଗ୍ଲାକ୍ କରି ଗୋଟେ ପିଲେ ଭଲ ପଏଣ୍ଟ ଥିଲା ଭାଷାକୁ ନେଇ କି ଜନଗଣ ଯୋଉ ରହିଲେ ଲୋକମାନେ ଯୋଉ ରହିଲେ ସେମାନଙ୍କ ଭିତରେ ପାରସ୍ପରିକ ଭାବର ଆଦାନ ପ୍ରଦାନର ମାଧ୍ୟମ ହଉଛି ଭାଷା। ଯୋଉ ଜନଗଣ ରହିଲେ ସେ ଜନଗଣଙ୍କ ମଧ୍ୟରେ ଯେତେବେଳେ ଆମେ ଭାବକୁ ଆଦାନ ପ୍ରଦାନ କରୁଛେ ସେ ଭାବର ଆଦାନ ପ୍ରଦାନର ମାଧ୍ୟମ ହଉଛି ଭାଷା। ଠିକ ହେଲା ପିଲେ। ତ ଏଇ ପଏଣ୍ଟ ତମାନେ ମନେ ରଖିକି ସେ ଭାଷା ହଉଛି ଯୋଉଟା କି ଆମେ କଣ୍ଠରୁ ଉଚ୍ଚାରଣ କରିଥାଉ। ଇଏ ହଉଛି ଗୋଟେ ଆର୍ବିଟାରୀ ଭୋକାଲ ସିମ୍ବଲ, ଗୋଟେ ସଂକେତ ବ୍ୟବସ୍ଥା, ଯାହା ମାଧ୍ୟମରେ ଯୋଉ ସୋସିଆଲ ଗ୍ରୁପର ଲୋକମାନେ ରହିଲେ ସାମାଜିକ ଦଳର ଲୋକମାନେ ରହିଲେ ସେମାନେ ପରସ୍ପର ସହଯୋଗ କରିଥାନ୍ତି, ପରସ୍ପର ସହିତ ନିଜର ଭାବକୁ ଚିନ୍ତାକୁ ଚେତନାକୁ ପ୍ରକାଶ କରିଥାନ୍ତି। ଭାଷା ହଉଛି କଣ ମାନବର କଣ୍ଠ ଉଚ୍ଚାରିତ ହୃଦୟର ଅର୍ଥଯୁକ୍ତ ଓ ସ୍ପଷ୍ଟ ଧ୍ୱନି ସମଷ୍ଟିର ବ୍ୟବହାରକୁ ବୁଝାଏ। ଏଇଠି ଆମେ କେତେଟା ଜିନିଷ କହିଲେ ପିଲେ ଚାରିଟା ଜିନିଷ କହିଲେ। ଗୋଟେ ଜିନିଷ ହେଲା ଭାଷା ହଉଛି ଆମର କଣ୍ଠରୁ ଉଚ୍ଚାରଣ ହଉଛି ନାଇଁ। ଏକୁ ତମର ପାଣି ଗୋଟେ ପଏଣ୍ଟ କହିଥିଲେ ତମର ମନ ଥିବ ଭାଷା ହଉଛି କଣ ନା ଭାଷା ବ୍ୟକ୍ତାୟଂ ବାଚି, ବ୍ୟକ୍ତ ଉଚ୍ଚାରଣ ହଉଛି ଭାଷା, ଯୋଉଟା କି ଆମେ କଣ୍ଠ ଦ୍ଵାରା ଉଚ୍ଚାରଣ କରୁଛେ। ଇଏ ହଉଛି ହୃଦୟର ଅର୍ଥଯୁକ୍ତ। ଯେତେବେଳେ ଆମେ ଭାଷାଟାକୁ ବ୍ୟବହାର କରୁଛେ ସେଇଟା ଗୋଟେ ଅର୍ଥକୁ ବହନ କରୁଛି। ଯଦି ମୁଁ ଗୋଟେ କିଛି ଜିନିଷ କହିଲି ଅନ୍ୟ ଜଣେ ବୁଝିକି ତାକୁ ପ୍ରକାଶ କରିପାରୁଛି, ସେ ଅନୁସାରେ କାର୍ଯ୍ୟ ସେ କରିପାରୁଛି। ଏବଂ ଇଏ ହଉଛି ସ୍ପଷ୍ଟ ଧ୍ୱନି ସମୂହର ସମଷ୍ଟି। ଯେତେବେଳେ ମୁଁ କହୁଛି ମୋ ମୁଖରୁ କିଛି ଧ୍ୱନିଟା ନିଃସୃତ ହଉଛି, ମଣିଷ ଯେତେବେଳେ ନିଜ ମୁଖରୁ ଯୋଉ ଧ୍ୱନିଟାକୁ ନିଃସୃତ କରୁଛି ସେଇ ଧ୍ୱନି ସମୂହର ସମଷ୍ଟି ହଉଛି କଣ ନା ଭାଷା। ସୋ ତିନିଟା ଚାରିଟା ଆସ୍ପେକ୍ଟ ମୁଁ କହିଲି। ଗୋଟେ ହଉଛି ବ୍ୟକ୍ତ ଉଚ୍ଚାରଣ, କଣ୍ଠରୁ ଯୋଉଟା ଉଚ୍ଚାରିତ ହଉଛି ଏବଂ ତାହା କିଛି ଅର୍ଥକୁ ଧାରଣ କରୁଛି, ଏବଂ ସେ ହଉଛି ମୁଖରୁ ନିଃସୃତ ହଉଥିବା ଧ୍ୱନି ମାନଙ୍କର ସମଷ୍ଟି। ଭାଷାକୁ ଆମେ କଣ କହିଲେ ନା ଭାଷା ହଉଛି ଭାବ ବିନିମୟ କରିବାର ସର୍ବଶ୍ରେଷ୍ଠ ମାଧ୍ୟମ। ଭାବ ବିନିମୟ କରିବାର ସର୍ବଶ୍ରେଷ୍ଠ ମାଧ୍ୟମ, ଭାଷା ହଉଛି ସର୍ବଶ୍ରେଷ୍ଠ।
ମଣିଷର ଯଦି ଆମେ ଚିନ୍ତା କରିବା ପିଲେ, ଭାଷା ହଉଛି ଗୋଟେ ଜାତିର ଅବିଚ୍ଛେଦ୍ୟ ଅଙ୍ଗ, ସର୍ବଶ୍ରେଷ୍ଠ ସମ୍ପଦ। ଯୋଉ ଜାତିର ଭାଷା ଯେତେ ଉନ୍ନତ, ସେ ଜାତି ସେତେ ଉନ୍ନତ, ସେ ଦେଶ ସେତେ ଉନ୍ନତ। ଆଉ ଭାଷା କଣ କରେ? ଭାବକୁ ପ୍ରକାଶ କରେ। ତେଣୁକରି ଇଏ ହଉଛି ମଣିଷର ଭାବର ବିନିମୟ କରିବାର, ପ୍ରକାଶ କରିବାର ସବୁଠାରୁ ସର୍ବଶ୍ରେଷ୍ଠ ମାଧ୍ୟମ। ଠିକ ହେଲା ପିଲେ? ତ ଆମେ କହୁଛେ ହ୍ୱାଇଟନିଂର ଗୋଟେ କନସେପ୍ଟ ତମାନଙ୍କର ଥିବ, ତମାନଙ୍କୁ କହିଥିଲି। ଭାଷା ହଉଛି ମଣିଷର ଚିନ୍ତାଧାରାର ବାହକ। ଭାଷା ହଉଛି ହ୍ୱାଇଟନିଂର ପିଲେ, ଭାଷା ହଉଛି କଣ ନା ଚିନ୍ତାଧାରାର ବାହକ। ମଣିଷର ଯାହା ଚିନ୍ତାଧାରା ଅଛି, ସେ ଚିନ୍ତାଧାରାକୁ ବହନ କରିଥାଏ କିଏ? ନା ଭାଷା। ଠିକ ହେଲା ପିଲେ? ଏଇ ଯୋଉ ସ୍ଲାଇଡ୍ସ ତମାନଙ୍କର ଆଲୋଚନା କଲେ, ତମାନେ ପୁରା ମାଇଣ୍ଡରେ ସେଟ୍ କରିଦିଅ। ସାର୍ ଆପଣ କହିଲେ ଭାଷା ହଉଛି ସଂସ୍କୃତ ଭାଷାର ଭାଷ ଧାତୁରେ ଆ ପ୍ରତ୍ୟୟ ଯୋଗ ହେଇଛି ଭାଷା, ଯାହାର ଅର୍ଥ ହଉଛି ବ୍ୟକ୍ତ ବାଣୀ ବା ବଚନ। ଆପଣ କହିଲେ ସାର୍ ଭାଷା ହଉଛି କଣ? ନା ଗ୍ରୀକର ପ୍ରତିଶବ୍ଦ ଲୋଗସ୍, ତା ସହିତ ଜଡିତ। ଲୋଗ ଶବ୍ଦର ଅର୍ଥ ହଉଛି ଚିନ୍ତା ଶକ୍ତି ବା ଜ୍ଞାନ। ଏଇ ଦୃଷ୍ଟିକୋଣରୁ ଭାଷା ହଉଛି ମଣିଷର ଚିନ୍ତା ଶକ୍ତି ବା ଜ୍ଞାନ ସହିତ ସମ୍ପର୍କିତ। ଆପଣ କହିଲେ ଭାଷା ହଉଛି, ତାକୁ ଇଂରାଜୀରେ ଆମେ ଲାଙ୍ଗୁଏଜ ବୋଲି କହୁଛେ, ଯୋଉଟା କି ଲିଙ୍ଗୁଆ ସହିତ ଜଡିତ। ଲିଙ୍ଗୁଆ ଶବ୍ଦର ଅର୍ଥ ହଉଛି ଜିହ୍ବା, ଅର୍ଥାତ୍ ମଣିଷ ଯୋଉଟା କି ବାଗଯନ୍ତ୍ର ବ୍ୟବହାର କରି ବା ଜିହ୍ବାର ବ୍ୟବହାର କରି ପ୍ରକାଶ କରିଥାଏ। ସେଇ ତିନିଟାଙ୍କ ଆକ୍ଷରିକ ଅର୍ଥ ଦୃଷ୍ଟିକୋଣ ଦେଖିଲେ, ଭାଷା ହଉଛି ଚିନ୍ତା ଶକ୍ତି, ଭାଷା ହଉଛି ବାଗଯନ୍ତ୍ରରୁ ଉଚ୍ଚାରିତ ଧ୍ୱନି, ଭାଷା ହଉଛି ଭାବକୁ ଅଭିବ୍ୟକ୍ତ କରିବାର ସାମର୍ଥ୍ୟ। ଯଦି ଆମେ ଆମ ସ୍ଲାଇଡର ପଏଣ୍ଟ ଗୁଡିକୁ ଦେଖିବା ମଧ୍ୟ, ଭାଷା ହଉଛି କଣ୍ଠ ଉଚ୍ଚାରିତ ସଂକେତ ବ୍ୟବସ୍ଥା, ଯୋଉଥିରେ ଗୋଟେ ସାମାଜିକ ଦଳ ବା ସୋସିଆଲ ଗ୍ରୁପର ଲୋକମାନେ ପରସ୍ପର ସହିତ ଭାବ ବିନିମୟ କରିଥାନ୍ତି, ପରସ୍ପର ସହିତ ସହଯୋଗ ବା କୋଅପରେସନ କରିଥାନ୍ତି। ଭାଷା ହଉଛି ମାନବର କଣ୍ଠ ଉଚ୍ଚାରିତ ଗୋଟେ ସଂକେତ, ବା ଯୋଉଟାକୁ ଆମେ କହୁଛେ ଆର୍ବିଟାରୀ ଭୋକାଲ ସିମ୍ବଲ, ଯାହାକି ଗୋଟେ ଅର୍ଥକୁ ବହନ କରିଥାଏ ଏବଂ ଯାହାକି ଅନେକ ସାରା ଧ୍ୱନି ଗୁଡିକର ସମଷ୍ଟିକୁ ବୁଝାଏ, ବା ମୁଖରୁ ନିଃସୃତ ଧ୍ୱନି ଗୁଡିକର ସମଷ୍ଟିକୁ ବୁଝାଏ। ଭାଷା ହଉଛି କଣ? ନା ମଣିଷ ସମାଜ ପାଇଁ ହଉଛି ସର୍ବଶ୍ରେଷ୍ଠ ସମ୍ପଦ। ମଣିଷ ସମାଜ ପାଇଁ, ମାନବ ଜାତି ପାଇଁ ହଉଛି ଅବିଚ୍ଛେଦ୍ୟ ଅଙ୍ଗ। ସେଇ ଦୃଷ୍ଟିକୋଣରୁ ଆମେ କହୁଛେ ଇଏ ମଧ୍ୟ ଭାବ ବିନିମୟ କରିବାର, ମଣିଷର ଇମୋସନକୁ ଅନ୍ୟ ଆଗରେ ପ୍ରକାଶ କରିବାର ସବୁଠାରୁ ସର୍ବଶ୍ରେଷ୍ଠ ମାଧ୍ୟମ ଅଟେ। ଏବଂ କିଛି ଡେଫିନେସନ ତମାନଙ୍କୁ କହିଲି, ଯେମିତି ମୁଁ ତମାନଙ୍କର ପାଣିନିଙ୍କର କହିଲି କି ବ୍ୟକ୍ତ ଉଚ୍ଚାରଣ ହଉଛି ଭାଷା। ମଣିଷ ଯୋଉଟା କି ଉଚ୍ଚାରଣ କରୁଛି, ମଣିଷ ଯୋଉଟା କି କଣ୍ଠରୁ ଉଚ୍ଚାରଣ କରୁଛି, ସେଇଟା ହଉଛି ତମାନଙ୍କର ଭାଷା। ଯେମିତି ତୁମାନଙ୍କର କ୍ଲାର୍କର ତମାନଙ୍କୁ କହିଲି, ତମାନଙ୍କର ଗ୍ଲାକର କହିଲି। ଗ୍ଲାକର କଣ କହିଲି ପିଲେ? ନା କିଛି ଜନଗଣଙ୍କର ଆମେ କହୁଛେ, ଯେତେବେଳେ ତାଙ୍କ ଭିତରେ ପାରସ୍ପରିକ ଭାବର ଆଦାନ ପ୍ରଦାନ ହଉଛି, ସେଇଟା ହଉଛି ଭାଷା। ହ୍ୱାଇଟନିଂଙ୍କର କହିଲି କି ଯେତେବେଳେ ମଣିଷ କଣ କରୁଛି, ତାର ଚିନ୍ତାଧାରାକୁ ଆମେ କହିପାରିବା, ଭାଷା ହଉଛି ମଣିଷର ଚିନ୍ତାଧାରାର ବାହକ, ସମ୍ବାହକ। ଅର୍ଥାତ୍ ମଣିଷର ଯାହା ଚିନ୍ତା ଚେତନା ଅଛି, ତାକୁ ଭାଷା ହିଁ ବହନ କରୁଛି। ସେମିତି ପତଞ୍ଜଳିଙ୍କର ତମାନେ ମନେ ରଖିଥିବ ଗୋଟେ କଥା ହେଲା, ସ୍ପଷ୍ଟ ବର୍ଣ୍ଣ ମାନେ ହିଁ ହଉଛି ଭାଷା। ଯୋଉ ସ୍ପଷ୍ଟ ବର୍ଣ୍ଣ ରହିଲା, ସେ ସ୍ପଷ୍ଟ ବର୍ଣ୍ଣକୁ ଆମେ ଭାଷା ବୋଲି କହିପାରିବା। ତ ଏଗୁଡ଼ା କିଛି ପଏଣ୍ଟ ଥିଲା, ତମାନେ ମନେ ରଖିବ। ଭାଷାର ବୈଶିଷ୍ଟ୍ୟ ପିଲେ, କ୍ୟାରେକ୍ଟରିଷ୍ଟିକ୍ସ ଅଫ ଲାଙ୍ଗୁଏଜ। ତମାନେ ଯେତେବେଳେ ମୁଁ ଅନ୍ୟ କ୍ଲାସ ଗୁଡା କରିଛି, ସେ ସମୟରେ ବି ତମାନଙ୍କୁ ମୁଁ ଏକ୍ସାମ୍ପଲ ଦେଇ ଗୋଟି ଗୋଟି କରି ବୁଝେଇଛି କି ଭାଷାର ଏଇ କ୍ୟାରେକ୍ଟରିଷ୍ଟିକ୍ସ ଗୁଡାକ କଣ। ଭାଷା ହଉଛି ପିଲେ ମାନବିକ। ମାନବିକ ମାନେ କଣ କହୁଛେ? ଲାଙ୍ଗୁଏଜ ହଉଛି ହ୍ୟୁମାନ। ଲାଙ୍ଗୁଏଜ ଲାଙ୍ଗୁଏଜ ଇଜ ହ୍ୟୁମାନ। ତ ଲାଙ୍ଗୁଏଜ ଇଜ ହ୍ୟୁମାନ ମାନେ କଣ? କେବଳ ଭାଷାକୁ ମଣିଷ ମାନେ ବ୍ୟବହାର କରନ୍ତି, ଆଉ କେହି ବ୍ୟବହାର କରନ୍ତିନି? ଏଭଳି ପ୍ରଶ୍ନ ତମାନଙ୍କ ଭିତରେ ଆସୁଥିବ। ସାର୍ ଲାଙ୍ଗୁଏଜ ଇଜ ୟୁଜ୍ଡ ବାଇ ହ୍ୟୁମାନ୍ସ। ଯୋଉ ଆନିମଲ୍ସ ମାନେ ରହିଲେ ବା ଅଦର ସ୍ପେସିସ୍ ମାନେ ଯୋଉମାନେ ରହିଲେ, ସେମାନେ କଣ ମଣିଷ ଭଳିଆ କମ୍ପ୍ଲେକ୍ସ ଲାଙ୍ଗୁଏଜ କୁ, ଯୋଉ ଲାଙ୍ଗୁଏଜରେ ରୁଲ ଅଛି, ସେଣ୍ଟେନ୍ସ ଅଛି, ଆମେ ଯୋଉ ମିନିଂ କୁ ବହନ କରୁଛେ, ସେ ମିନିଂ କୁ ଆଧାର କରି ଭାଷାକୁ ବ୍ୟବହାର କରିପାରିବେ କି? ସାର୍ ଆପଣ କୁହନ୍ତୁ, ଗୋଟେ ଘରେ ମୁଁ ଶୁଆଟେ ରଖିଛି, ଘରଟେ ମୁଁ କୁକୁରଟେ ରଖିଛି। ସେ କୁକୁରକୁ ଧର ଗୋଟେ ଆମେ କହିପାରିବା ବର୍ଷା ଆସୁଛି ଜୋରସେ, ବର୍ଷା ଆସୁଛି, ଘଡଘଡିର ଶବ୍ଦ ଶୁଣି କୁକୁର ପୁରା ଚିଲେଇବାକୁ ଲାଗିଲା ବା ଭୁକିବାକୁ ଲାଗିଲା। କୁକୁର କଣ କହିପାରୁଛି କି ମୁଁ ଭୟଭୀତ ଅଛି କାରଣ ଘଡଘଡି ମାରୁଛି ବୋଲି? କୁକୁର କହିପାରିବନି। କୁକୁର କିନ୍ତୁ ଭୁକୁଛି। କିନ୍ତୁ ମଣିଷ ସେଠି କଣ କହିବ? ଛୁଆଟେ କହିବ, ହେଇ ଘଡଘଡି ଆସିଲାଣି, ମତେ ଭାରି ଡର ଲାଗୁଛି, ମତେ ଭୟ ଲାଗୁଛି। ଅର୍ଥାତ୍ ଯୋଉ ଆନିମଲ୍ସ ମାନେ ସେ ଗୋଟେ ଜେନେରାଲ ରେସ୍ପନ୍ସ ଶୋ କରିପାରିବେ। ଆମେ କହିପାରିବା ଯେତେବେଳେ ତାଙ୍କୁ ଭୟ ଲାଗିବ, ତାଙ୍କୁ ଆମେ କହିପାରିବା ତାଙ୍କୁ ଖୁସି ଲାଗିବ। କିନ୍ତୁ ମଣିଷ ମାନେ କଣ କରିପାରିବେ? ସ୍ପେସିଫିକ, ନିର୍ଦ୍ଦିଷ୍ଟ ଭାବରେ ଆବଷ୍ଟ୍ରାକ୍ଟ ଆଇଡିଆ ଗୁଡାକୁ ମଧ୍ୟ ଭାଷା ବ୍ୟବହାର କରି ପରିପ୍ରକାଶ କରିପାରିବେ, ଯୋଉଟା କି ଅନ୍ୟମାନେ କେହି କରିପାରିବେ ନାହିଁ। ତେଣୁକରି ଭାଷାକୁ ଆମେ କହୁଛେ ମାନବିକ, ଏଇଥିପାଇଁ କହୁଛେ କାରଣ ଏଇଠି ଗୋଟେ ହ୍ୟୁମାନ ବିଙ୍ଗ ମାନଙ୍କର ବା ମଣିଷ ମାନଙ୍କର ସବୁଠାରୁ ଗୋଟେ ୟୁନିକ୍ ଗୁଣ। କୋଉ ଅନ୍ୟ କୌଣସି ସ୍ପେସିସ୍ ନାହିଁ ଯୋଉମାନେ ମଣିଷ ଭଳି
ନିଜର ଭାବକୁ ପ୍ରକାଶ କରିପାରିବେ ନୀତି ନିୟମ ଅନୁସାରେ ଗୋଟେ ଅର୍ଥପୂର୍ଣ୍ଣ ଭାବରେ ଯୋଉଟା କି ମଣିଷ କରିପାରିଥାଏ। ଠିକ ହେଲା ପିଲେ। ଦେନ୍ ନେକ୍ସଟ ବାଚିକ ଅଟେ। ଲାଙ୍ଗୁଏଜ ଇଜ ଭୋକାଲ ଆମେ କହୁଛେ। ଭୋକାଲ ମାନେ କଣ ପିଲେ? ସାର୍ ଆପଣ ତ ଯୋଉ କହୁଛନ୍ତି ଭାଷାକୁ ତ ଆମେ ଲେଖିପାରିବା, ନାଇଁ ଆମେ ଲେଖିକି ପ୍ରକାଶ କରିପାରିବା, ଏଇଟା ରିଟିନ ଭାବରେ ହେଇପାରିବ। ତ ଆପଣ ଗୋଟେ କଣ କହୁଛନ୍ତି କେବଳ ଭୋକାଲ ବୋଲି? ମତେ କୁହ ଭାଷାକୁ ପ୍ରାଇମେରୀଲି ଆମେ କୋଉଟା କନସିଡର କରୁଛେ? ପ୍ରାଇମେରୀଲି ହେଲେ ଆମେ ଭୋକାଲ ବୋଲି କନସିଡର କରୁଛେ। ହଁ ଆମେ ରିଟେନ ଭାବରେ ପ୍ରକାଶ କରିପାରିବେ। ଯେତେବେଳେ ଆଦ୍ୟ ସମାଜ କଥା ଆମେ ଚିନ୍ତା କରୁଛେ, ସମାଜ ଯେତେବେଳେ ଆରମ୍ଭ ହେଲା ସେ ସମୟ କଥା ଚିନ୍ତା କରୁଛେ, ସେତେବେଳେ କଣ ଥିଲା? ମଣିଷ ଲେଖିବା ଶିଖିଥିଲା? ଆଁ? ନା କେବଳ ଯେତେବେଳେ ସିଏ କହୁଥିଲା, ସ୍ପୋକେନ ୱାର୍ଡ ଗୁଡା କହୁଥିଲା, ତା ମାଧ୍ୟମରେ ଅନ୍ୟମାନେ କଥାକୁ ବୁଝୁଥିଲେ, ଶୁଣୁଥିଲେ ଏବଂ ବୁଝୁଥିଲେ। ତ ଭାଷା ହଉଛି କଣ? ନା ଇଟ୍ ଇଜ ପ୍ରାଇମେରୀଲି ସ୍ପୋକେନ। ଆମେ ପ୍ରାଇମେରୀ ବା ପ୍ରାଥମିକ ଭାବେ ଆମେ ଭୋକାଲ ବୋଲି ବା ସ୍ପୋକେନ ବୋଲି କନସିଡର କରିବା। କିନ୍ତୁ ପରବର୍ତ୍ତୀ ସମୟରେ ଧୀରେ ଧୀରେ ସେ କଣ କରେ? ଲେଖିବା ହଉ, ରିଟେନ ହଉ ବା ଅଦର ଆସ୍ପେକ୍ଟ ଗୁଡାକ ସେ ଶିଖିଥାଏ। ତେଣୁକରି ସ୍ପିଚ ହଉଛି ଅରିଜିନାଲ ଫର୍ମ ଅଫ ଲାଙ୍ଗୁଏଜ, ରିଟିନ ଡେଭଲପ ଲ୍ୟାଟର ଆମେ କହିପାରିବା। କି ଭୋକାଲ ଯୋଉଟାକୁ ବାଚିକ ଯୋଉଟାକୁ ଆମେ କହୁଛେ, ବା ଯୋଉଟାକୁ ଆମେ କହୁଛେ ସ୍ପିଚ ବୋଲି କହୁଛେ, ସ୍ପୋକେନ ୱାର୍ଡ ଗୁଡା କହୁଛେ, ଏଗୁଡା ହେଲା ପ୍ରାଥମିକ। ପରବର୍ତ୍ତୀ ସମୟରେ ଅନ୍ୟ ଯୋଉଗୁଡାକ ରହିଲା ଲେଖିବା ହଉ ସେଗୁଡାକ ସେ ଶିଖିଥାଏ। ତେଣୁକରି ଭାଷାକୁ ଆମେ ବାଚିକ ବୋଲି କହିପାରିବା ପିଲେ। ଯାଦୃଚ୍ଛିକ ପିଲେ କଣ? ଲାଙ୍ଗୁଏଜ ହଉଛି ଆର୍ବିଟାରୀ। ଯାଦୃଚ୍ଛିକ ଯୋଉ ୱାର୍ଡ ଟା ଶୁଣିଲା ବେଳକୁ ତମମାନଙ୍କୁ ଡିଫିକଲ୍ଟ ଲାଗିବ, କିନ୍ତୁ ଆକୁ ବୁଝିଗଲେ ତମମାନଙ୍କୁ ସବୁଠୁ ସହଜ ଲାଗିବ। ଦିଟା ଜିନିଷ ଅଛି, ଗୋଟେ ହେଲା ଆର୍ବିଟାରୀ ଆଉ ଗୋଟେ ହେଲା ଆବସୋଲ୍ୟୁଟ। ଗୋଟେ ହେଲା ଆର୍ବିଟାରୀ ଆଉ ଗୋଟେ ହେଲା ଆବସୋଲ୍ୟୁଟ। ଆବସୋଲ୍ୟୁଟ ହେଲା କଣ? ଆବସୋଲ୍ୟୁଟ ହେଲା ଗୋଟେ ଆମେ କହୁଛେ ପୁରା ନିର୍ଦ୍ଦିଷ୍ଟ, ନାଇଁ? ଆଉ ଆର୍ବିଟାରୀ ହେଲା କଣ? ଆର୍ବିଟାରୀ କଲେ ଆମେ ଚେଞ୍ଜେବଲ କଥା କହୁଛେ। ଆମେ ଆର୍ବିଟାରୀ କଥା କହୁଛେ କଣ? ଏଇଟା ଗୋଟେ ଫିକ୍ସଡ ନୁହେଁ। ଆବସୋଲ୍ୟୁଟ ହେଲା ମନେ ରଖ, ତାର ପ୍ରପର ଟର୍ମ ହବ ଫିକ୍ସଡ। ଆର୍ବିଟାରୀ ହେଲା ନଟ୍ ଫିକ୍ସଡ। ଠିକ ହେଲା। ଭାଷାକୁ ଆମେ ଆର୍ବିଟାରୀ ବା ଯାଦୃଚ୍ଛିକ ବୋଲି କାହିଁକି କହୁଛେ ମତେ କହୁଥିଲେ? ସାର୍ ଆପଣ କୁହନ୍ତୁ, ଯେତେବେଳେ ଆମେ ଓଡିଆରେ କହୁଛେ କଲମ ବୋଲି କହୁଛେ, ଇଂରାଜୀରେ କଣ କହୁଛେ? ଇଂରାଜୀରେ ପେନ୍ ବୋଲି କହୁଛେ, ଆମେ ଫ୍ରେଞ୍ଚ ଲାଙ୍ଗୁଏଜରେ ତାକୁ ଷ୍ଟାଇଲୋ ବୋଲି କହୁଛେ। ତାହେଲେ ଆପଣ କୁହନ୍ତୁ ସାର୍, ଗୋଟିଏ ଅବଜେକ୍ଟକୁ ଆମେ କେତେଟା ନାଁରେ କହିଲେ? ତ ଏଇଟା ଗୋଟେ ଆବସୋଲ୍ୟୁଟ ତାର କି ଏଇଟା କେବଳ ପେନ୍ କୁହାଯିବ ସବୁଆଡେ, ସେମିତି କିଛି ନାହିଁ। ତ ଯୋଉ ଅବଜେକ୍ଟ ଗୁଡାକ ରହିଲା, ଗୋଟେ ୱାର୍ଡ ଆଉ ଅବଜେକ୍ଟ, ତାଙ୍କ ଭିତରେ ଯୋଉ ରିଲେସନସିପ ରହିଲା, ସେଇଟା ସୋସିଆଲି ଆମେ କହୁଛେ ସୋସିଆଲ ଚଏସ। ଗୋଟେ ସୋସିଆଲି ଗ୍ରିଡ ହେଇଛି। ଏଇଟାକୁ ଏମିତି ନୁହେଁ କି ଆମେ କହିପାରିବା ଏଇଟା ଆବସୋଲ୍ୟୁଟ। ଏଇଟାକୁ ଯୋଉ ମୁଁ ତମମାନଙ୍କୁ କହୁଥିଲି କି ଝିଅ ହଉ, ଗାର୍ଲ ହଉ, ଲଡକି ହଉ, ଆମେ କେତେଟା ଭାଷାରେ ତାକୁ ଭିନ୍ନ ଭିନ୍ନ କହୁଛେ। ତେଣୁକରି ଭାଷା କଣ କରୁଛି? ଏଇଟା ହଉଛି ଗୋଟେ ସୋସିଆଲ ଚଏସ। ଏମିତି କୌଣସି ଆମେ କହିପାରିବାନି ନିର୍ଦ୍ଦିଷ୍ଟ ସ୍ପେସିଫିକ ଆବସୋଲ୍ୟୁଟ ଗୋଟେ ଜିନିଷର ବହନ କରୁଛି। ଗୋଟିଏ ଗୋଟିଏ ଆମେ କହିପାରିବା ଅବଜେକ୍ଟକୁ ନେଇ ଭିନ୍ନ ଭିନ୍ନ ଭାଷାରେ ଭିନ୍ନ ଭିନ୍ନ ତାକୁ ନାମିତ କରାଯାଇଛି। ଯେମିତି ଆମେ ପାଣି କହୁଛେ, ଇଂରେଜୀରେ ତାକୁ ୱାଟର ବୋଲି କହୁଛେ, ହିନ୍ଦୀରେ ଜଳ ବୋଲି କହୁଛେ। ତ ପାଣି, ଜଳ, ୱାଟର, ତ ଏଇଟା କଣ? ଏଥିରେ ଆବସୋଲ୍ୟୁଟ ଗୋଟିଏ। କେତେ କେତେ ନାଁ ସବୁ ଅଛି। ଏଇଟା ହଉଛି ଫିକ୍ସଡ ନୁହେଁ। ଠିକ ହେଲା। ତାର ଆସିଲା ସଜ୍ଜିତ ବା ବ୍ୟବସ୍ଥିତ। ଭାଷା ହଉଛି ସଜ୍ଜିତ ବା ବ୍ୟବସ୍ଥିତ। ଇଏ ହଉଛି ସିଷ୍ଟମେଟିକ। ଲାଙ୍ଗୁଏଜ ହଉଛି ସିଷ୍ଟମେଟିକ। ସାର୍ ଲାଙ୍ଗୁଏଜ ସିଷ୍ଟମେଟିକ କଣ? ମୁଁ ତମମାନଙ୍କୁ ଯୋଉ ଏବେ କହୁଛି, ଯୋଉ କଥାଟା କହୁଛି, ଯଦି ମୁଁ କଥାଟାକୁ ଓଲଟା ପଲଟା କରି କହିବି, ତମେ କିଛି ବୁଝିପାରିବନି। ପ୍ରତ୍ୟେକ ଭାଷାର କିଛି ଗ୍ରାମାର ଅଛି, ସିଣ୍ଟାକ୍ସ ଅଛି, ୱାର୍ଡ ଫର୍ମେସନ ର ରୁଲ ଅଛି, ଏବଂ ଯେତେବେଳେ ମୁଁ ସେ ରୁଲକୁ ବହନ କରି ତମ ଭାଷାଟା କହୁଛି, ତାହେଲେ ସେ ଭାଷାଟା ଗୋଟେ ଅର୍ଥକୁ ବହନ କରିବ। ଯଦି ମୁଁ ତମମାନଙ୍କୁ କହିଲା ବେଳେ କହିବି, ଉଲ୍ଟା ପଲ୍ଟା କରି କହିବି, ତାହେଲେ ତମମାନେ କିଛି ବୁଝିପାରିବ ନାହିଁ। ଯଦି ସିଷ୍ଟମେଟିକ ୱେରେ ସବଜେକ୍ଟ ଭର ଅବଜେକ୍ଟ ହଉ, କିମ୍ବା ମୁଁ ତମମାନଙ୍କୁ କହିବି କି ଗୋଟେ ଏକ୍ସାମ୍ପଲ, ମୁଁ ଭାତ ଖାଇବି, ମୁଁ କହୁଛି, ତମମାନେ ବୁଝିବ ସାର୍ କି ସାର୍ କହିଲେ କି ସାର୍ ଭାତ ଖାଇବେ ବୋଲି। ମୁଁ ଖାଇବି ଭାତ, ଏମିତି ଯଦି କହିବି, ତାହେଲେ ତମମାନେ କିଛି ବୁଝିପାରିବ କି? ମୁଁ କହିବି ସେ ଜଳ ପିଏ, ହି ଡ୍ରିଙ୍କସ ୱାଟର, ତମମାନେ ବୁଝିଲ। ମୁଁ ଯଦି କହିବି ପିଏ ଜଳ ସେ, ଏଇଟା କଣ ହେଲେ? ଏଇଟା ହେଲେ ଗୋଟେ ଅର୍ଡରରେ ରହୁନି। ତେଣୁକରି ଭାଷା କଣ? ଗୋଟେ ସିଷ୍ଟମେଟିକ, ବ୍ୟବସ୍ଥିତ, ବା ଗୋଟେ ଅର୍ଡର ବା ଗୋଟେ ରୁଲ କୁ ଫଲୋ କରିଥାଏ। ଯୋଉ ରୁଲ ଅର୍ଡରକୁ ଯଦି ଆମେ ଫଲୋ କରିବା, ତାହେଲେ ଭାଷାଟା କଣ ହୁଏ? ଅର୍ଥପୂର୍ଣ୍ଣ ହୁଏ ବା ମିନିଂଫୁଲ ହୁଏ। ଠିକ ହେଲା, ସେଟା ଅର୍ଥପୂର୍ଣ୍ଣ ହୁଏ। ଚିନ୍ତା କେନ୍ଦ୍ରରୁ ପ୍ରସ୍ୟୁତ ସ୍ୱ ଅଭିବ୍ୟକ୍ତି। ଭାଷା କଣ ପିଲେ?
ନା ଚିନ୍ତା ଓ ଭାବର ଅଭିବ୍ୟକ୍ତି, ଯୋଉଟା କି ମୁଁ ତମମାନଙ୍କୁ କହିଲି କି ହୃଦୟର ଯୋଉ ଭାବନା ଅଛି, ଯୋଉ ଚିନ୍ତା ଚେତନା ଅଛି, ଯୋଉ ଉପଲବ୍ଧି ଅଛି, ଅଭିବ୍ୟକ୍ତି ଅଛି, ଆବେଗ ଅଛି, ସେଇଠି ଭାଷା ମାଧ୍ୟମରେ ହିଁ ଆମେ ପ୍ରକାଶ କରିଥାଉ। ଠିକ ହେଲା? ଗୋଟେ ମଣିଷ ଯାହା ଚିନ୍ତା କରୁଛି ତମେ ମାନେ ଭାବ, ତା ଭିତରେ ଯାହା ଫିଲିଙ୍ଗସ୍ ବା ଇମୋସନ୍ସ ଅଛି, ତା ଭିତରେ ଯୋଉ ସୃଜନଶୀଳତା ଅଛି, ମୁଁ ଗୋଟେ ଭଲ କବିତା ଲେଖିପାରିବି, ମୁଁ ଭଲ ଭାବରେ ଗୋଟେ ପ୍ରବନ୍ଧ ଲେଖିପାରିବି, ସେଇଟା କେମିତି ହବ? ନା ସେଇଟା ଭାଷା ମାଧ୍ୟମରେ ହୁଏ ପିଲେ। ଠିକ ହେଲା ପିଲେ? ଅର୍ଥାତ୍ ମୁଁ ଯୋଉ କମ୍ୟୁନିକେସନ କରୁଛି ଏବଂ ମୋର ଯୋଉ ଚିନ୍ତା ଚେତନା ଗୁଡିକ ଅଛି, ସେ ଚିନ୍ତା ଚେତନା ଗୁଡିକ ମାଧ୍ୟମରେ ମୁଁ କମ୍ୟୁନିକେସନ କରୁଛି। କିନ୍ତୁ ଭାଷା ହଉଛି କଣ? ନା ଚିନ୍ତା କେନ୍ଦ୍ରରୁ ପ୍ରସ୍ତୁତ ସ୍ୱ ଅଭିବ୍ୟକ୍ତି। ଠିକ ହେଲା ପିଲେ? ଭାଷା ସହଜାତ ନୁହେଁ। ପିଲେ ଭାଷାକୁ ସହଜାତ ମାନେ କଣ? ଏଟାକୁ ଇଂରାଜୀରେ ଆମେ କଣ କହିପାରିବା? କି ଲାଙ୍ଗୁଏଜ ଇଜ ନଟ୍ ଇନବର୍ନ। ଲାଙ୍ଗୁଏଜ ଇଜ ନଟ୍ ଇନବର୍ନ। ନଟ୍ ଇନବର୍ନ ମାନେ କଣ? ସାର୍ ଆପଣ ତ କହିଥିଲେ ଯେତେବେଳେ ଚମ୍ସ୍କି ପଢଉଥିଲେ, ସେ ସମୟରେ କହୁଥିଲେ କି ଚମ୍ସ୍କି କହିଛନ୍ତି କି ଯେତେବେଳେ ମଣିଷ ଜନ୍ମ ହଉଛି ସେତେବେଳେ ତା ଭିତରେ କିଛି କାପାସିଟି ଅଛି, ଯୋଉ ଇଣ୍ଟରନାଲ ଆବିଲିଟି ଥାଏ, ଯୋଉଟା କି ତାକୁ ଲାଙ୍ଗୁଏଜ କୁ ଲର୍ନ କରିବାକୁ ହେଲ୍ପ କରିଥାଏ। ଠିକ କଥା। Humans are born with certain capability or capacity which helps them to learn language, but they do not inherit any specific language। ଯେତେବେଳେ ମଣିଷ ଜନ୍ମ ହଉଛି ସେ କୌଣସି ଲାଙ୍ଗୁଏଜ କୁ ଧରିକି ଆସିନଥାଏ। ହୁଏତ ତା ପାଖରେ ସେ ଆବିଲିଟି ଥାଏ, ସେ ଲାଙ୍ଗୁଏଜ ଆକ୍ୱିଜିସନ ଡିଭାଇସ ଟା ଥାଇପାରେ, କିନ୍ତୁ ଯେତେବେଳେ ସେ ସମାଜକୁ ଆସେ, ସେଇ ସମାଜରେ ସେ ଲୋକମାନଙ୍କ ସହିତ ମିଶେ, ସେଇଠୁ ସେ ଭାଷାକୁ ଶିଖେ, ଭାଷାକୁ ଗ୍ରହଣ କରିବାକୁ ଲାଗେ। ତ ଏଇଟା ମଣିଷ ଜନ୍ମ ହେଲା ବେଳେ ଭାଷାକୁ ଧରିକି ଆସି ନଥାଏ। ଲାଙ୍ଗୁଏଜ ଟା ଲର୍ନ ସେ କୋଉଠି କରେ? ନା ଇଣ୍ଟରାକ୍ସନ, ଯେତେବେଳେ ସେ ଏନଭାରମେଣ୍ଟରେ ଲୋକମାନଙ୍କ ସହିତ ଇଣ୍ଟରାକ୍ସନ କରେ, ଭାବ ବିନିମୟ କରେ, ସେତେବେଳେ ସେ ଲର୍ନ କରିଥାଏ। ଠିକ ହେଲା ପିଲେ? ଭାଷା ଚିର ପରିବର୍ତ୍ତନଶୀଳ। ଲାଙ୍ଗୁଏଜ ହଉଛି ପିଲେ କଣ? ନା ଲାଙ୍ଗୁଏଜ ହଉଛି ଏଭର ଚେଞ୍ଜିଂ। ମନେ ରଖିବ, ଲାଙ୍ଗୁଏଜ ହଉଛି କଣ? ଏଇଟା ହଉଛି ଏଭର ଚେଞ୍ଜିଂ। ତମେ ଏଭର ଚେଞ୍ଜିଂ କଣ କହୁଛ ପିଲେ? ସେ ଲାଙ୍ଗୁଏଜ ହଉଛି ଡାଇନାମିକ। ଆଉ ଗୋଟେ ଟର୍ମ ଆମେ ସବୁବେଳେ ୟୁଟିଲାଇଜେସନ କରୁ, ଲାଙ୍ଗୁଏଜ ହଉଛି ଡାଇନାମିକ। କାହିଁକି ଆମେ ଡାଇନାମିକ କହିଲେ? ନା ସାର୍ ଯେତେବେଳେ ସମୟର ପରିବର୍ତ୍ତନ ସହିତ ଭାଷାର ମଧ୍ୟ ପରିବର୍ତ୍ତନ ହଉଛି, ସାଇନ୍ସ ଆସିଲା, ଟେକ୍ନୋଲୋଜି ଆସିଲା, କଲଚରରେ ଆମେ କହିପାରିବା ବହୁତ ସାରା ଜିନିଷକୁ ଆମେ ଛାଡିକି ଯାଉଛେ, ବହୁତ ସାରା ନୂଆ ଜିନିଷକୁ ଆମେ ଆଡ କରୁଛେ। ତେଣୁକରି ଭାଷା, ଆମେ ଦେଖ, ତୁମେ ଆଗରୁ ଗୋଟେ ଟର୍ମ ୟୁଟିଲାଇଜେସନ କରୁଥିଲ ଲାଙ୍ଗୁଏଜରେ, ମାଉସ। ମତେ କୁହ ମାଉସ ମାନେ କଣ? ତମେ ଆଗରୁ ବୁଝୁଥିଲ? ସାର୍ ମାଉସ ମାନେ ଆମେ ଭାବୁଥିଲୁ ମୂଷା। ଏବେ ମାଉସ ମାନେ କଣ ଚିନ୍ତା କରୁଛେ? ନା ଆମେ ଏବେ ମାଉସ ଯୋଉଟାକି ଆମେ ୟୁଟିଲାଇଜେସନ କରୁଛେ ଲାପଟପରେ, କମ୍ପ୍ୟୁଟରରେ, ଆମେ ଟେକ୍ନୋଲୋଜିକୁ ଆସୁଛେ ମାଉସ କଥା ଚିନ୍ତା କଲେ। ତେଣୁକରି ଯେତେବେଳେ ଆମେ ଲାଙ୍ଗୁଏଜ କଥା କହୁଛେ, ଓଡିଆରେ ତ ମାନେ ଦେଖ ପିଲେ ବହୁତ ସାରା ଶବ୍ଦ, ଯୋଉ ଶବ୍ଦ ଗୁଡିକୁ ଆମେ ଛାଡି ଛାଡି ଯାଉଛେ, ବହୁତ ସାରା ନୂଆ ଶବ୍ଦକୁ ଆମେ ଆଡ କରିକି ଯାଉଛେ। ଯେମିତି ଆମେ କହୁଛେ ଏବେ ଟର୍ମ ୟୁଟିଲାଇଜେସନ କରୁଛେ, ସେଲଫି, ଲକଡାଉନ, ସଟଡାଉନ, ଏଇ ସବୁ ଜିନିଷ ଗୁଡାକ ଆମେ କେତେ ପିଲେ ୟୁଟିଲାଇଜେସନ କରୁଛେ? ତୁମମାନଙ୍କର ଆଡ ହେଇ ହେଇକା ଯାଉଛି, ନାଇଁ? ଓଡିଆ ଭାଷାରେ ତୁମେ ଦେଖ ବହୁତ ସାରା ଜିନିଷ ତମେ ମାନେ ନୂଆ ନୂଆ ଆଡ କରି କୁହ। ତମେ ଟେଲିଭିଜନର ୟୁଟିଲାଇଜେସନ କରୁଛ, ଟେଲିଭିଜନ ଗୋଟେ ଓଡିଆ ଶବ୍ଦ କି? ତମେ କେତେ ଫରାସୀ ଶବ୍ଦ, କେତେ ତମେ ଗ୍ରୀକ ର ଶବ୍ଦ, କେତେ ଲାଟିନ ଶବ୍ଦକୁ ତମେ ବ୍ୟବହାର କରୁଛ। ତେଣୁକରି ଭାଷା ହଉଛି କଣ? ନା ଚିର ପରିବର୍ତ୍ତନଶୀଳ। ଠିକ ଅଛି? ଏଭର ଚେଞ୍ଜିଂ ଆମେ କହୁଛେ। ମୁକ୍ତ ପ୍ରସାରଣଶୀଳ ଅଟେ। ମୁକ୍ତ କାହିଁ ଆମେ କହୁଛେ? ଲାଙ୍ଗୁଏଜ ସବୁବେଳେ ଗୋଟେ ଓପନ ଡୋର ପଲିସିକୁ ସବୁବେଳେ ଆପ୍ଲାଏ କରିଥାଏ। ଓପନ ଡୋର ପଲିସି କଣ? ନା ଲାଙ୍ଗୁଏଜ କେବେ ଷ୍ଟ୍ରିକ୍ଟ ନୁହେଁ। ତୁମେ ଦେଖ ଅକ୍ସଫୋର୍ଡ ଡିକ୍ସନାରୀରେ ବହୁତ ସାରା ଓଡିଆ ଶବ୍ଦକୁ ଆଡ କରାଯାଇଛି। ତମେ ଯୋଉ ଓଡିଆରେ ବଡା ବୋଲି କହୁଛ, ବରା ବୋଲି କହୁଛ, ରାସ୍ତା ପଥ ବୋଲି କହୁଛ, ବହୁତ ସାରା ହିନ୍ଦୀ ଶବ୍ଦ, ଓଡିଆ ଶବ୍ଦ, ଯୋଉଟା କି ଆମେ ବର୍ତ୍ତମାନ ଅକ୍ସଫୋର୍ଡ ଡିକ୍ସନାରୀରେ ଦେଖିବାକୁ ପାଉଛେ। ଠିକ ହେଲା ପିଲେ? ସେଭଳି ଭାବରେ ଲାଙ୍ଗୁଏଜ ଟା ସବୁବେଳେ ଓପନ ଡୋର ପଲିସିକୁ ଆପ୍ଲାଏ କଲା। ନା ଏଇଟା ଓପନ ଆଉ ଏକ୍ସପାନ୍ସିଭ ଆମେ କହିବା, ମୁକ୍ତ ପ୍ରସାରଣଶୀଳ। ତାର କୌଣସି ଲିମିଟ ରହିଲା ନାହିଁ। ଆମେ, ତୁମେ ଓଡିଆର କଥା କୁହ, ଓଡିଆରେ କେତେ ଶବ୍ଦ, ଆମେ ଅଇନାର କଥା କହୁଛେ, ନାଇଁ? ଆମେ ସାବୁନର କଥା କହୁଛେ, ସାବୁନ ଗୋଟେ ଓଡିଆ ଶବ୍ଦ କି? ଟେଲିଭିଜନର କଥା କହୁଛେ, ମୋବାଇଲର କଥା କହୁଛେ, ସବୁ ଆମେ କହିପାରିବା କେତେ ଶବ୍ଦ, ଯୋଉ ଶବ୍ଦ ଗୁଡିକୁ ଆମେ ମଧ୍ୟ ଆପଣେଇ ନେଇଛୁ, ଆମେ ମଧ୍ୟ ତାକୁ ନିଜ ଭିତରେ ସମାହିତ କରି ନେଇଛୁ। ଗ୍ରହଣୀୟ ଅଟେ। ଲାଙ୍ଗୁଏଜ ଇଜ ରିସେପ୍ଟିଭ। ମୁଁ ତମମାନଙ୍କୁ କହୁଥିଲି ଯୋଉଟା କି ଏଇଟା ହଉଛି ମୁକ୍ତ ଆଉ ପ୍ରସାରଣଶୀଳ, ତା ସହିତ ଏଇଟା ତମମାନଙ୍କର ଜଡିତ। କି ଲାଙ୍ଗୁଏଜ ସବୁବେଳେ ରିସେପ୍ଟିଭ ଆଉ ଓପନ ଡୋର ପଲିସିକୁ ଆପ୍ଲାଏ କରିଥାଏ। ଏଥିରେ କୌଣସି ଆମେ କହିପାରିବା
ରେଷ୍ଟ୍ରିକ୍ସନ୍ସ ବା ଷ୍ଟ୍ରିକ୍ଟ ରିଜିଡ୍ ଏତେ ନଥାଏ ଯେତେବେଳେ ଭାଷା କଥା ଆମେ କହୁଛେ ଏ ଅନ୍ୟ ଭାଷାକୁ ସହଜରେ ଗ୍ରହଣ କରିଦିଏ, ଅନ୍ୟ ଭାଷାକୁ ସହଜରେ ନିଜ ଭିତରେ ଇଣ୍ଟିଗ୍ରେଟ୍ କରିଦିଏ। ଏ ଓପନ୍ ଥାଏ ତାର ପଲିସି। ଯେତେବେଳେ ତୁମେ ଇଂରାଜୀରେ ଦେଖୁଛ ବହୁତ ସାରା ଭାରତୀୟ ଶବ୍ଦର ବ୍ୟବହାର କରାଯାଉଛି, ସେଭଳି ଭାବରେ ଭାରତରେ ମଧ୍ୟ ବହୁତ ସାରା ବିଦେଶୀ ଶବ୍ଦ ଗୁଡ଼ିକ ଆମେ ବ୍ୟବହାର କରୁଛେ। ସେ ଫରାସୀ ଶବ୍ଦ ହଉ, ଗ୍ରୀକର ଶବ୍ଦ ହଉ, ଲାଟିନର ଶବ୍ଦ ହଉ, କିମ୍ବା ଅନ୍ୟ ଯେକୌଣସି ନ୍ୟୁ ୱାର୍ଡ ଗୁଡାକ। ଆମେ ଏବେ କୋଭିଡ-19 କହୁଛେ, এটা ଗୋଟେ ନ୍ୟୁ ଶବ୍ଦ। ଆମେ ଇଣ୍ଟରନେଟ କହୁଛେ, ଆମେ ଟେଲିଭିଜନ କହୁଛେ, ମୋବାଇଲ ଫୋନ କହୁଛେ, ଅଇନା କହୁଛେ, ସାବୁନ କହୁଛେ। ଆମେ ବହୁତ ସାରା ଶବ୍ଦ ଯୋଉଗୁଡାକ ବ୍ୟବହାର କରୁଛେ ଦୈନନ୍ଦିନ ଜୀବନରେ, ଏଗୁଡାକୁ ଆମେ ରିସେପ୍ଟ କରିଛେ, ଆମେ ଗ୍ରହଣ କରିଛେ। କିନ୍ତୁ ଭାଷା ସବୁବେଳେ କଣ କରିଥାଏ, ସାର୍ ଓପନ ଡୋର ପଲିସିକୁ ଆପ୍ଲାଏ କରେ। ଏ ଅନ୍ୟ ଭାଷାକୁ ସହଜରେ ଗ୍ରହଣ କରେ ଏବଂ ନିଜ ଭିତରେ ସମାହିତ କରିଦିଏ। ଦେନ୍ ଲାଙ୍ଗୁଏଜ ହଉଛି କଣ ପିଲେ, ଏହା ହଉଛି ସ୍ୱତନ୍ତ୍ର। ଲାଙ୍ଗୁଏଜ ହଉଛି ୟୁନିକ୍। କାହିଁକି ଆମେ ୟାକୁ ଲାଙ୍ଗୁଏଜକୁ ସ୍ୱତନ୍ତ୍ର ବା ସ୍ୱତନ୍ତ୍ର ବୋଲି କହୁଛେ, କାହିଁ ୟୁନିକ୍ ବୋଲି କାହିଁ କହୁଛେ? ଲାଙ୍ଗୁଏଜ ଇଜ ଅଲୱେଜ ଇଣ୍ଡିପେଣ୍ଡେଣ୍ଟ ଆମେ କହିବା। ଇ ହଉଛି ଇଣ୍ଡିପେଣ୍ଡେଣ୍ଟ। ତୁମେ ଦେଖ ସାଂସ୍କ୍ରିଟରୁ ତୁମମାନଙ୍କର ବଙ୍ଗଳା ଭାଷାର ଇଭଲ୍ଭ ହେଲା, ସାଂସ୍କ୍ରିଟରୁ ଓଡ଼ିଆ ଭାଷାର ଇଭଲ୍ଭ ହେଲା। କିନ୍ତୁ ତୁମେ ବଙ୍ଗଳା ଭାଷା ଓଡ଼ିଆ ଭାଷାକୁ ପିଲେ ଦେଖ, ବଙ୍ଗଳାର ସ୍କ୍ରିପ୍ଟ ଦେଖ ଅଲଗା, ଓଡ଼ିଆର ସ୍କ୍ରିପ୍ଟ ଦେଖ ଅଲଗା। ବଙ୍ଗଳାର ପ୍ରୋନାଉନ୍ସିଏସନ ଅଲଗା, ଓଡ଼ିଆର ପ୍ରୋନାଉନ୍ସିଏସନ ଅଲଗା। ସେଣ୍ଟେନ୍ସ ଷ୍ଟ୍ରକ୍ଚର ଦେଖ। ତ ଆମେ କହିପାରିବା ସବୁ ଲାଙ୍ଗୁଏଜ ଆମେ କହିବା ତାଙ୍କର ସ୍ୱତନ୍ତ୍ର ଡିଷ୍ଟିଂକ୍ଟିଭ ଫିଚର୍ସ ଥାଏ। ଠିକ ହେଲା, ଯୋଉଟା କି ଗୋଟିଏ ଭାଷାକୁ ଅନ୍ୟ ଭାଷାକୁ ପୃଥକ କରିଥାଏ। ତେଣୁକରି ଭାଷା ହଉଛି ସ୍ୱତନ୍ତ୍ର, ଇଏ ହଉଛି ୟୁନିକ୍, ଲାଙ୍ଗୁଏଜ ହଉଛି ଇଣ୍ଡିପେଣ୍ଡେଣ୍ଟ। ତ ଏଇ ଯୋଉ କେତେଟା ପଏଣ୍ଟ କହିଲି ତମାନେ ମନେ ରଖିବ। ସାର୍ ଭାଷା ହଉଛି ମାନବିକ। ଲାଙ୍ଗୁଏଜ ହଉଛି କଣ? ଲାଙ୍ଗୁଏଜ ହଉଛି ଲାଙ୍ଗୁଏଜ ଇଜ ହ୍ୟୁମାନ। ଲାଙ୍ଗୁଏଜ ହଉଛି ଗୋଟେ ହ୍ୟୁମାନ ଟ୍ରେଟ୍ ଆମେ କହିପାରିବା। ହ୍ୟୁମାନ ର ହଉଛି ଗୋଟେ ବୈଶିଷ୍ଟ୍ୟ। ଲାଙ୍ଗୁଏଜ ହଉଛି ବାଚିକ, ଇଏ ହଉଛି ଭୋକାଲ, ଯୋଉଟା କି ଆମେ ସ୍ପୋକେନ ବା ସ୍ପିଚ ଦ୍ୱାରା ଆମେ କହୁଛେ। ଅଧିକ ମାତ୍ରାରେ ମଣିଷ ନିର୍ଭର କରିଥାଏ, ବୁଝିଥାଏ, ଭାବକୁ ପ୍ରକାଶ କରିଥାଏ। ଭାଷା ହଉଛି ଆର୍ବିଟାରୀ, ଇଏ ହଉଛି ଯାଦୃଚ୍ଛିକ, ଇଏ ଆବସଲ୍ୟୁଟ ନୁହେଁ। ଅବଜେକ୍ଟ ଆଉ ତାର ମିନିଂ ଟା କେବେ ହେଲେ ଆବସଲ୍ୟୁଟ ନୁହେଁ। ଲାଙ୍ଗୁଏଜ ହଉଛି ସିଷ୍ଟମେଟିକ, ଇଏ ହଉଛି ବ୍ୟବସ୍ଥିତ, ବା ଇଏ ଗୋଟେ ଅର୍ଡର ବା ଗୋଟେ ରୁଲକୁ ସବୁବେଳେ ଫଲୋ କରିଥାଏ। ଲାଙ୍ଗୁଏଜ ହଉଛି କଣ ନା ସେଲ୍ଫ ଏକ୍ସପ୍ରେସନ, ଆମର ଚିନ୍ତା, ଚେତନା, ଭାବନା, ଯୋଉଟା କି ତୁମମାନେ ପଢିଲ କି ଭାଷା ହଉଛି ବ୍ୟକ୍ତ ବାଣୀ, ବ୍ୟକ୍ତ ବଚନ, ଯୋଉଟା କି ଆମେ ଆମର ଚିନ୍ତା ହଉ, ଜ୍ଞାନ ହଉ, ତା ସହିତ ଜଡିତ, ତା ମାଧ୍ୟମରେ ଆମେ ଆମର ଭାବନା, ଆବେଗକୁ, ଅଭିବ୍ୟକ୍ତିକୁ, ଉପଲବ୍ଧିକୁ ପ୍ରକାଶ କରିଥାଉ। ଭାଷା ହଉଛି ଗୋଟେ ଇନବର୍ନ ଆବିଲିଟି ନୁହେଁ। ଆମେ କହିପାରିବା କି ଗୋଟେ ନଟ୍ ଇନବର୍ନ। ମଣିଷ ଏଟା ସହଜାତ ତା ପାଇଁ ନୁହେଁ, ସହଜାତ ନୁହେଁ। ଜନ୍ମ ହଉ ସେ ତାକୁ ଭାଷାଟାକୁ ନେଇକି ଆସିଥାଏ ନା, ସେ ଜନ୍ମ ହେଲା ପରେ ପରିବେଶରୁ ଇଣ୍ଟରାକ୍ସନ କରିକି ସେ ଲର୍ନ କରିଥାଏ। ହୁଏତ ତା ଭିତରେ ଗୋଟେ ଆବିଲିଟି, କାପାବିଲିଟି ଥାଏ ତା ଭିତରେ ଭାଷାକୁ କୁଇକଲି ରିସିଭ କରିବା ପାଇଁ, ଯୋଉଟା କି ଚମ୍ସ୍କି ତମମାନଙ୍କର କହୁଛନ୍ତି କି ସେ ଗୋଟେ ଲାଙ୍ଗୁଏଜ ଆକ୍ୱିଜିସନ ଡିଭାଇସ ନେଇକି ଜନ୍ମ ହୋଇଥାଏ। ଏଲଏଡି ଯୋଉଟାକୁ ତମମାନଙ୍କର କୁହାଯାଏ, ବା ଲାଙ୍ଗୁଏଜ ଆକ୍ୱିଜିସନ ଡିଭାଇସ। କିନ୍ତୁ ମଣିଷ ଜନ୍ମ ହଉ ହଉ ସେ ଭାଷା କହିବ ତା ନୁହେଁ। ଭାଷା ହଉଛି କଣ? ଚିର ପରିବର୍ତ୍ତନଶୀଳ। ଲାଙ୍ଗୁଏଜ ହଉଛି ଏଭର ଚେଞ୍ଜିଂ। ଆମେ କହୁଛେ ନୂଆ ନୂଆ ଜିନିଷ ଗୁଡିକ ଆଡ। ଓଡିଆରେ ଆମେ କହୁଛେ, ତୁମେ ଦେଖ ଓଡିଆର ଯେତେବେଳେ ଗୋଟେ ସାହିତ୍ୟକୁ ଦେଖିବ, ତମେ ବହୁତ ଭଞ୍ଜ ସାହିତ୍ୟ ହଉ, ଆଉ ସାରଳା ସାହିତ୍ୟ ହଉ, ଯେତେବେଳେ ସାହିତ୍ୟ ମଡର୍ଣ୍ଣ ସାହିତ୍ୟ ବା ଆଧୁନିକ ସାହିତ୍ୟ ହଉ, ଯେତେବେଳେ ସାହିତ୍ୟକୁ ଆମେ ଯାଉଛେ ବିଭିନ୍ନ ପ୍ରକାରର ଷ୍ଟେଜ ଦେଇକି ଦେଖୁଛେ କେତେ ଶବ୍ଦରେ ପରିବର୍ତ୍ତନ ହଉଛି, ନୂତନତାରେ ପରିବର୍ତ୍ତନ ହଉଛି। ବର୍ତ୍ତମାନ ସମୟରେ ତମେ ପୋଏମ ଗୁଡାକୁ ଦେଖ, ଆଉ ଭଞ୍ଜ ସାହିତ୍ୟରେ ତମ ମାନେ ପୋଏମ ଗୁଡାକୁ ଦେଖ, ଆକାଶ ପାତାଳ। ସେ ଭଞ୍ଜ ସାହିତ୍ୟର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ସେ ପୋଏମକୁ ପଢିବା ପାଇଁ ମତେ ଲାଗୁଛି ଆମକୁ ଆହୁରି 10ଟା ବହି ଫଲୋ କରିବାକୁ ପଡିବ, କେତେ ଗୁଡା ଅଭିଧାନ ଖୋଜିବାକୁ ପଡିବ। ଠିକ ହେଲା। ଆଉ ଭାଷା ହଉଛି ସବୁବେଳେ କଣ ନା, ଏଇ ହଉଛି ଓପନ, ମୁକ୍ତ ଏବଂ ପ୍ରସାରଣଶୀଳ। ମୁକ୍ତ ଆଉ ପ୍ରସାରଣଶୀଳ ଆମେ କହୁଛେ ମାନେ ସେଇ ସିମ୍ବଲଟାକୁ ଆମେ ଏକାଥରେ ନବା। ଏଇ ହଉଛି ରିସେପ୍ଟିଭ। ଠିକ ହେଲା। ଇଏ ସବୁବେଳେ ଓପନ, ଏକ୍ସପାନ୍ସିଭ, ରିସେପ୍ଟିଭ। ଅନ୍ୟ ନୂଆ 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 ଶବ୍ଦକୁ ନିଜ ଭିତରେ ଇଣ୍ଟିଗ୍ରେଟ କରେ। ଏବଂ ଭାଷାର ମଧ୍ୟ ଆମେ କହିପାରିବା ଏଇଟାକୁ ଗୋଟେ ରିଜିଡିଟି, କମ୍ପ୍ଲେକ୍ସିଟିକୁ ଇଏ ଏତେ ଫଲୋ କରେ। ଫ୍ଲେକ୍ସିବୁଲ ଆମେ କହିପାରିବା, ନମନୀୟ। ଦେନ୍ ଏହା ହଉଛି ସ୍ୱତନ୍ତ୍ର, ଇଏ ହଉଛି ୟୁନିକ୍। ଲାଙ୍ଗୁଏଜ ହଉଛି ଇଣ୍ଡିପେଣ୍ଡେଣ୍ଟ। ଆମେ କହୁଥିଲେ କି ଓଡ଼ିଆ ଭାଷା ହଉ, ବଙ୍ଗଳା ଭାଷା ହଉ, ହିନ୍ଦୀ ହଉ, ତେଲୁଗୁ ହଉ, ପ୍ରତ୍ୟେକ ଭାଷାର ତାଙ୍କ ସ୍ୱତନ୍ତ୍ରତା ରହିଛି। ତାର ପ୍ରୋନାଉନ୍ସିଏସନ ହଉ, ସ୍କ୍ରିପ୍ଟ ହଉ, ସେଣ୍ଟେନ୍ସ ଷ୍ଟ୍ରକ୍ଚର ହଉ, ସମସ୍ତଙ୍କର ଭିନ୍ନ ଭିନ୍ନ ଥାଏ। ମାତୃଭାଷା ପିଲେ, ମାତୃଭାଷା କହିଲେ ଆମେ କଣ ବୁଝେ ପିଲେ? ଏ ଶବ୍ଦ ହିଁ ତୁମମାନଙ୍କୁ ଡିଫାଇନ କରୁଛି। ସାର୍ ମାତୃଭାଷା ହେଲା ମାର ଭାଷା ଆମେ କହୁଛେ। ଅର୍ଥାତ ମାର ଅମୃତ ଝରା କଣ୍ଠ ନିଃସୃତ ଭାଷା ହିଁ ମାତୃଭାଷା। ଯୋଉଟା କି ଶିଶୁ ତା ମା ପାଖରୁ ପ୍ରଥମେ ଶିଖିଥାଏ। ତେଣୁକରି ମାର ଯୋଉ କଣ୍ଠରୁ ଯୋଉ ଭାଷାଟା ନିଃସୃତ ହଉଛି, ସେଇ ଭାଷାକୁ ଆମେ ମାତୃଭାଷା କହୁଛେ। ଏବଂ ଶିଶୁ ସେଇ ମାତୃଭାଷା ତାର ମା ଠାରୁ ହିଁ ପ୍ରଥମ ଶିଖିଥାଏ।
ଶିଶୁ ଜନନୀ ଠାରୁ ପ୍ରଥମେ ଯେଉଁ ଭାଷା ଶିକ୍ଷା କରିଥାଏ ତା ମା ପାଖରୁ ଯେଉଁ ଭାଷାକୁ ଶିକ୍ଷା କରିଥାଏ ସେଇଟା ହେଲା ମାତୃଭାଷା। ଯେତେବେଳେ ପିଲାଟେ ଜନ୍ମ ହଉଛି ତାର ମା ବାପା ଭାଇ ଭଉଣୀ ତାର ଆତ୍ମୀୟ ସ୍ୱଜନ ମାନେ ଯୋଉ ଭାଷାରେ ଭାବ ବିନିମୟ କରିଥାନ୍ତି, ଯୋଉ ଭାଷା ମାଧ୍ୟମରେ ବାର୍ତ୍ତାକୁ ବିନିମୟ କରିଥାନ୍ତି, ସେଇ ଭାଷାକୁ ସେ ବ୍ୟବହାର କରିଥାଏ, ଯୋଉ ଭାଷାକୁ ଆମେ ମାତୃଭାଷା କହୁଛେ। ଅର୍ଥାତ୍ ବିଦ୍ୟାଳୟର ବା ଆନୁଷ୍ଠାନିକ ଶିକ୍ଷା ଆରମ୍ଭ କରିବା ପୂର୍ବରୁ ତାର ପରିବାରରେ ତାର ମା ବାପା ପରିବାର ଆତ୍ମୀୟ ସ୍ୱଜନ ସେମାନଙ୍କ ସହିତ ସେ ଭାବ ବିନିମୟ କରି ଯୋଉ ଭାଷାକୁ ଶିଖିଥାଏ, ଯୋଉ ଭାଷାକୁ ଗ୍ରହଣ କରିଥାଏ, ସେ ଭାଷାକୁ ଆମେ ମାତୃଭାଷା ବୋଲି କହୁଛେ। ଅର୍ଥାତ୍ ଶିଶୁ ଜନ୍ମ ହେବା ପରେ ଯେଉଁ ଭାଷାକୁ ପ୍ରଥମ କରି ଶିଖିଥାଏ, ଯୋଉ ଭାଷାକୁ ସେ ଫାଷ୍ଟ ଲର୍ନ କରିଥାଏ, ସେ ଭାଷାକୁ ଆମେ କଣ କହୁଛେ ନା ମାତୃଭାଷା ବୋଲି କହୁଛେ। ସାର୍ ମାତୃଭାଷା ହେଲା ମାର ଅମୃତ ଝରା କଣ୍ଠରୁ ନିଃସୃତ ଭାଷା ହେଲା ମାତୃଭାଷା, ଯୋଉଟା କି ଶିଶୁ ତାର ଜନନୀ ଠାରୁ ବା ତାର ପରିବାରରେ ଭାଇ ଭଉଣୀ ପିତା ମାତା ଆତ୍ମୀୟ ସ୍ୱଜନ ସେମାନଙ୍କଠାରୁ ଶିଖିଥାଏ ଏବଂ ଶିଶୁ ଜନ୍ମ ହେବା ପରେ ପ୍ରଥମେ ସେ ଭାଷାକୁ ଗ୍ରହଣ କରିଥାଏ। ଆହୁରି କେତେ ପ୍ରକାର ଭାଷା ଅଛି ଯେମିତି ମାତୃଭାଷା ଜାଣିଲେ ସେମିତି ତୁମମାନଙ୍କର ପିଲେ ପ୍ରାଦେଶିକ ଭାଷା। ପ୍ରାଦେଶିକ ଭାଷା କଣ? ସାର୍ ଯେଉଁ ଭାଷାକୁ କେନ୍ଦ୍ର କରି ପ୍ରଦେଶ ଗୁଡ଼ିକର ଗଠନ ହେଇଛି। ଓଡ଼ିଆ ଭାଷାକୁ କେନ୍ଦ୍ର କରି ଓଡ଼ିଆ ପ୍ରଦେଶ ଆମେ କହୁଛେ। ବଙ୍ଗଳା ଭାଷାକୁ ଅ, ଆଧାର କରି ତୁମମାନଙ୍କର ୱେଷ୍ଟ ବେଙ୍ଗଲର କଥା ଆମେ କହୁଛେ। ଗୁଜୁରାଟିକୁ ଆଧାର କରି ଗୁଜୁରାଟର କଥା କହୁଛେ। ସେଭଳି ଭାବରେ ଭାଷାକୁ ଆଧାର କରି ତୁମମାନଙ୍କର ପ୍ରଦେଶର ମଧ୍ୟ ଗଠନ ହେଇଛି। ସେଇ ଯୋଉ ଭାଷା ଗୁଡ଼ିକୁ ଆମେ ପ୍ରାଦେଶିକ ଭାଷା ବୋଲି କହୁଛେ। ଆଞ୍ଚଳିକ ଭାଷା ଗୋଟେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଯୋଉ ଭାଷା ଗୁଡ଼ିକର ବ୍ୟବହାର କରିଥାନ୍ତି। ଯଦି ସେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଯୋଉ ଭାଷାକୁ ବ୍ୟବହାର କରିଛନ୍ତି ଲୋକମାନେ ସେ ଅଞ୍ଚଳରେ ବହୁତ ସମୟ ପର୍ଯ୍ୟନ୍ତ ରହନ୍ତି ଏବଂ ସେ ଭାଷା ଗୁଡ଼ିକ ବ୍ୟବହାର କରନ୍ତି, ତ ସେ ଆଞ୍ଚଳିକ ଭାଷା ମଧ୍ୟ ଧୀରେ ଧୀରେ କଣ ହବ ନା ସେମାନଙ୍କର ମାତୃଭାଷାରେ କନଭର୍ଟ ହେଇଯିବ। ଦେନ୍ ଆସିଲା ବିଦେଶୀ ଭାଷା। ବିଦେଶୀ ଭାଷା କଣ? ସେ ଯୋଉ ଭାଷା ଗୁଡ଼ିକୁ ଆମ ଦେଶ ବାହାରେ ବ୍ୟବହାର କରୁଛନ୍ତି, ଯେମିତି ଇଂରାଜୀ ହେଇଗଲା, ତୁମମାନଙ୍କର ଫରାସୀ ହେଇଗଲା, ଜର୍ମାନ ହେଇଗଲା, ଲାଟିନ ହେଇଗଲା, ସେ ଭାଷା ଗୁଡ଼ିକୁ ଆମେ ବିଦେଶୀ ଭାଷା ବୋଲି କହୁଛେ। ଆସିଲା ତୁମମାନଙ୍କର ଆଦି ଭାଷା। ହେଲେ ଆଦି ଭାଷା କଣ? ଆଦି ଭାଷା ହେଲା ଆମେ କହୁଛେ ଯୋଉ ଆଦ୍ୟ କାଳରୁ ଯୋଉ ଭାଷା ଗୁଡ଼ିକ ରହିଆସିଛି, ଯୋଉ ଭାଷା ଗୁଡ଼ିକ ଆମକୁ ଗୋଟେ ମୂଳଦୁଆ ଭାବରେ ଆମର କାର୍ଯ୍ୟ କରୁଛି। ଆମେ କହୁଛେ ଆମମାନଙ୍କର ବହୁତ ସାରା ପୁରାଣ ଶାସ୍ତ୍ର, ଉପନିଷଦ ଏଇ ଜିନିଷ ଗୁଡାକ ଆମର ସେ ଭାଷାରେ ତୁମମାନଙ୍କର ପ୍ରକାଶିତ ହେଇଛି। ଆମେ ଆଦି ଭାଷାକୁ କାହାକୁ ଗ୍ରହଣ କରୁ? ସଂସ୍କୃତକୁ ଆମେ ଆଦି ଭାଷା ବୋଲି ଗ୍ରହଣ କରୁ। ଆମେ ପାଲିକୁ ପ୍ରାକୃତକୁ ଏଗୁଡାକୁ ଆମେ ପାଲି ହେଲା ତୁମମାନଙ୍କର ତୁମମାନଙ୍କର ପ୍ରାକୃତ ହେଲା ଆଉ ତୁମମାନଙ୍କର ସଂସ୍କୃତ ହେଲା, ଏଗୁଡାକୁ ଆମେ କଣ କରୁ ନା ଆଦି ଭାଷା ବୋଲି ଗ୍ରହଣ କରୁ। ତୁମମାନେ ଦେଖ ଆଦି ଭାଷା ସଂସ୍କୃତରୁ କେତେ ଭାଷା ସବୁ ଏଭଲ୍ଭ ହେଇଛି, କେତେ ଭାଷା ସବୁ ସୃଷ୍ଟି ହେଇଛି। ତୁମେ ମନୁ କୁହ, ବାଲ୍ମୀକି କୁହ, ପରାଶର କୁହ, ବ୍ୟାସ କୁହ, ସୁଶ୍ରୁତ କୁହ, କୌଟିଲ୍ୟ କୁହ, କେତେ କୁହ ମୁନି ଋଷି ମାନେ ଯୋଉମାନେ ତୁମମାନଙ୍କର ଏଇ ଆଦି ଭାଷାକୁ ବ୍ୟବହାର କରି ସଂସ୍କୃତକୁ ବ୍ୟବହାର କରି ସେମାନଙ୍କର ରଚନାକୁ ଜନମାନସ ପାଖରେ ପହଞ୍ଚେଇ ପାରିଛନ୍ତି। ଦେନ୍ ଆସିଲା ସାମ୍ବିଧାନିକ ଭାଷା। ସାମ୍ବିଧାନିକ ଭାଷା ହେଲା କଣ? ନା ସାର୍ ଯୋଉ ଭାଷା ଗୁଡିକ ସମ୍ବିଧାନ ସ୍ୱୀକୃତି ପ୍ରଦାନ କରିଛି। ଆମ ଭାରତୀୟ ସମ୍ବିଧାନ କଥା ଯଦି ଚିନ୍ତା କରିବା, କେବେ ଆଡପ୍ଟ ହେଲା ପିଲେ? ସାର୍ 1950 ଆମେ ଜାନୁଆରୀ 26 ର କଥା କହୁଛେ କି ଜାନୁଆରୀ 26 1950 ମସିହା ଯେତେବେଳେ ଭାରତୀୟ ସମ୍ବିଧାନକୁ କାର୍ଯ୍ୟକାରୀ କରାଗଲା, ସେଇ ସମୟରେ ଆମେ କହୁଛେ କି ଅନେକ ସାରା ଭାଷାକୁ ଆମେ ସ୍ୱୀକୃତି ପ୍ରଦାନ କଲେ କି ଆମର 22ଟି ଭାଷାକୁ ଆମେ ସ୍ୱୀକୃତି ପ୍ରଦାନ କରିଛେ ଆମ ସମ୍ବିଧାନରେ। ତୁମମାନଙ୍କର ଓଡ଼ିଆ ହଉ, ସଂସ୍କୃତ ହଉ, କାଶ୍ମୀରୀ ହଉ, ପଞ୍ଜାବୀ ହଉ, ବଙ୍ଗାଳୀ ହଉ, ଆସାମୀ ହଉ, ମରାଠୀ, ଗୁଜୁରାଟୀ, ସିନ୍ଧି, ତାମିଲ, ତେଲୁଗୁ, କନ୍ନଡ଼, ମଣିପୁରୀ, ନେପାଳୀ ବହୁତ ସାରା ଭାଷା ରହିଲା ବା 22ଟା ଭାଷା ରହିଲା ଯୋଉଟା କି ତୁମମାନଙ୍କର ସମ୍ବିଧାନ ଦ୍ୱାରା ସ୍ୱୀକୃତି ପ୍ରାପ୍ତ। ସେ ଭାଷା ଗୁଡ଼ିକୁ ଆମେ ସାମ୍ବିଧାନିକ ଭାଷା ବୋଲି କହୁଛେ। ତ ଏଇ ଯୋଉ ଭାଷା ଗୁଡ଼ିକୁ ଆମେ କ୍ୟାଟାଗୋରାଇଜେସନ କଲେ କଣ କଣ? ନା ସାର୍ ଗୋଟେ ହେଲା ମାତୃଭାଷା, ମାରୁ ନିଃସୃତ ଭାଷା ମାତୃଭାଷା, ମାର ମୁଖରୁ ନିଃସୃତ ଭାଷା ମାତୃଭାଷା, ଯୋଉଟା କି ଶିଶୁ ତା ଜନନୀ ପାଖରୁ ଶିଖିଥାଏ, ଯୋଉଟା କି ଶିଶୁ ପ୍ରଥମ କରିକି ଶିଖିଥାଏ। ଆଞ୍ଚଳିକ ଭାଷା ହେଲା ଗୋଟେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବ୍ୟବହାର କରୁଥିବା ଭାଷା। ଆଦି ଭାଷା ହେଲା ପୁରାତନ ଆର୍ଯ୍ୟ ସମାଜରୁ ଯୋଉ ଭାଷା ଗୁଡିକ ପ୍ରଚଳିତ ହେଇ ଆସୁଛି, ଯୋଉଟା କି ଅନ୍ୟ ଭାଷାକୁ ମୂଳଦୁଆ ପ୍ରଦାନ କରିଛି, ଯେମିତି ସଂସ୍କୃତ ହଉ, ପାଲି ହଉ, ପ୍ରାକୃତ ହଉ, ସେଗୁଡାକୁ ଆମେ ଆଦି ଭାଷା ଭାବରେ ଗ୍ରହଣ କରୁଛେ। ପ୍ରାଦେଶିକ ହେଲା ଯାହା ଆଧାରରେ ପ୍ରଦେଶର ବା ରାଜ୍ୟର ସୃଷ୍ଟି ହେଇଛି, ଯେମିତି ବଙ୍ଗଳା ହଉ, ଓଡ଼ିଆ ହଉ, ଏଗୁଡାକୁ ପ୍ରାଦେଶିକ ଭାଷା ବୋଲି କହୁଛେ। ବିଦେଶୀ ହେଲା ଆମ ଦେଶର ବାହାରେ ବ୍ୟବହାର କରାଯାଉଥିବା ଭାଷା ଗୁଡ଼ିକୁ ବିଦେଶୀ ଭାଷା ବୋଲି କହୁଛେ। ସମ୍ବିଧାନ ଯୋଉ ଭାଷା ଗୁଡ଼ିକୁ ଗ୍ରହଣ କରିଛି, ସେ ଭାଷା ଗୁଡ଼ିକୁ ଆମେ ସାମ୍ବିଧାନିକ ଭାଷା ବୋଲି କହୁଛେ। ଠିକ ହେଲା ପିଲେ? ତାହେଲେ ସାର୍ ଓଡ଼ିଆକୁ ଯଦି ଆମେ ମାତୃଭାଷା ରୂପେ ଗ୍ରହଣ କରିବା, ତାହେଲେ ସେ ମାତୃଭାଷା ଶିକ୍ଷାଦାନର କଣ ସବୁ ଆମର ଲକ୍ଷ୍ୟ ରହିବ, କଣ ସବୁ ଆମର ଏମ୍ସ ରହିବ, ସେଗୁଡା କଥା ଆମେ ଟିକେ ଟିକେ ଜାଣି ରଖିବା। ପିଲେ ପ୍ରତ୍ୟେକ ପଏଣ୍ଟ ଅଣ୍ଡରରେ ମୁଁ ତୁମମାନଙ୍କର କିଛି କିଛି ପଏଣ୍ଟ ଏକ୍ସଟ୍ରା କହିଦେବି। ଯଦି ତୁମମାନେ ରଫ୍ରେ କରୁଥିବ, ନୋଟ୍ସ କରୁଥିବ, ତାହେଲେ ଟିକେ ଟିକେ ଆଡ୍ ଅନ୍ କରିଦେବ ଯେଉଁ ଏକ୍ସଟ୍ରା ପଏଣ୍ଟ ମୁଁ ତୁମମାନଙ୍କୁ କହିବି। ଭାଷା ବ୍ୟବହାର କୌଶଳ ଶିକ୍ଷା ପିଲେ ଆମେ ଓଡ଼ିଆ ପିଲାମାନଙ୍କୁ କାହିଁକି ପଢ଼େଇବା?
कहीं पे शिखिबे ना सर जो ओडिया भाषा से माने व्यवहार करेंगे से भाषार जो कौशल स्किल गुड़ाक रहा से गुड़ा से जापर शिखिपारे। सर कौन कौन स्किल रहा ना सर सकपल्ली सकपल्ली इंग्रजी तुम कौन कौच ना LSRW लिसनिंग स्पीकिंग रीडिंग आउ राइटिंग। सकपल्ली कौन ना सर श्रवण कथन पठन आउ लीरे लिखन। श्रवण कथन पठन लिखन जो श्रवण रहा आम कहूचे ना सर सर से अन्य जी कहूँ अन्यर उच्चारण को शुणिकी भल भाव से बुझीपर ज्ञान को ग्रहण कर अर्थात आम कहीपर श्रवण कर भल भाव भाव ग्रहण कर आमर गोटे प्रकार लक्ष्य रहा उचित। आउ कौन कौ प्रकार से कौशल सी कर ना से जहाँ सी अन्य मान शुणुची ताकू से भल भाव कहीपर निजर भाव को प्रकाश कर अर्थात कथन कर भाव प्रकाश कर। आउ कौन कर ना सर जहाँ सी रिटन मटेरियल गुड़ाक देखुची ताकू से भल भाव पठन कर पठन कर भाव को ग्रहण कर। न्यूज पेपर हो बा खबर कागज हो मैगजीन हो कलापटर शिक्षक जहाँ लिखुंट सेगुड़ा से भल भाव पठन कर। आउ कौन ना लिखन जहाँ सब आम कहीपर भाव को प्रकाश करने लिखन माध्यम मातृभाषा से निजर भाव को प्रकाश कर। तो लिखन एवं भाव प्रकाश विभिन्न प्रकार साहित्यिक जो कार्यावली होची साहित्यिक जो कार्यक्रम होची जमी तुम मान भाषण होगा तर्क सभा होगा विभिन्न प्रकार आलोचना समालोचनामूलक कार्यक्रम से सक्रिय भाव में अंशग्रहण कर निजर भाव को प्रकाश कर। विभिन्न प्रकार आम कह पत्र पत्रिका हो सभा समिति हो से निजर आवेगिक परिप्रकाश कर। विभिन्न प्रकार अन्य जो भाषा रहा से भाषांतरीकरण कर अर्थात निज भाषा को बा निज भाषार व्यवहार करी अन्य भाषार आम कह जो ट्रांसलेशन हो भाषांतरीकरण जो होची से सामर्थ्यता हासिल कर। तो भाषा व्यवहार कौशल शिक्षा अंडर तुम मानक मुझे बहुत सारा पॉइंट कहली कौन ना सर भाषा व्यवहार कौशल अर्थात भाषार जो कौशल गुड़िक अच्छी स्किल गुड़िक अच्छी से संबंध से ज्ञान हासिल कर गोटे लक्ष्य कौन कौन सब स्किल अच्छी ना सर से श्रवण कर श्रवणर भाव को ग्रहण कर सर कथन कर कथन माध्यम भाव को प्रकाश कर सर पठन कर पठन माध्यम भाव को ग्रहण कर सर लिखन कर लिखन माध्यम भाव को प्रकाश कर सर विभिन्न प्रकार साहित्य कार्यक्रम निजक अंशग्रहण कर सर निजर आवेग को भल भाव परिप्रकाश कर सर भाषांतरीकरण कर जोड़ा आम कहे ट्रांसलेशन कर भाषा को अन्य भाषा को तथा अन्य भाषा निज भाषा को ट्रांसलेशन भाषांतरीकरण कर। नेक्स्ट पॉइंट पिले विषय वस्तु संपर्क में ज्ञान अर्जन कर विषय वस्तु जो सब्जेक्ट स्पेसिफिक नॉलेज आम कहे से संबंध में तार भल भाव ज्ञानटा हासिल हो पार। विभिन्न प्रकार जो विषय वस्तु रहा ता संबंधी अभिज्ञता तार गभीर हो पार भल भाव हो पार। ता सहित जो विषय वस्तु से पढ़ुची साहित्य पढ़ुची से साहित्य विषय वस्तु जो विभिन्न विभाग गुड़िक रहा डिफरेंट जो पार्ट्स रहा से संबंध से ज्ञान हासिल कर साहित्यर विभिन्न प्रकार जो भाग गुड़िक रही आम कहे जमी तुम मानकर कविता है गल्प होगला आम अतिरिक्त साहित्य कहूचे नाटक उपन्यास से संबंध से ज्ञान हासिल कर सहित विभिन्न प्रकार व्याकरण सह से भल भाव परिचित हो पार छंद अलंकार कृदंत तद्धित तो मैंने भल भाव सब पढ़ु जानी तेणुक आम विषय वस्तु संपर्कित ज्ञान अर्जन कहले आम के पॉइंट मन रखले कौन कौन रखिले ना सर जो भाषार विभिन्न प्रकार विभाग रहा सहित से परिचित हम बा साहित्यर विभिन्न विभाग जो रहा गल्प कविता नाटक एकांकिका जो आम अतिरिक्त साहित्य कहे से संबंध से परिचित हम और व्याकरणगत जो ज्ञान गुड़िक रहा से संबंध से ज्ञान हासिल कर। तब आसला मार्जित रुचिर अभिव्यक्ति पे मार्जित रुचिर अभिव्यक्ति कौन कहले मार्जित माने कौन लोक आम कहे उचित मानवीय आम कहीपर बा सठिक जो रुचि रहा आमर व्यवहार रहा से संबंधी अभिवृद्धि भल भाव आमर घटब अर्थात जो सामाजिक आम कहीपर जो गुणावली गुड़िक रहा मानवीय गुणावली जो रहा आध्यात्मिक गुणावली रहा सौंदर्यात्मक गुणावली जो रहा से प्रकार ज्ञानर उचित विकास घटाइबा हूँ मातृभाषा शिक्षादान ओडिया शिक्षादान गोटे प्रकार लक्ष्य। तापर आसला आवेगिक परिप्रति पिले आवेगिक परिप्रति कौन आमर जो आवेग गुड़िक रहा इमोशंस गुड़ाक रहा से इमोशंस बा आवेग गुड़िकर उचित मात्रा उचित परिमाण विकास घटवा
केमिति आम मानकर विभिन्न प्रकार पिले आवेग रही आम कहूचे स्नेह हो क्षमा हो करुणा हो दया हो ये जो आवेग गुड़िक रहा देश प्रेम हो प्रकृति प्रेम हो जातीयता भाव हो ये जो आवेगीय गुणावली रहा सेटा पिला भितर विकास घटेबा जमी मु प्रकृति विषय वर्णना करी प्रकृति प्रेमर विकास घटेबी मु छात्र मध्य देश प्रेमर दीप को प्रज्वलन करी मु महापुरुष मान विषय पढ़ेगी कौन करी ना से उच्च आदर्शर विकास घटेबी तेणुक आम जो विभिन्न प्रकार गप हो पद्य हो गल्प जो नाटक हो उपन्यास हो आ माध्यम जो शिक्षार्थी मान भीतर जो प्रवृत्ति अच्छी से प्रवृत्ति विभिन्न प्रकार आवेग को सठिक दिगरे सठिक मार्ग में परिचालित करवा मातृभाषा शिक्षादान गोटे प्रकार आम कह कौन ना लक्ष्य तार पिले कौन ना गणतांत्रिक पिलेटा मूल्यबोध ठीक अच्छे मूल्यबोध एटा टिके तुम मानकर पिले गोटे गोटे पॉइंट ये माइक्रोसॉफ्ट जो तार पावर पॉइंट रहा पिले पिले सेठी टाइपिंग करके आसला पर एठी ओपन कला बेलू गोटे गोटे टर्म से सपोर्ट करूनी मु अदर वे भी ओपन करके देखी WPS हो अन्य जो तुम मानकर पीपीटी ओपन करने अच्छी एप्लिकेशन गुड़ाक से उल्टा पुल्टा हो जाऊँगी सब तो ये मूल्यबोध एपटे ठीकटा अच्छी एठी देखला बेलू ओपन होला बेलू ल तले ज हो जाइए तो तुम मैंने युवाक टिके टिके एडजस्ट करदेव ठीक है पिले मूल्यबोध गणतांत्रिक मूल्यबोधर आउ गोटे पिले पॉइंट रही जाइए 5 नंबर संस्कृति और ऐतिह्यर संरक्षण संस्कृति और ऐतिह्यर संरक्षण करवा आमर जो ओडिया संस्कृति अच्छी आमर जो गौरवमय संस्कृति अच्छी आमर जो पूर्व वंशधर मान अच्छा आमर जो ऐतिह्य अच्छी से ऐतिह्य संबंध में आम मोहनीय प्रतिभा संबंध में मोहनीय राज्य संबंध में पिला मानू आम अवगत कराइबा सेटा हूँ आमर कौन मातृभाषा शिक्षादान गोटे प्रकार लक्ष्य तार आसला गणतांत्रिक मूल्यबोधर विकास गणतांत्रिक मूल्यबोध कौन आम भारत हूँ पृथ्वीर सर्वबृहत गणतांत्रिक राष्ट्र पिले सबुठारु बड़ गणतांत्रिक राष्ट्र आम कहूचे जोठी समानतार कथा कहूचे न्यायर कथा कहूचे स्वाधीनतार कथा कहूचे भातृभावर कथा कहूचे मूल्यबोधर कथा कहूचे तेणुक आमे जो आमर पिला मान रहिले से मानकु आमे सचेतन करवा गणतांत्रिक जो आदर्श गुड़िक रहा गणतांत्रिक जो मूल्यबोध रहा से संबंध में सृजनशीलतार परिप्रकाश पिले सृजनशीलता आम कौन कहे पिले जो क्रिएटिविटी रहा जिते पिला गल्प पढ़ विभिन्न प्रकार कविता पढ़ विभिन्न प्रकार प्रबंध पढ़ उपन्यास पढ़ नाटक पढ़ ताहले कौन ना निजे मध्य से संबंधी रचना करने ता भितर आग्रह सृष्टि हम क्रिएटिविटी कथा कहले सृजनशीलता कथा कहले आम बुझे किसी नूतन कर गढ़ी तोड़ा किसी भिन्न करवा ओरिजिनालिटी आम कथा कहूचे यूनिकनेस मेकिंग समथिंग ऑड मैन आउट कथा कहूचे तेणुक पिले जो विभिन्न प्रकार साहित्यर विषय वस्तु संबंध ज्ञान अर्जन कर आम गोटे लक्ष्य रखुचे पिला नूतन करी किछि काव्य कविता साहित्य आदि सृष्टि कर जातीय और आंतर्जातिक मूल्यबोधर विकास पिले जातीयतार विकास आम कहूचे आम समस्ते भाई भौणी आम समस्ते वसुधैव कुटुंबकम कथा आम पढ़ुचे ना पढ़ुने आम विभिन्न प्रकार माने जो आम जातीय सहंती को केमिति प्रज्वलित करवा केमिति देश प्रेम को पिला मान भीतर प्रज्वलित करवा से साहित्यर जो विभिन्न लेखनी रहा तार प्रयोग कर पिला मान भीतर जो आम कहीपर गोटे प्रकार जातीयतार मनोभाव आम ओडिया बहुत सारा पिले कविता अच्छे जो कविता मध्य गोटे आम हृदयटा प्रकम्पित हो जाए मधुसूदन दासकर जो कविता पिले उठरे उठरे उत्कल सन्तान उठिबु तू केते दिने पूर्व गौरव पूर्व साहस पढ़ब कि केबे मने ये जो कविता गुड़ाक पिले ये कविता गुड़िक शुणिले पिला मान भीतर जातीय सहंती आ जातीय जो भावना रहा बा जातीय एकता रहा से गुड़ाक भल भाव विकास घटे तेणुक मातृभाषा शिक्षादान आम कहीपर गोटे आमर कौन लक्ष्य रहा उचित लक्ष्य कि पिला मान भितर आमर जो जातीय ऐक्य स्वदेश प्रेम बा देश प्रेम आंतर्जातिक सद्भाव आंतर्जातिक शांति से भली गुणावलीर विकास घटेबा तुम्हें गोदावरी महापात्र कविता पे देखुन उठ कंकाल छिड़ु शुंखल जागद्रुबल आज उद्गत गौरव हृत गौरव मृत गौरव राजी से जो कविता गुड़िक शुणिले तुम भीतर जमी रक्तटा पूरा गरम हो आमर संस्कृति आमर जो ऐतिह्य कि आम अन्य मानक सम्मान दबा बड़ मानक सम्मान दबा स्नेह करवा माँ बापा ये जो जिनस गुड़िक आम कवितार ही प्रतिफलित हुए एना तुमको कहली ना बस बहुत सारा कविता मुझे तुमको कहूबी जे नंदकिशोर बड़ंकर पल्ली कवि नंदकिशोर बड़ंकर मातृस्नेह समकी अच्छी
ସଂସାରେ ଅଟେ ତା ସ୍ୱରଗ ସୁଧା ଅନନ୍ତ ଅକ୍ଷୟ ଅମୃତ ଭଣ୍ଡାର ପାନେ ନ ମେଣ୍ଟଇ କ୍ଷୁଧା। ଆମେ ଆମେ ମାର ସ୍ନେହର କଥା ଏଠି କେମିତି ସୁନ୍ଦର ଭାବରେ ବର୍ଣ୍ଣନା ହେଉଛି ପିଲା ଭିତରେ କ'ଣ ବିକାଶ ଘଟିବ। ତୁମେ ଆଙ୍କର ପଢ଼ କୁନ୍ତଳା କୁମାରୀ ସାବତଙ୍କର ସାନ ହୁଏ ବଡ଼ ଭଙ୍ଗା ହୁଏ ଦଢ଼ ପଛ ଲୋକ ହୁଏ ଆଗ ସେଥିପାଇଁ ସଦା ସାନ ମଣି ଆପେ ଲୋଡ଼ୁଥିବ ପଛ ଭାଗ। ଯେତିକି ଯେତିକି ଦୁଃଖ ଦେଉଥିବ ସେତିକି କୁଣ୍ଡାଇ ଧରିବି ହେ ଯେତିକି ଦୂରକୁ ଘୁଞ୍ଚି ଯାଉଥିବ ପଛେ ପଛେ ଅନୁସରିବି ହେ। ଏଇଟା ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଗୋଟେ ଲେଖା। ସେଭଳି ଭାବରେ ବହୁତ ଲେଖା ଅଛି ପିଲେ, ମୁଁ ତୁମମାନଙ୍କୁ କହିଲେ ବହୁତ ସାରା କହୁଥିବି ଯେଉଁଟାକି ପିଲାଙ୍କ ଭିତରେ ଜାତୀୟତାର ଭାବ ବା ଦେଶ ପ୍ରୀତି ସ୍ୱଦେଶ ପ୍ରୀତିର ଭାବନାକୁ ସୃଷ୍ଟି କରେ। ତାପରେ ଆସିଲା ତୁମମାନଙ୍କର ପିଲେ କ'ଣ ନା ସୌନ୍ଦର୍ଯ୍ୟାତ୍ମକ ମୂଲ୍ୟବୋଧର ବିକାଶ। ଆମେ କହୁଛେ ଯେଉଁ ଆସ୍ଥେଟିକ୍ ସେନ୍ସ ଗୁଡ଼ାକ ରହିଲା ବା ବିୟୁଟିନେସ୍ ରହିଲା ସେଇ ଗୁଣାବଳୀର ବିକାଶ ଘଟିବ। ତୁମେ ଦେଖ ପିଲେ ଚିଲିକାର କୋଉଭଳି ଭାବରେ ବର୍ଣ୍ଣନା, ଆମ କୋଣାର୍କର କୋଉଭଳି ଭାବରେ ବର୍ଣ୍ଣନା, ତ ବିଭିନ୍ନ ପ୍ରକାର ଯେଉଁ ଆମର ଆମେ କହିପାରିବା କାରୁକାର୍ଯ୍ୟ ଚିତ୍ରକଳା ତାର ଯେଉଁ ବର୍ଣ୍ଣନା କରାଯାଉଛି ବିଭିନ୍ନ ପ୍ରକାର କବିତା ମାଧ୍ୟମରେ, ତା ମାଧ୍ୟମରେ ପିଲାମାନଙ୍କ ଭିତରେ ଗୋଟେ ସୌନ୍ଦର୍ଯ୍ୟାତ୍ମକ ମୂଲ୍ୟବୋଧ ବା ଆସ୍ଥେଟିକ୍ ଆମେ କହିପାରିବା ଭ୍ୟାଲ୍ୟୁସ୍ର ଡେଭଲପମେଣ୍ଟ ଘଟିବ। ତ କ'ଣ କ'ଣ ପିଲେ ମାତୃଭାଷା ଶିକ୍ଷାଦାନର ଲକ୍ଷ୍ୟ ରହିଲା ଆମର ନା ପିଲା ଭାଷା ବ୍ୟବହାରର ଯେଉଁ କୌଶଳ ଗୁଡ଼ିକ ରହିଲା ସକପଲି ଆମେ କହୁଛେ ଶ୍ରବଣ କଥନ ପଠନ ଆଉ ଲିଖନ ସେଇ ଗୁଣାବଳୀର ବିକାଶ କରାଇବା। ବିଷୟବସ୍ତୁ ରହିଲା ସେଇ ବିଷୟବସ୍ତୁର ଯେଉଁ ଆମେ କହିବା ବିଭିନ୍ନ ବିଭାଗ, ଭାଷାର ବିଭିନ୍ନ ବିଭାଗ, ଗ୍ରାମାରର ବା ବ୍ୟାକରଣର ବିଭିନ୍ନ ବିଭାଗ ସହିତ ପିଲାକୁ ପରିଚିତ କରାଇବା। ତାର ଯେଉଁ ମାର୍ଜିତ ରୁଚି ଉଚିତ ରୁଚି ସଠିକ୍ ରୁଚି ମାନବୀୟ ରୁଚିର ବିକାଶ କରିବା। ଆବେଗିକ ପରିପୂର୍ତ୍ତି ତାର ଯେଉଁ ଆବେଗିକ ବା ଇମୋସନାଲ ଡେଭଲପମେଣ୍ଟ ପ୍ରପର ଭାବରେ କରିପାରିବା। ସଂସ୍କୃତି ଐତିହ୍ୟର ସଂରକ୍ଷଣ, ଆମର ଯେଉଁ ସଂସ୍କୃତି ଅଛି ଐତିହ୍ୟ ଅଛି ପରମ୍ପରା ଅଛି ତାର ସଂରକ୍ଷଣ କରିବା। ଗଣତାନ୍ତ୍ରିକ ମୂଲ୍ୟବୋଧର ବିକାଶ, ଯେଉଁ ଡେମୋକ୍ରାଟିକ୍ ଭ୍ୟାଲ୍ୟୁଜ୍ ଗୁଡ଼ାକ ଅଛି ସେଇ ଗଣତାନ୍ତ୍ରିକ ମୂଲ୍ୟବୋଧ ପିଲା ଭିତରେ ପରିପ୍ରକାଶ କେମିତି ହେଇପାରିବ ସେଇ ସମ୍ବନ୍ଧରେ ଆମେ ଚେଷ୍ଟା କରିବା। ସୃଜନଶୀଳତାର ପରିପ୍ରକାଶ, ପିଲା କିଭଳି ଭାବରେ ନିଜର ଗୁଣାବଳୀକୁ ନିଜର ସ୍ୱତନ୍ତ୍ରତାକୁ ଅନ୍ୟ ଆଗରେ ପରିପ୍ରକାଶ କରିପାରିବ ସାହିତ୍ୟର ଲେଖନୀ ମାଧ୍ୟମରେ ସେଥିପାଇଁ ପ୍ରଚେଷ୍ଟା କରିବା। ଜାତୀୟ ଏବଂ ଆନ୍ତର୍ଜାତିକ ମୂଲ୍ୟବୋଧର ବିକାଶ, ବିଭିନ୍ନ କବିତା ଗଳ୍ପ ଏକାଙ୍କିକା ନାଟକ ମାଧ୍ୟମରେ ଆମ ସଂସ୍କୃତି ଆମ ଐତିହ୍ୟ ଆମ ପରମ୍ପରା ଆନ୍ତର୍ଜାତିକ ସଦ୍ଭାବ ବିଶ୍ୱ ଭାତୃତ୍ୱ ଆମେ କହିପାରିବା ଆମେ ହେଉଛେ ବିଶ୍ୱ ଶାନ୍ତିର ପ୍ରତିଷ୍ଠାର ପ୍ରତୀକ, ଏହି ସମ୍ବନ୍ଧରେ ପିଲାମାନଙ୍କୁ କ'ଣ କରିବା ଅବଗତ କରାଇବା, ପିଲାମାନଙ୍କ ଭିତରେ ଏହି ଗୁଣାବଳୀର ବିକାଶ ଘଟିବା। ସେଭଳି ଭାବରେ ସୌନ୍ଦର୍ଯ୍ୟାତ୍ମକ ମୂଲ୍ୟବୋଧ ଯେଉଁ ରହିଲା ବିଭିନ୍ନ କାରୁକାର୍ଯ୍ୟ ବିଭିନ୍ନ ଚିତ୍ରଶିଳ୍ପ ମାଧ୍ୟମରେ ପିଲାମାନଙ୍କୁ ଅବଗତ କରାଇବା। ଅଧିଗ୍ରହଣ ମନୋବିଜ୍ଞାନ ପିଲେ ଆକ୍ୱିଜିସନ ସାଇକୋଲୋଜି ପିଲେ ଅଧିଗ୍ରହଣ ମନୋବିଜ୍ଞାନ ଏଟା ତମମାନଙ୍କର ବହୁତ ଇମ୍ପୋର୍ଟାଣ୍ଟ ବା ଗୁରୁତ୍ୱପୂର୍ଣ୍ଣ, ଭଲସେ ଆକୁ ବୁଝ ପିଲେ। ଦିଟା ଜିନିଷ ଆମେ କହୁଛେ ତମେ ସବୁବେଳେ ଦେଖିବ, ଗୋଟେ ଆମେ କହୁଛେ ଭାଷା ଭାଷା ଶିକ୍ଷଣ ଆଉ ଗୋଟେ କହୁଛେ ଭାଷା ଅଧିଗ୍ରହଣ। ଭାଷା ଶିକ୍ଷଣ ଆମେ କ'ଣ କହୁଛେ ନା ଲାଙ୍ଗୁଏଜ ଲର୍ଣ୍ଣିଂ, ଆଉ ଭାଷା ଅଧିଗ୍ରହଣ ଆମେ କ'ଣ କହୁଛେ ନା ଲାଙ୍ଗୁଏଜ ଆକ୍ୱିଜିସନ। ଭାଷା ଶିକ୍ଷଣ ବା ଲାଙ୍ଗୁଏଜ ଲର୍ଣ୍ଣିଂ କଥା ଆମେ କହୁଛେ ସାର୍, ଭାଷାକୁ ଆମେ କେତେବେଳେ ଶିଖିଥାଉ, ଭାଷା ଶିକ୍ଷଣ କହିଲେ କ'ଣ ବୁଝୁଛେ, ଲାଙ୍ଗୁଏଜ ଆକ୍ୱିଜିସନ ବା ଭାଷା ଅଧିଗ୍ରହଣ କହିଲେ ଆମେ କ'ଣ ବୁଝୁଛେ, ଆଙ୍କ ଭିତରେ କ'ଣ ଡିଫରେନ୍ସ ଅଛି। ତୁମେ କୁହ ଯେତେବେଳେ ପିଲାଟେ ଜନ୍ମ ହଉଛି, ଜନ୍ମ ହେବା ପରେ ସିଏ ତାର ବାପା ମାଙ୍କ କଥାକୁ ଶୁଣୁଛି, ତାର ଭାଇ ଭଉଣୀ ତାର ଆତ୍ମୀୟ ସ୍ୱଜନ ତାର ସାଙ୍ଗସାଥି ମାନଙ୍କ ସହିତ ଖେଳୁଛି ବୁଲୁଛି, ଅନେକ ଜିନିଷ ତାର କହିପାରିବା ଅନକନସିୟସଲି ବା ସବକନସିୟସଲି ନେଚୁରାଲ ୱେରେ ସେ ବହୁତ ଜିନିଷ ଶିଖି ଯାଉଛି ବୁଝି ଯାଉଛି। ଅର୍ଥାତ୍ ସ୍କୁଲକୁ ଯିବା ପୂର୍ବରୁ ଗୋଟେ ଫର୍ମାଲ ସିଷ୍ଟମେଟିକ ପ୍ରାକ୍ଟିସ ଲର୍ଣ୍ଣିଂ କରିବା ପୂର୍ବରୁ, ବୁକ୍ କୁ ଫଲୋ କରିବା ପୂର୍ବରୁ, ରୁଲ୍ସ ରେଗୁଲେସନ୍ସ କୁ ଜାଣିବା ପୂର୍ବରୁ ସେ ଭାଷାକୁ କହିପାରେ, ଅନ୍ୟର ଭାବକୁ ବୁଝିପାରେ ଏବଂ ବିଭିନ୍ନ ପ୍ରକାର ଶବ୍ଦ ଗୁଡ଼ିକର ମଧ୍ୟ ବ୍ୟବହାର କରିପାରେ। ଏଇ ଯୋଉ ପ୍ରକ୍ରିୟାଟାକୁ ଲାଙ୍ଗୁଏଜ ଆକ୍ୱିଜିସନ, ଅର୍ଥାତ୍ ଯୋଉ ଉପାୟରେ ପିଲା ସ୍ୱାଭାବିକ ଭାବରେ ପିଲା ଅବଚେତନ ଭାବରେ ପିଲା ନେଚୁରାଲି ବା ଆମେ ପିଲା କହିବା ସବକନସିୟସଲି କୌଣସି ଫର୍ମାଲ ପ୍ରାକ୍ଟିସ ବିନା ସ୍କୁଲ କଲେଜକୁ ଯିବା ପୂର୍ବରୁ, ଗୋଟେ ରୁଲ୍ସ ରେଗୁଲେସନ୍ସକୁ ଜାଣିବା ପୂର୍ବରୁ, ବୁକ୍ କୁ ଫଲୋ କରିବା ପୂର୍ବରୁ ଭାଷାକୁ ଶିଖିବା ସହିତ ବ୍ୟବହାର କରିଥାଏ ବା ଭାଷାକୁ ଗ୍ରହଣ କରିବା ସହିତ ବ୍ୟବହାର କରିଥାଏ, ସେଟାକୁ ଆମେ ଅଧିଗ୍ରହଣ କହିଥାଉ। ଏଥିପାଇଁ ତାକୁ କୌଣସି ଜାଗାରେ ଆମେ କହିବା ଫର୍ମାଲ ଟ୍ରେନିଂ ଆମେ ବା ସ୍କୁଲ କଲେଜ ହଉ ରୁଲ୍ସ ରେଗୁଲେସନ୍ସ କ'ଣ କେହି କିଛି ଶିଖିନଥାନ୍ତି, ସେ ଅନ୍ୟଠାରୁ ଶୁଣେ ବୁଝେ ଏବଂ ନିଜେ ତାକୁ ବ୍ୟବହାର କରେ। ତେଣୁକରି ଭାଷା ଅଧିଗ୍ରହଣ ହଉଛି ପିଲେ କ'ଣ ନା ଇଏ ହଉଛି ଗୋଟେ ସ୍ୱାଭାବିକ ଏବଂ ଅବଚେତନ ପ୍ରକ୍ରିୟା। ଏଥିପାଇଁ ଆମେ କହିପାରିବା ଇଟ୍ ଇଜ ଏ ନ୍ୟାଚୁରାଲ ଆଣ୍ଡ ସବକନସିୟସ ପ୍ରୋସେସ
जो थे कि पिला कौन करे स्वाभाविक भाव से परिवेश इंटराक्शन करे शुणे बहुत जिनस को शिखी थाए और व्यवहार करें ये स्वाभाविक अवचेतन प्रक्रिया जहाँ द्वारा मनुष्य भाषा को बुझे कुहे एवं ताकू व्यवहार करने को शिखी थाए ये साधारणतः आद्य बाल्य अवस्था आम कहे जन्मरू 6-7 वर्ष भितर भाषा को सी अधिग्रहण करें भाषा को सी ग्रहण करें जमीक तार मातृभाषा आम कहे जो तार नेटिव लैंग्वेज रहा तार मातृभाषा रहा तार फास्ट लैंग्वेज रहा पिला भाषा को अधिग्रहण को भाषा को अधिग्रहण करता है तार फास्ट लैंग्वेज को तार मातृभाषा को तार प्रथम भाषा को से ग्रहण करें अधिग्रहण करें यदि इंग्लिश आम कह सेकेंड लैंग्वेज आम ओडिया पे कहूँ सेकेंड लैंग्वेज इंग्लिश को सी एक्वायर करे ना अधिग्रहण करना थाए इंग्लिश को सी लर्न करे शिखी थाए से भाषा शिक्षण कथा कहवा भाषा अधिग्रहण कौन ना तार जो प्रथम भाषा रहा जोटा कि स्वाभाविक भाव में तार माँ ठार बापा ठार परिवार शुणी थाए अनकनसीयसली से जिन से व्यवहार करने को लगे सी जान था मतलब फॉर्माली मुझे शिखुची बोली तो सेटा सी कहले अनकनसीयसली सबकनसीयसली अवचेतन भाव में अचेतन भाव में से जिन से जानी थाए बुझी थाए और व्यवहार करें तेणुक यहाँ हूँ आद्य बाल्य अवस्था घटी थाए एथिपाई कोनोसी औपचारिक शिक्षा बा कोनोसी फॉर्मल ट्रेनिंग बा फॉर्मल स्कूल बा फॉर्मल प्रैक्टिस रो आवश्यकता पड़ी न थाए बा ता पूर्वरु से भाषार व्यवहार करता है भाषा को शिखी थाए भाषा को कही थाए ठीक है केतटा फीचर्स रहला पहले तुम मन रख कि हूँ नेचुरल एंड अनकनसीयस प्रोसेस ये पिला जन्म होला परे ता परिवेश से स्वाभाविक भाव में नेचुरल वे रे शिखी जाए कारण तुम चम्स्की कौन कहते पिले का पिला भितर गोटे नेचुरल एबिलिटी गोटे इनेट एबिलिटी थाए जो इनेट एबिलिटी कौन करे हेल्प करे लैंग्वेज को लर्न करने गोटे लैंग्वेज एक्विजिशन डिवाइस बा गोटे एलएडी थाए जो लैंग्वेज एक्विजिशन डिवाइस टा बा इनवायरमेंटल कैपेबिलिटी लैंग्वेज को लर्न करिवार हेल्पफुल हुए बहुत सारा थ्योरी अच्छी लैंग्वेज एक्विजिशन को आधार करी जमी तुम नेटिविस्ट थ्योरी आम कहूचे नॉम चॉम्स्की बीब्रिस्टिक थ्योरी आम कहूचे बीएफ स्किनर सी कहते लैंग्वेज टा आम अन्य को इमिटेशन करी रिपीटेशन करी रिइनफोर्समेंट करके तुम लर्न करथाय पिला सोशल इंटरेक्शनिस्ट थ्योरी आम कहूचे भाइगोर्सिंगर कॉग्निटिव थ्योरी आम कहूचे पियाजेंकर किंतु सबुठ फेमस है तुम नेटिविस्ट थ्योरी नॉम चॉम्स्की जोटा कि आम आगु टिके गले बुझा तुमको कहीदेवी किंतु तुम बुझी था भाषा हूँ गोटे स्वाभाविक बा नेचुरल प्रोसेस गोटे नेचुरल आउ सबकॉन्शियस प्रोसेस कहूँ भाषा हूँ अधिग्रहण करुच्ची भाषा अधिग्रहण हूँ गोटे नेचुरल प्रोसेस ये साधारणतः आम कहीपर जन्मर आद्य अवस्था आद्य बाल्य अवस्था दिखाई थाए कि कारण परवर्ती समय जो स्कूल कॉलेज को जाए से भाषा को शिखा आरंभ करे कारण से जाने कि तार रूल कौन रेगुलेशन कौन मुझे कौटा को व्यवहार करी कौटा व्यवहार करी जो जिनटा से ग्रहण करे से भाषा शिक्षण आसीज भाषा अधिग्रहण आम कह ना तेणुक भाषा अधिग्रहण निमंते कौन औपचारिक शिक्षार आवश्यकता पड़ी न थाए कौन फॉर्मल प्रैक्टिस सिस्टमेटिक प्रैक्टिस रूल्स रेगुलेशंस बुक लर्निंग आवश्यकता पड़ी न थाए जो शिशु तार प्रथम भाषा को शिखी थाए जो शिशु तार मातृभाषा को शिखी थाए से समय आम कहूँ भाषार अधिग्रहण होता है सो भाषा अधिग्रहण बेले आम कह शिशु तार प्रथम भाषा मातृभाषा को जानी थाए तो कौन कौन तुम मन रख भाषा अधिग्रहण पिले भाषा अधिग्रहण हूँ गोटे स्वाभाविक प्रक्रिया ये हूँ गोटे अवचेतन प्रक्रिया ये हूँ आद्य बाल्य अवस्था घटी थाए एथपाई कौन औपचारिक शिक्षार दरकार पड़ न थाए शिशु तार मातृभाषा प्रथम भाषा शिखी थाए से समय कौन करए ना भाषा अधिग्रहण कथा आम कही तो टिके तुम मन रखी दियो गोटे कनसेप्ट तुम लैंग्वेज एक्विजिशन भाषा अधिग्रहण तुम मन रही सर ये हूँ गोटे स्वाभाविक प्रक्रिया स्वाभाविक भाव में नेचुराल भाव में पिला जो जन्म होची तार परिवेश से भाव विनिमय करुच्ची शुणुची तार जो अंतर्निहित आम कह गुणावली अच्छी हेल्प करुच्ची लैंग्वेज को जानापी बुझापी भाषा को भल भाव में ये हूँ गोटे अवचेतन प्रक्रिया ये हूँ गोटे सबकनसीयस प्रोसेस मु कनसीयसली पिला जन्म हो जानूनी भाषा को शिखुची जानूची से शुणुची देखुची ऑब्जर्व करुच्ची एवं से भाषा कहवाक लगुच बुझाक लगुच तो यहाँ तार कनसीयसली मु कनसीयसली लर्न करुच्ची इंग्लिशटा केମିତି कहबी फ्रेंच हम केମିତି कहबी मु केମିତି चाइनार भाषाटा केମିତି कहबी तेणुक जो प्रथम भाषा आम कहूचे से कनसीयसली एत एफर्ट दे न था प्राथमिक अवस्था तो ये हूँ गोटे अवचेतन प्रक्रिया हूँ कौन ना लैंग्वेज एक्विजिशन भाषा अधिग्रहण तो व्याकरण नियम को आम ये गुरुत्वारोप कर न था व्याकरण नीति नियम को आम कारण ये गुरुत्व भाषा को बुझी कहवा तो ये मोर फोकस कौन अंडरस्टैंडिंग भाषा को केମିତି बुझीपारि और कहीपरि तेणुक ये व्याकरण नीति नियम कौन रूल्स रेगुलेशंस को आम गुरुत्वारोप कर न था
ଏବଂ ଏଠି କୋଉ ସମୟରେ ଦେଖାଯାଏ ଆଦ୍ୟ ବାଲ୍ୟ ଅବସ୍ଥା କଥା ଆମେ କହୁଛେ। ଏଥିରେ ଆମେ ଯେତେବେଳେ ପରବର୍ତ୍ତୀ ବା ଯେତେବେଳେ ଲେଟର ଚାଇଲ୍ଡହୁଡକୁ ଯାଉଛେ, ସ୍କୁଲକୁ ଯାଉଛେ, ସେତେବେଳେ ଆମେ ଲାଙ୍ଗୁଏଜକୁ ଲର୍ନ କରିବା ଆରମ୍ଭ କରିଥାଉ ବା ଲାଙ୍ଗୁଏଜକୁ ଭାଷାକୁ ଶିଖିବାକୁ ଆରମ୍ଭ କରିଥାଉ। କିନ୍ତୁ ଭାଷା ଅଧିଗ୍ରହଣଟା ଏଠି ଆଦ୍ୟ ବାଲ୍ୟ ଅବସ୍ଥାରେ ବାସ୍ତବିକ ଭାବରେ ଦେଖାଇଥାଏ। ଏବଂ ଏଇଟା ତୁମମାନଙ୍କର ଫାଷ୍ଟ ଲାଙ୍ଗୁଏଜ ସହିତ ଜଡିତ, କାରଣ ପିଲା ଯେତେବେଳେ ଭାଷାକୁ ଅଧିଗ୍ରହଣ କରେ ସେତେବେଳେ ସେ ତାର ପ୍ରଥମ ଭାଷା ବା ମାତୃଭାଷାକୁ ହିଁ ଶିଖିଥାଏ। ଏବଂ ଏଥିରେ କାହାକୁ ଗୁରୁତ୍ୱାରୋପ କରାଯାଏ ନା ଯୋଗାଯୋଗ ଉପରେ ଗୁରୁତ୍ୱାରୋପ କରାଯାଏ। ଏଇଟାକୁ ବୁଝିବା ଉପରେ ଗୁରୁତ୍ୱାରୋପ କରାଯାଏ କି ପିଲା କେମିତି ଭାଷାକୁ ବୁଝିବ ଏବଂ ଭାଷାକୁ ବ୍ୟବହାର କରି ସେ ତାର ଭାବକୁ ବିନିମୟ କରିବ। ଏଠି ଆମେ କହିପାରିବା ପୁରା ରୁଲସ ରେଗୁଲେସନ୍ସକୁ ଜାଣିବ, ତାକୁ ଭଲ ଭାବରେ ପ୍ରୟୋଗ କରିବ, ତା ଉପରେ ଗୁରୁତ୍ୱାରୋପ କରାଯାଏ ନାହିଁ। ଏଠି କେବଳ ଭାଷାକୁ ସେ କେମିତି ବୁଝିପାରି ଯୋଗାଯୋଗ କରିପାରିବ, ନିଜର ଭାବକୁ ବିନିମୟ କରିପାରିବ ଗ୍ରହଣରେ। ଏବଂ ବାସ୍ତବ ଜୀବନ ପରିସ୍ଥିତିରେ ଘଟିଥାଏ, ଗୋଟେ ରିଏଲ ଏନଭାରମେଣ୍ଟରେ ଆମେ କହୁଛେ ବା ଗୋଟେ ରିଏଲ ଲାଇଫ ସିଚୁଏସନରେ ତୁମେ ଦେଖୁଛ। ମୁଁ ତମମାନଙ୍କୁ ଏକ୍ସାମ୍ପଲ ଦଉଥିଲି ଗୋଟେ ପ୍ଲେ ଗ୍ରାଉଣ୍ଡ ହଉ ବା ଯେତେବେଳେ ପିଲା ଖେଳୁଛି, ପିଲା ତାର ଆତ୍ମୀୟ ସ୍ୱଜନ, ତାର ପରିବାର ହଉ, ହୋମ ହଉ, ଡେଲି ଲାଇଫ ହଉ, ଏଇ ପରିସ୍ଥିତିରେ ସିଏ ତାର ଇଣ୍ଟରାକ୍ସନ ମାଧ୍ୟମରେ ବା ମିନିଂଫୁଲ ୱେରେ ସେ କଣ କରିଥାଏ, ଭାଷାକୁ ଶିଖିଥାଏ, ବୁଝିଥାଏ ଏବଂ ତାକୁ ବ୍ୟବହାର କରିଥାଏ। କୌଣସି ଶିକ୍ଷାର ଆବଶ୍ୟକତା ପଡିନଥାଏ। ଯୋଉଟାକୁ ଆମେ କହୁଛେ ଏଜୁକେସନର କଥା କହୁଛେ, ଔପଚାରିକ, ଅନୌପଚାରିକ, ଅଣଆନୁଷ୍ଠାନିକ, ସ୍କୁଲ, କଲେଜ, ସିଷ୍ଟମେଟିକ ୱେ, କରିକୁଲମ, ଟ୍ରେନ, ଟିଚର, ଆର ଆବଶ୍ୟକତା ପଡିନଥାଏ। ସେ ସ୍ୱାଭାବିକ ଭାବରେ ପରିବେଶରୁ ବା ଏନଭାରମେଣ୍ଟରୁ ସେ ଶିଖିଥାଏ। ଠିକ ହେଲା ପିଲେ? ତ ଲାଙ୍ଗୁଏଜ ଆକ୍ୱିଜିସନ ହେଲା ଗୋଟେ ସ୍ୱାଭାବିକ ପ୍ରକ୍ରିୟା, ନ୍ୟାଚୁରାଲ ପ୍ରୋସେସ। ଇଏ ହଉଛି ଗୋଟେ ସବକନସିୟସ ପ୍ରୋସେସ, ଅବଚେତନ ପ୍ରକ୍ରିୟା। କେହି କେହି ଏହାକୁ ଅନକନସିୟସ ପ୍ରୋସେସ ମଧ୍ୟ କହନ୍ତି। ଏଥିରେ ଗ୍ରାମାଟିକାଲ ରୁଲ୍ସ ରେଗୁଲେସନ୍ସ ବା ବ୍ୟାକରଣ ନିୟମକୁ ଗୁରୁତ୍ୱାରୋପ କରାଯାଏ ନାହିଁ। ଏଇଟା ଆଦ୍ୟ ବାଲ୍ୟ ଅବସ୍ଥାରେ ଦେଖା ହେଇଥାଏ। ପ୍ରଥମ ଭାଷା ବା ମାତୃଭାଷାର ଶିକ୍ଷଣ ସହିତ ଏଇଟା ଜଡିତ, ବା ମାତୃଭାଷାକୁ ପିଲା ପ୍ରଥମେ ବୁଝିଥାଏ, ତାକୁ ବ୍ୟବହାର କରିଥାଏ ଅଧିଗ୍ରହଣ ମାଧ୍ୟମରେ। ଏବଂ ଏଠି ବୁଝିବା ଏବଂ ଯୋଗାଯୋଗ କରିବା ଗୁରୁତ୍ୱାରୋପ କରାଯାଏ। ଏବଂ ଏଇଟା ଗୋଟେ ରିଏଲ ଲାଇଫରେ ଆମେ କହୁଛେ ବାସ୍ତବ ଜୀବନ ପରିସ୍ଥିତିରେ ଘଟିଥାଏ, ଯୋଉଟା କି ଔପଚାରିକ ଶିକ୍ଷାର କୌଣସି ଆବଶ୍ୟକତା ପଡି ନଥାଏ। ଏଠି ଅନୌପଚାରିକ ଶିକ୍ଷା ମାଧ୍ୟମରେ, ଅନୌପଚାରିକ ନା ସେ ସାଥୀ ଖେଳ ପଡିଆ, ଟିଭି, ବିଭିନ୍ନ ପ୍ରକାରର ମାଧ୍ୟମ ମାଧ୍ୟମରେ ସେ କଣ କରିଥାଏ, ଭାଷାକୁ ବୁଝିଥାଏ, ପ୍ରୟୋଗ କରିଥାଏ। ଏଇଟା ହେଲା ଭାଷା ଅଧିଗ୍ରହଣ। ତାହେଲେ ସାର୍ ଭାଷା ଶିକ୍ଷଣ କଣ ଆମେ ଆଗକୁ ଜାଣିବା। କିନ୍ତୁ ଆମେ ଗୋଟିଏ ପଏଣ୍ଟ ଜାଣିଥାଉ, ନେଟିଭିଷ୍ଟ ଥିଓରି ବା ନେଟିଭିଷ୍ଟ ସିଦ୍ଧାନ୍ତ ଆମେ କହୁଛେ ତମାନଙ୍କର, ବା ନେଟିଭିଷ୍ଟ ତତ୍ତ୍ୱ ଆମେ କହୁଛେ। ସାର୍ ବହୁତ ସାରା ଥିଓରିଜ ଅଛି ଲାଙ୍ଗୁଏଜ ଆକ୍ୱିଜିସନର, କିନ୍ତୁ ନେଟିଭିଷ୍ଟ ଥିଓରିଟା ଆପଣ କାହିଁକି କହିଲେ, କାରଣ ଏଇଟା ତମାନଙ୍କର ଇମ୍ପୋର୍ଟାଣ୍ଟ। ନମ ଚମ୍ସ୍କି ପିଲେ ତମାନେ ମନେ ରଖିବ, ତମାନଙ୍କର ନମ ଚମ୍ସ୍କି ପିଲେ ତୁମମାନଙ୍କର ଲାଙ୍ଗୁଏଜ ଆକ୍ୱିଜିସନ ଡିଭାଇସଟାକୁ ପ୍ରପୋଜ କରିଥିଲେ। ତାଙ୍କର ଲାଙ୍ଗୁଏଜ ଆକ୍ୱିଜିସନ ଡିଭାଇସ ବା ଭାଷା ଅଧିଗ୍ରହଣ ଯନ୍ତ୍ର, ମନେ ରଖିବ ଏଇଟା, ଭାଷା ଅଧିଗ୍ରହଣ ଯନ୍ତ୍ର ବା ଲାଙ୍ଗୁଏଜ ଆକ୍ୱିଜିସନ ଡିଭାଇସ। ଲାଙ୍ଗୁଏଜ ଆକ୍ୱିଜିସନ ଡିଭାଇସରେ ସେ କଣ କହୁଛନ୍ତି ନା ଏଇଟା ହଉଛି ଗୋଟେ ଇନବର୍ନ ମେଣ୍ଟାଲ କାପାସିଟି ହ୍ୱିଚ ହେଲ୍ପସ ଇଣ୍ଡିଭିଜୁଆଲ ଟୁ ଲର୍ନ ଲାଙ୍ଗୁଏଜ। ମଣିଷ ଭିତରେ ଗୋଟେ ଇନେଟ ଆବିଲିଟି ବା କାପାସିଟି ଅଛି, ଯୋଉଟାକୁ ସେ କହୁଛନ୍ତି ଲାଙ୍ଗୁଏଜ ଆକ୍ୱିଜିସନ ଡିଭାଇସ ଅଛି ବା ଭାଷା ଅଧିଗ୍ରହଣ ଯନ୍ତ୍ରଟେ ଅଛି, ଯୋଉଟା କି ଅନ୍ତର୍ନିହିତ ମାନସିକ ପ୍ରଣାଳୀ, ଯାହାକି ଶିଶୁମାନଙ୍କୁ ସ୍ୱାଭାବିକ ଭାବରେ ଭାଷାକୁ ଅଧିଗ୍ରହଣ କରିବାରେ ସହଯୋଗ କରିଥାଏ। ନ୍ୟାଚୁରାଲି ପିଲାକୁ କଣ କରେ, ହେଲ୍ପ କରେ ଲାଙ୍ଗୁଏଜକୁ ବୁଝିବା ପାଇଁ, ଲାଙ୍ଗୁଏଜକୁ ଭାଷାକୁ ବ୍ୟବହାର କରିବା ପାଇଁ। ତେଣୁକରି ତାଙ୍କ ଭାଷାରେ କଣ, ଭାଷା ଅଧିଗ୍ରହଣ କରିବା ପାଇଁ ମଣିଷ ଭିତରେ ଏକ ଅନ୍ତର୍ନିହିତ ଦକ୍ଷତା ଅଛି, ବା ଆମେ କହୁଛେ ଗୋଟେ ଇନେଟ ଆବିଲିଟି ରହିଛି। ଯୋଉ ଇନେଟ ଆବିଲିଟି ତାକୁ ହେଲ୍ପ କରୁଛି ଲାଙ୍ଗୁଏଜକୁ ଲର୍ନ କରିବା ପାଇଁ, ବା ଲାଙ୍ଗୁଏଜକୁ ବୁଝିବା ପାଇଁ, ଲାଙ୍ଗୁଏଜକୁ ଆକ୍ୱାର କରିବା ପାଇଁ ବା ଅଧିଗ୍ରହଣ କରିବା ପାଇଁ। ଠିକ ହେଲା? ତ ଏଇଟାକୁ ତମାନେ ମନେ ରଖିବ। ତାଙ୍କର ଆଉ ସାରା କନସେପ୍ଟ ଅଛି, ୟୁନିଭର୍ସାଲ ଗ୍ରାମାର କଥା କହୁଛେ, କିନ୍ତୁ ତମାନେ ମନେ ରଖିଥାଅ ଲାଙ୍ଗୁଏଜ ଆକ୍ୱିଜିସନ ଡିଭାଇସ କଥା, ଯୋଉଥିରେ ସେ କହୁଛନ୍ତି ମଣିଷ ମଧ୍ୟରେ ଗୋଟେ ଲାଙ୍ଗୁଏଜ ବା ଭାଷା ଅଧିଗ୍ରହଣ ଯନ୍ତ୍ର ରହିଥାଏ, ଯୋଉଟା କି ମଣିଷ ଭିତରେ ଥିବା ଅନ୍ତର୍ନିହିତ ଦକ୍ଷତା ବା ମାନସିକ ଦକ୍ଷତା, ଇନେଟ କାପାସିଟି ବା ମେଣ୍ଟାଲ କାପାସିଟି, ଯୋଉଟା କି ଭାଷାକୁ ଅଧିଗ୍ରହଣ କରିବା ପାଇଁ ତାକୁ ସହଯୋଗ କରିଥାଏ। ଭାଷା ଶିକ୍ଷଣ କଣ ଆମେ ଜାଣିଲେ, ଭାଷା ଅଧିଗ୍ରହଣ କଣ, ଭାଷା ଶିକ୍ଷଣ କଣ? ଭାଷା ଶିକ୍ଷଣ ହଉଛି, ଲାଙ୍ଗୁଏଜ ଲର୍ଣ୍ଣିଂ ହଉଛି ଗୋଟେ କନସିୟସ ପ୍ରୋସେସ, ଯୋଉଟା କି ଗୋଟେ ଫର୍ମାଲ ଇନଷ୍ଟିଟ୍ୟୁସନ୍ସରେ ରୁଲ୍ସ ରେଗୁଲେସନ୍ସ ଥ୍ରୋରେ, ଗୋଟେ ସିଷ୍ଟମେଟିକ ୱେରେ, ସିଷ୍ଟମେଟିକ ପ୍ରାକ୍ଟିସ ମାଧ୍ୟମରେ, ବୁକ୍ ଓରିଏଣ୍ଟେଡ ହେଇ ତମମାନଙ୍କୁ ପ୍ରପର ୱେରେ ଫର୍ମାଲ ଇନଷ୍ଟିଟ୍ୟୁସନ୍ସରେ ପଢା ଯାଇଥାଏ, ଶିଖା ଯାଇଥାଏ। ତ ଭାଷା ଶିକ୍ଷଣ କଣ ନା, ଭାଷା ଶିକ୍ଷଣ ହଉଛି ଗୋଟେ ସଚେତନ ପ୍ରୟାସ,
ଯାହାକି ଆନୁଷ୍ଠାନିକ ନିର୍ଦ୍ଦେଶ ଏବଂ ଗଠନମୂଳକ ଆଭିମୁଖ୍ୟ ମାଧ୍ୟମରେ ହୋଇଥାଏ। ଠିକ ହେଲା ପିଲେ, ଆମେ ଏ ହଉଛି ଗୋଟେ କନସିୟସଲି ମୁଁ ଏଇନା ଗୋଟେ ଚାଇନିଜ ଲାଙ୍ଗୁଏଜ ବା ମାଣ୍ଡାରିନ୍ କୁ ଲର୍ନ କରିବି, ମୁଁ ଏଇନା ଗୋଟେ ଫ୍ରେଞ୍ଚ ଲାଙ୍ଗୁଏଜ କୁ ଲର୍ନ କରିବି, ମୁଁ ଏଇନା ଗୋଟେ ଜାପାନର ଲାଙ୍ଗୁଏଜ କୁ ଲର୍ନ କରିବି, ତାହେଲେ ମତେ ଏଠି କନସିୟସଲି ଏଫର୍ଟ ଦବାକୁ ପଡିବ। ମତେ ଗୋଟେ ଆନୁଷ୍ଠାନିକ ନିର୍ଦ୍ଦେଶକୁ ଫଲୋ କରିବାକୁ ପଡିବ, ମତେ ଗୋଟେ ଟେକ୍ସଟ ବୁକ୍ କୁ ଫଲୋ କରିବାକୁ ପଡିବ, ମତେ ସିଷ୍ଟମେଟିକ ପ୍ରାକ୍ଟିସ କରିବାକୁ ପଡିବ, ମତେ ଟିଚର ଠାରୁ ଟ୍ରେନିଂ ନବାକୁ ପଡିବ, ମତେ ଫର୍ମାଲ ଇନଷ୍ଟିଟ୍ୟୁସନ କୁ ଫଲୋ କରିବାକୁ ପଡିବ। ଏଇ ଯୋଉ ଏତେ ଜିନିଷ ଗୁଡାକ କହିଲି, ଏଇ ଜିନିଷ ଗୁଡାକ କାହିଁ କହିଲି? କାରଣ ଯେତେବେଳେ ଭାଷା ଶିକ୍ଷଣ କଥା ଆମେ କହିଲେ, ଏଇ ଭାଷା ଶିକ୍ଷଣଟାରେ ଆମକୁ ଟିଚର ଟ୍ରେନିଂ ର ଆବଶ୍ୟକତା ପଡିଥାଏ, ସିଷ୍ଟମେଟିକ ପ୍ରାକ୍ଟିସ ର ଆବଶ୍ୟକତା ପଡିଥାଏ, ଟେକ୍ସଟ ବୁକ୍ ର ହେଲ୍ପ ର ଆବଶ୍ୟକତା ପଡିଥାଏ, ଫର୍ମାଲ ଇନଷ୍ଟିଟ୍ୟୁସନସ ବା ଅନୁଷ୍ଠାନ ଗୁଡିକର ଆବଶ୍ୟକତା ପଡିଥାଏ। ଠିକ ହେଲା ପିଲେ, ଭାଷା ଶିକ୍ଷଣ ହଉଛି ଗୋଟେ ସଚେତନ ପ୍ରୟାସ, ଗୋଟେ କନସିୟସ ଏଫର୍ଟ, ଯୋଉଟା କି ଗୋଟେ ଆନୁଷ୍ଠାନିକ ନିର୍ଦ୍ଦେଶ ବା ଇନଷ୍ଟିଟ୍ୟୁସନାଲ ଇନଷ୍ଟ୍ରକ୍ସନସ ଆଧାରରେ ଗୋଟେ ଗଠନମୂଳକ ଆଭିମୁଖ୍ୟ ମାଧ୍ୟମରେ ହୋଇଥାଏ। ତାର କଣ କଣ ଫିଚର୍ସ ଅଛି? ଏ ଗଠନମୂଳକ ଆଭିମୁଖ୍ୟ ଫଲୋ କରିଥାଏ, ଗୋଟେ ଫର୍ମେଟିଭ ଆମେ କହିପାରିବା ଆଟିଟ୍ୟୁଡ ବି ଫଲୋ କରେ, ଏଥିରେ ବ୍ୟାକରଣ ବା ଗ୍ରାମାର ର ରୁଲ୍ସ ରେଗୁଲେସନ୍ସ କୁ ଫଲୋ କରାଯାଏ, ପ୍ରିନ୍ସିପଲ୍ସ ରୁଲ ରେଗୁଲେସନ୍ସ ଅନୁସାରେ ଭାଷାକୁ କେମିତି ବ୍ୟବହାର କରିବା, ଭର୍ବ କୋଉଠି, ସବଜେକ୍ଟ କୋଉଠି, ଅବଜେକ୍ଟ କୋଉଠି, କେତେବେଳେ ଯିବି ଆସିବି, କୋଉ ଜିନିଷ ଗୁଡାକ କେତେବେଳେ କଣ ବ୍ୟବହାର କରିବି, ସେଟାକୁ ପ୍ରପର ରୁଲ୍ସ ରେଗୁଲେସନ୍ସ ଗୁଡାକ ଆମେ ଶିକ୍ଷଣ ମାଧ୍ୟମରେ ଲର୍ନ କରି ବା ଶିଖିଥାଉ। ଏ ହଉଛି ଗୋଟେ ଔପଚାରିକ ଭାବରେ ଘଟିଥାଏ, କାରଣ ଆମେ ଗୋଟେ ଟିଚର ହଉ, ସିଲାବସ ହଉ, କୋର୍ସ ହଉ, କଣ୍ଟେଣ୍ଟ ହଉ, ଟାଇମ ହଉ, ଏ ଜିନିଷ ଗୁଡାକ ଆମେ ଗୋଟେ ଇନଷ୍ଟିଟ୍ୟୁସନରେ ଭଲ ଭାବରେ ଲର୍ନ କରିଥାଉ। ଇଏ ହଉଛି ଗୋଟେ ଚେତନ ବା ଆମେ କହିପାରିବା ଗୋଟେ ସଚେତନ ପ୍ରକ୍ରିୟା। ଏଠି ଆମେ କହିପାରିବା ଅନକନସିୟସଲି ବା ସବକନସିୟସଲି ଆମେ ଲର୍ନ କରିଦବା ହବ ନାହିଁ, ଏଠି ଆମକୁ କନସିୟସଲି ଏଫର୍ଟ ଦବାକୁ ପଡିବ। ଏବଂ ଆମେ ଦେଖୁଛେ ଭାଷା ଶିକ୍ଷଣଟା ତୁମମାନଙ୍କର ଦ୍ୱିତୀୟ ଭାଷା ବା ଅନ୍ୟାନ୍ୟ ଭାଷା ସହିତ ଜଡିତ। କେତେବେଳେ ଆମେ କହୁଛେ ମୁଁ ଇଂରାଜୀ ଶିଖିବି, ମୁଁ ତୁମମାନଙ୍କର ଫରାସୀ ଭାଷା ଶିଖିବି, ମୁଁ ତୁମମାନଙ୍କର ଚାଇନିଜ ଭାଷା ଶିଖିବି, ସେ ତୁମମାନଙ୍କର ଏଇଟା ଆମେ ପର୍ଟିକୁଲାରଲି କୋଉ ସେକେଣ୍ଡ ଲାଙ୍ଗୁଏଜ ସହିତ ଜଡିତ ବା ଅନ୍ୟ କୌଣସି ଫରେନ୍ ଲାଙ୍ଗୁଏଜକୁ ଆମେ ଲର୍ନ କରିବାକୁ ଚାହୁଁଛେ, ସେ କ୍ଷେତ୍ରରେ ଆମେ ଭାଷା ଶିକ୍ଷଣ କଥା କହିବା। ଠିକ ହେଲା, କିନ୍ତୁ ପ୍ରଥମ ଭାଷା ବା ମାତୃଭାଷା ହେଲେ ଭାଷା ଅଧିଗ୍ରହଣ କଥା ଆମେ କହୁଛେ। ଏବଂ ଶ୍ରେଣୀଗୃହ ପରିବେଶ, ପର୍ଟିକୁଲାରଲି ଯେତେବେଳେ ଆମେ ଭାଷା ଶିକ୍ଷଣଟା କୋଉଠି କରିବା, ତାର ଏନଭାରମେଣ୍ଟଟା କୋଉଠି, ନା ପର୍ଟିକୁଲାରଲି ଏଟା ଶ୍ରେଣୀଗୃହ ପରିବେଶ। ଯେମିତି ଆମେ କହୁଛେ ଭାଷା ଅଧିଗ୍ରହଣଟା ତମମାନଙ୍କର ଖେଳ ପଡିଆରେ ହେଇପାରେ, ଟେଲିଭିଜନରେ ହେଇପାରେ, ସାଙ୍ଗସାଥି ପଡିଆରେ ହେଇପାରେ, କିନ୍ତୁ ଭାଷା ଶିକ୍ଷଣଟା ଶ୍ରେଣୀଗୃହ ଗୋଟେ ଫର୍ମାଲ କ୍ଲାସ ରୁମରେ ପର୍ଟିକୁଲାରଲି ଏଟା ସଂଗଠିତ ହେଇଥାଏ। ତ ଶିକ୍ଷଣ କହିଲେ କଣ ବୁଝିଲ ଏଠି ପିଲେ? ସାର୍ ଶିକ୍ଷଣ ତ ହଉଛି ବ୍ୟବହାରରେ ପରିବର୍ତ୍ତନ। ବ୍ୟବହାରରେ ହଉଛି ଆମେ କଣ କହୁଥିଲେ ନା ରିଲେଟିଭଲି ପରମାନେଣ୍ଟ ଚେଞ୍ଜ ଇନ ବିହେଭିୟର, ଏ ହଉଛି ବ୍ୟବହାରରେ ସ୍ଥାୟୀ ପରିବର୍ତ୍ତନ। କିନ୍ତୁ ଭାଷା ଶିକ୍ଷଣ କଣ ନା ଭାଷା ସମ୍ବନ୍ଧୀୟ ପରିବର୍ତ୍ତନ, ଯୋଉଟା କି ସଚେତନ ଭାବରେ ଘଟିଥାଏ, ଗୋଟେ ଅନୁଷ୍ଠାନରେ ଘଟିଥାଏ, ଗୋଟେ ଗଠନମୂଳକ ଭାବରେ ଘଟିଥାଏ, ଏବଂ ଯେଉଁଥିରେ ଆମେ ବ୍ୟାକରଣକୁ ଗୁରୁତ୍ୱାରୋପ କରିଥାଉ, ରୁଲ୍ସ ରେଗୁଲେସନ୍ସକୁ ଗୁରୁତ୍ୱାରୋପ କରିଥାଉ, ଗ୍ରାମାରକୁ ଗୁରୁତ୍ୱାରୋପ କରିଥାଉ, ଫର୍ମାଲ ଇନଷ୍ଟିଟ୍ୟୁସନରେ ଶିଖିଥାଉ, ଗୋଟେ କନସିୟସଲି ଲର୍ନ କରିଥାଉ, ସେକେଣ୍ଡ ଲାଙ୍ଗୁଏଜ ସହିତ ଆସୋସିଏଟେଡ, ଏବଂ କ୍ଲାସରୁମ ଏନଭାରମେଣ୍ଟରେ ଟିଚରଙ୍କର ଇନଷ୍ଟ୍ରକ୍ସନ୍ସରେ ଲର୍ନ କରିଥାଉ। କଣ ପିଲେ ଭାଷା ଅଧିଗ୍ରହଣ ଆଉ ଭାଷା ଶିକ୍ଷଣ ଭିତରେ, ଲାଙ୍ଗୁଏଜ ଆକ୍ୱିଜିସନ ଆଉ ଲାଙ୍ଗୁଏଜ ଲର୍ଣ୍ଣିଂ ଭିତରେ କଣ ପ୍ରଭେଦ ରହିଛି, ମୁଁ ପଢେଇ ସାରିଲିଣି, ତଥାପି ତମମାନେ ଏଟାକୁ ଦେଖିଲେ ଭଲ ଭାବରେ କହିପାରିବେ। ଭାଷା ଅଧିଗ୍ରହଣ କଣ? ସାର୍ ଇଏ ହଉଛି ଗୋଟେ ନେଚୁରାଲ ପ୍ରୋସେସ, ଇଏ ହଉଛି ଗୋଟେ ଅବଚେତନ ପ୍ରକ୍ରିୟା, ଗୋଟେ ସବକନସିୟସ ପ୍ରୋସେସ, ଇଏ ସ୍ୱାଭାବିକ ଭାବରେ ଘଟିଥାଏ। କିନ୍ତୁ ଭାଷା ଶିକ୍ଷଣ କଣ? ଇଏ ହଉଛି କନସିୟସଲି ତୁମେ ଶିଖିଥାଅ, ଇଏ ସ୍ୱାଭାବିକ ଭାବରେ ନୁହେଁ। ମତେ ଏଇଟା ଶିଖିବାର ଅଛି, ଜାଣିବାର ଅଛି, ମତେ କନସିୟସଲି ଏଫର୍ଟ ଦବାକୁ ପଡିବ। ଆଉ ଏଇଟା ଗୋଟେ ଔପଚାରିକ ଭାବରେ ଘଟିଥାଏ, ସ୍ୱାଭାବିକ ଭାବରେ ନୁହେଁ। ଇଏ ଗୋଟେ ଔପଚାରିକ, ଗୋଟେ ଆମେ କହିବା ଫର୍ମାଲ ଇନଷ୍ଟିଟ୍ୟୁସନରେ ଟିଚର, ଟ୍ରେନ୍ ଟିଚର, ସିଲାବସ, କଣ୍ଟେଣ୍ଟ, ସେ ଆଧାରରେ ତୁମମାନଙ୍କର ପରିଚାଳିତ ହେଇଥାଏ। ଆଉ ଭାଷା ଅଧିଗ୍ରହଣ ଆମେ କଲେ ଇଏ ସ୍ୱାଭାବିକ ଭାବରେ ଘଟିଥାଏ, ଏବଂ ଭାଷା ଶିକ୍ଷଣ ହେଲା ଶିକ୍ଷକ ଦ୍ଵାରା ଗୋଟେ ଔପଚାରିକ ଶିକ୍ଷା ମାଧ୍ୟମରେ ଘଟିଥାଏ। ଏଇଟା ଦେଖାଯାଏ କୌଣସି କୋଉ ସମୟରେ ନା ଏଇଟା ଆଦ୍ୟ ବାଲ୍ୟ ଅବସ୍ଥାରେ ତୁମମାନଙ୍କର ଦେଖାଯାଏ, ଯେତେବେଳେ ପିଲା ଜନ୍ମ ହଉଛି, ଜନ୍ମରୁ ଆମେ କହୁଛେ 6-7 ବର୍ଷ ଭିତରେ ତୁମେ ଦେଖିବ ଭାଷା ପିଲା କଣ ଥାଏ, ପିଲା ଏଠି ଅଧିଗ୍ରହଣ କରିଥାଏ। ତାର ପରବର୍ତ୍ତୀ ସମୟରେ ଆମେ କହିପାରିବା ଯେତେବେଳେ ସେ ଯାଉଛି ସ୍କୁଲକୁ ଯାଉଛି, କଲେଜକୁ ଯାଉଛି, ସେ ଭାଷାକୁ ଶିଖିବାକୁ ଆରମ୍ଭ କରେ, ଲର୍ନ କରେ, ରୁଲ୍ସ ରେଗୁଲେସନ୍ସ ଆଧାରରେ କୋଉଠି କୋଉଟା ବ୍ୟବହାର କରିବ, କେମିତି ଜାଣିବ। ତେଣୁକରି ଭାଷା ଶିକ୍ଷଣ କୌଣସି ବୟସରେ ମଧ୍ୟ ପିଲା ଗ୍ରହଣ କରିପାରେ। ଏମିତି ନାହିଁ କି ପିଲା 7-8 ବର୍ଷ ହେଲେ ଷ୍ଟାର୍ଟ କରିବ, ତା ନୁହେଁ। ତା ପୂର୍ବରୁ ମଧ୍ୟ ଅନେକ ପିଲାଙ୍କୁ ସ୍କୁଲକୁ ପଠାଉଛନ୍ତି, ପିଲାଙ୍କୁ ଫର୍ମାଲ ଟ୍ରେନିଂ ଦଉଛନ୍ତି, ପିଲାଙ୍କୁ କୋଚିଂରେ ପଢାଉଛନ୍ତି, ପିଲାଙ୍କୁ ମଧ୍ୟ ଟ୍ରାଏ କରୁଛନ୍ତି ସିଷ୍ଟମେଟିକ ପ୍ରାକ୍ଟିସ ମାଧ୍ୟମରେ ଭାଷାକୁ ଶିଖିବା ପାଇଁ। ତେଣୁକରି ଭାଷା ଶିକ୍ଷଣ କୌଣସି ବୟସରେ ହେଇପାରିବ।
ଘର ସମାଜ ପରିବେଶ ଖେଳ ଆଦି ଅନୌପଚାରିକ ପରିବେଶରେ ତୁମମାନଙ୍କର ଭାଷା ଅଧିଗ୍ରହଣ ଘଟିଥାଏ। କୋଉଠି କୋଉଠି ଘଟିଥାଏ ନା ଘରେ, ପରିବାରରେ, ସାମାଜିକ ପରିବେଶରେ, ଖେଳ ପଡିଆରେ, ଟେଲିଭିଜନ ଦେଖିବା ସମୟରେ ପିଲା ଅନେକ ଜିନିଷ ଗୁଡାକ ଅଧିଗ୍ରହଣ କରିଥାଏ। କିନ୍ତୁ ଭାଷା ଶିକ୍ଷଣଟା କୋଉଠି ହବ ପିଲେ ନା ବିଦ୍ୟାଳୟରେ, ଶ୍ରେଣୀ ଗୃହରେ ଏବଂ ଔପଚାରିକ ପରିବେଶ ମଧ୍ୟରେ ଏଇଟା ତୁମମାନଙ୍କର ଘଟିଥାଏ ବା ପିଲା ଶିଖିଥାଏ। ଆଉ ଭାଷା ଅଧିଗ୍ରହଣର ଗୁରୁତ୍ୱ କାହା ଉପରେ ଥାଏ ନା ଭାଷା ଅଧିଗ୍ରହଣର ମୁଖ୍ୟ ଉଦ୍ଦେଶ୍ୟ ହେଲା ଆମେ ଭାଷା ଯାହା ବ୍ୟବହାର କରୁଛୁ ତାକୁ ବୁଝିବା ସହିତ କହିବାକୁ ଗୁରୁତ୍ୱାର କରୁ। କେମିତି ଆମେ ବୁଝିକି ଆମର ଭାବକୁ ଆମେ ପ୍ରକାଶ କରିବା। କିନ୍ତୁ ଭାଷା ଶିକ୍ଷଣର କଥା କଣ ନା ଆମେ ବ୍ୟାକରଣକୁ ଶିଖିବା, ଭଲ ଶବ୍ଦ ଭୋକାବୁଲାରୀକୁ ଶିଖିବା, ଭଲ ଭାବରେ ଲେଖିପାରିବା ଏବଂ ଯାହା ଆମର ପାଠ୍ୟକ୍ରମ ଅଛି ସେଇ ଅନୁସାରେ ଆମେ କେମିତି ସେଥିରେ ଉତ୍ତୀର୍ଣ୍ଣ ହେଇପାରିବା, ତାକୁ କେମିତି ଆମେ ଭଲ ଭାବରେ ଫ୍ଲୁଏନ୍ସି ଆଣିପାରିବା ତା ଉପରେ ଗୁରୁତ୍ୱାରୋପ କରାଯାଏ। ଏବଂ ଭାଷା ଅଧିଗ୍ରହଣ ଆମେ କହୁଛେ ଆମେ ମାତୃଭାଷା ବା ଓଡିଆ, ଯଦି ମୁଁ ତୁମମାନଙ୍କର ଏଇଠି ଚିନ୍ତା କରିବି ତୁମମାନଙ୍କର ମାତୃଭାଷା ହଉଛି ଓଡିଆ କି ତୁମର ମାତୃଭାଷା ହଉଛି ସାନ୍ତାଳୀ, ତୁମର ମାତୃଭାଷା ହଉଛି ହିନ୍ଦୀ, ତୁମର ମାତୃଭାଷା ହଉଛି ସଂସ୍କୃତ, ତ ତମେ ତୁମର ପ୍ରଥମ ଭାଷା ବା ମାତୃଭାଷାକୁ ଆମେ କହୁଛେ ଅଧିଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଏ। ଏବଂ ଯଦି ଯେତେବେଳେ ବିଦ୍ୟାଳୟକୁ ଯାଉଛେ, କ୍ଲାସରୁମ୍ ଯାଉଛେ, ଆମେ ଇଂରାଜୀ ଶିଖୁଛେ, ସେଟା ତୁମମାନଙ୍କର ଭାଷା ଶିକ୍ଷଣ ସହିତ ଜଡିତ। ଠିକ ଲାଗିଲେ? ଟିକେ ରିଭାଇଜ କରିଦିଅ। ଭାଷା ଅଧିଗ୍ରହଣ ହେଲା ଗୋଟେ ସ୍ୱାଭାବିକ ଅବଚେତନ ପ୍ରକ୍ରିୟା, ଭାଷା ଶିକ୍ଷଣ ହେଲା ସଚେତନ ଔପଚାରିକ ପ୍ରକ୍ରିୟା। ଏ ସ୍ୱାଭାବିକ ଭାବରେ ଘଟିଥାଏ ଭାଷା ଅଧିଗ୍ରହଣ। ଭାଷା ଶିକ୍ଷଣ ହଉଛି ଶିକ୍ଷକ ଦ୍ୱାରା ଶ୍ରେଣୀ ଗୃହରେ ଏବଂ ଔପଚାରିକ ପରିବେଶରେ ଘଟିଥାଏ। ଭାଷା ଅଧିଗ୍ରହଣ ସାଧାରଣତଃ ଆଦିବାଲୀ ଅବସ୍ଥା ଘଟିଥାଏ। ଭାଷା ଶିକ୍ଷଣ କୌଣସି ବୟସରେ କୌଣସି ପରିସ୍ଥିତିରେ ମଧ୍ୟ ଏଇଟା ତୁମମାନଙ୍କର ଘଟିଥାଏ। କୋଉଠି ଘଟିଥାଏ ଅନୌପଚାରିକ ପରିବେଶରେ ଭାଷା ଅଧିଗ୍ରହଣ ହେଇଥାଏ, ଘର, ସାମାଜିକ ପରିବେଶ, ଖେଳ ପଡିଆ ଆଦି ସ୍ଥାନରେ। ଏବଂ ଭାଷା ଶିକ୍ଷଣଟା କୋଉଠି ହେଇଥାଏ ବିଦ୍ୟାଳୟ, ଶ୍ରେଣୀ ଗୃହ ଏବଂ ଔପଚାରିକ ପରିବେଶରେ ହେଇଥାଏ। ଭାଷା ଅଧିଗ୍ରହଣରେ କାହା ଉପରେ ଗୁରୁତ୍ୱ ଦିଆଯାଇଥାଏ ନା ସାର୍ ଭାଷାକୁ ବୁଝିବା ଆଉ କହିବା ଉପରେ। କିନ୍ତୁ ଭାଷା ଶିକ୍ଷଣରେ ଆମେ ବ୍ୟାକରଣ ଶିଖିବା, ଶବ୍ଦାର୍ଥ ଭଲ ଭାବରେ ବ୍ୟବହାର କରିବା, ଲେଖିବା, ପଢିବା ତା ଉପରେ ଗୁରୁତ୍ୱାରୋପ କରାଯାଏ। ଏବଂ ଉଦାହରଣ କଣ ନା ସାର୍ ଓଡିଆ ଭାଷା ପ୍ରଥମ ଭାଷା ମାତୃଭାଷାକୁ ଶିଖିବା ଏବଂ ଭାଷା ଶିକ୍ଷଣରେ କଣ ନା ଆମେ ଇଂରାଜୀ ଦ୍ୱିତୀୟ ଭାଷା ବା ଅନ୍ୟାନ୍ୟ ବୈଦେଶିକ ଭାଷା ଗୁଡିକୁ ଶିଖିବା। ଠିକ ହେଲା ପିଲେ? ତ ଏଇଠି ତୁମମାନଙ୍କର ଫାଷ୍ଟ ବୁଲେଟ ଥିଲେ। ପିଲେ କ୍ଲାସ ଲେନ୍ଦି ହବ, ଲେନ୍ଦି ହଉ, କିନ୍ତୁ ମୁଁ ଏମିତି ବୁଝିକି ଯିବି ଯେମିତି ପରୀକ୍ଷାରେ ଯୋଉଠୁ ବି ପ୍ରଶ୍ନ ପଚାରିଲା ଛାଡିବିନି, ସବୁ ଯାକ ମୁଁ କରିକି ଆସିବି। ଠିକ ହେଲା? ନେକ୍ସଟ ବୁଲେଟ ଯିବା। ବୁଲେଟ 2 ପିଲେ ତୁମମାନଙ୍କର ବହୁଭାଷୀ ସନ୍ଦର୍ଭରେ ଓଡିଆ ଭାଷାର ଅଧିଗ୍ରହଣ ସମ୍ବନ୍ଧୀୟ ସମସ୍ୟା ଏବଂ ପ୍ରସଙ୍ଗ। ବହୁଭାଷୀ କଣ? ବହୁଭାଷୀ କଣ? ବହୁଭାଷୀର ଅର୍ଥ କଣ ଆମେ ଜାଣିବା। ବହୁଭାଷୀ ଯଦି ମୁଁ ବ୍ୟବହାର କରୁଛି ବା ମୁଁ ବିଭିନ୍ନ ପ୍ରକାର ଭାଷା ବ୍ୟବହାର କରିବାର ମୋ ପାଖରେ ଆବିଲିଟି ବା ଦକ୍ଷତା ଅଛି, ତାହେଲେ ତାର ଗୁରୁତ୍ୱ କଣ, ତାର ପ୍ରାସଙ୍ଗିକତା କଣ ଅଛି ଏବଂ ଗୋଟେ ବହୁଭାଷୀ କଣ୍ଟେକ୍ସଟରେ, ଗୋଟେ ମଲ୍ଟିଲିଙ୍ଗୁଆଲ କଣ୍ଟେକ୍ସଟରେ ଓଡିଆକୁ ମୁଁ ଚାହୁଁଛି ଶିଖିବା ପାଇଁ, ତାହେଲେ କଣ କଣ ସମସ୍ୟା ଗୁଡିକ ହବ ବା କଣ କଣ ସମସ୍ୟା ଗୁଡିକ ଉପୁଜିବ ସେଇ ବିଷୟରେ ତମମାନଙ୍କ ଜାଣିବା। ତ ମନେ ରଖିଥାଅ ତମମାନେ ସିଲାବସରେ ଯାହା ପଚାରିଛି ସିଲାବସ ସ୍ପେସିଫିକାଲି ସେଇ ଅନୁସାରେ ପଢିବା, ବାହାରକୁ ଯିବା ନାହିଁ, ଏଣୁ ତେଣୁ ପଢିବା ନାହିଁ। ଯାହା ଆମକୁ ପଚାରିଛି ସେ ଜିନିଷ ଗୁଡିକ ଆମେ କଭର କରିକା ଯିବା। ତ ପ୍ରଥମେ ଜାଣିବା ବହୁଭାଷୀ କହିଲେ ଆମେ କଣ ବୁଝୁଛେ, ତାପରେ ଜାଣିବା ବହୁଭାଷୀର କଣ ଗୁରୁତ୍ୱ ରହିଛି, ତାପରେ ଜାଣିବା ଯଦି ଗୋଟେ ବହୁଭାଷୀ ପରିପ୍ରେକ୍ଷୀରେ ଏମିତି ଗୋଟେ କ୍ଲାସରୁମ୍ ଯୋଉଠି ବିଭିନ୍ନ ପ୍ରକାରର ଡାଇଭରସିଟିର ପିଲା ଅଛନ୍ତି ଲାଙ୍ଗୁଏଜକୁ ନେଇକି, ତାହେଲେ ସେଠି ଓଡିଆ ଆମେ କେମିତି ପଢେଇବା, ଯଦି ଓଡିଆ ପଢେଇବା ତାହେଲେ କଣ କଣ ସମସ୍ୟା ଗୁଡିକ ଆମର ହଉଛି ସେ ଜିନିଷ ଗୁଡାକ ଆମେ ଜାଣିବା। ତ ଜାଣିବା ବହୁଭାଷୀର ଅର୍ଥ କଣ। ସାର୍ ବହୁଭାଷୀ ମାନେ କଣ? ଏକରୁ ଅଧିକ ଭାଷାର ଯେତେବେଳେ ଆମେ ବ୍ୟବହାର କରୁଛେ, ସାର୍ ଏକରୁ ଅଧିକ ଭାଷାରେ ଯେତେବେଳେ ମୁଁ ବ୍ୟବହାର କରୁଛି, କହୁଛି, ଲେଖୁଛି, ବୁଝିପାରୁଛି, ଏ ସମ୍ବନ୍ଧୀୟ ମୋର କ୍ଷମତା ଅଛି, ଦକ୍ଷତା ଅଛି, ତାକୁ ମୁଁ କହିବି ବହୁଭାଷିତା। ତ ବହୁଭାଷିତା ବା ବହୁଭାଷୀର ଅର୍ଥ କଣ ନା ଏକରୁ ଅଧିକ ଭାଷାକୁ କହିବା, ଲେଖିବା, ବୁଝିବାର କ୍ଷମତା ବା ଦକ୍ଷତାକୁ ବୁଝାଏ। ସାର୍ ବହୁଭାଷୀର ଯଦି ଆମେ ବୁଝୁଛେ କି ମୁଁ ବିଭିନ୍ନ ପ୍ରକାର ଭାଷାକୁ କହିପାରିବି, ମୁଁ ଇଂରାଜୀ କହିପାରିବି, ହିନ୍ଦୀ କହିପାରିବି ବା ଏକରୁ ଅଧିକ ଭାଷା ଓଡିଆ କହିପାରିବି, ମୁଁ କହିପାରୁଛି, ବୁଝିପାରୁଛି ଏବଂ ଭାବକୁ ପ୍ରକାଶ କରିପାରୁଛି, ସେ କ୍ଷମତା ମୋ ପାଖରେ ଅଛି, ତାହେଲେ ଆର ଗୁରୁତ୍ୱ କଣ, ଆର ଇମ୍ପୋର୍ଟାନ୍ସ କଣ ଅଛି। ତୁମମାନେ ଚିନ୍ତା କର କି ଯଦି ମୁଁ ବିଭିନ୍ନ ପ୍ରକାର ଭାଷାକୁ ବ୍ୟବହାର କରିପାରିବି ତାହେଲେ ତାର କଣ ଗୁରୁତ୍ୱ ରହିବ ନା ଉତ୍ତମ ସାଂସ୍କୃତିକ ଜ୍ଞାନ ପ୍ରଦାନ। ତମେ ଯେତେବେଳେ ଓଡିଆ କେବଳ ଶିଖିଛ, ମୁଁ ଯେତେବେଳେ ସଂସ୍କୃତ ଶିଖିବି, ସଂସ୍କୃତରେ ଆମର ବିଭିନ୍ନ ପ୍ରକାର, ମୁଁ ତମମାନଙ୍କୁ ଏବେ କହିକି ଆସୁଥିଲି, ଯେତେବେଳେ ଆମେ ବହୁ ପୁରାଣ ଶାସ୍ତ୍ର କଥା କହୁଛେ, ଆଦିଭାଷା କଥା କହୁଛେ,
ମନୁ ହଉ, ବାଲ୍ମୀକି ହଉ, ପରାଶର ହଉ, ବ୍ୟାସ ହଉ, ଚରକ ହଉ, ସୁଶ୍ରୁତ ହଉ, କୌଟିଲ୍ୟ ହଉ, କାଳିଦାସ ହଉ, ତୁମମାନଙ୍କର ଅ ଅ, ବିଭିନ୍ନ ମୁନି ଋଷି ବିଦ୍ୱାନ ମାନେ ରହିଲେ, ଯୋଉ ବେଦ, ଉପନିଷଦ, ପୁରାଣ, ଗୀତା, ଅର୍ଥଶାସ୍ତ୍ର, ମହାକାବ୍ୟ, କାବ୍ୟ, ଏଇ ଜିନିଷ ଗୁଡା ସବୁ ରଚନା କରିଛନ୍ତି। ଆମେ ଯେତେବେଳେ ବିଭିନ୍ନ ପ୍ରକାରର ଭାଷାକୁ ପଢିବା, ବିଭିନ୍ନ ଭାଷାକୁ ଜାଣିବା, ତାହା ଦ୍ୱାରା ସାଂସ୍କୃତିକ ଜ୍ଞାନ ଆମର ବଢିବ। ଭାରତୀୟ ସଂସ୍କୃତି ହଉ, ବିଭିନ୍ନ ପ୍ରକାର ଦେଶର ସଂସ୍କୃତି ହଉ, ଆମେ ବିଭିନ୍ନ ରାଜ୍ୟର ସଂସ୍କୃତି ହଉ, କଲଚର ଗୁଡିକୁ ଆମେ ଜାଣିପାରିବା। ଏହା ବୌଦ୍ଧିକ ବିକାଶ କରିଥାଏ। ଆମର ଇଣ୍ଟେଲେକ୍ଚୁଆଲ ଡେଭଲପମେଣ୍ଟ ମଧ୍ୟ ପିଲେ ମଲ୍ଟିଲିଙ୍ଗୁଆଲ ବା ବିଭିନ୍ନ ପ୍ରକାର ଭାଷା ଶିକ୍ଷା ଦ୍ୱାରା ହେଇଥାଏ। ତୁମେ ଦେଖ, ମନେ ରଖିଥାଅ ପିଲେ, ଲାଙ୍ଗୁଏଜ ଡେଭଲପମେଣ୍ଟ ଇଜ ଆସୋସିଏଟେଡ ୱିଥ କଗ୍ନିଟିଭ ବା ମେଣ୍ଟାଲ ଡେଭଲପମେଣ୍ଟ। ଭାଷା ଶିକ୍ଷା ତୁମମାନଙ୍କର ମାନସିକ ବିକାଶ ସହିତ ଜଡିତ, ତୁମମାନଙ୍କର ବୌଦ୍ଧିକ ବିକାଶ ସହିତ ଜଡିତ। ଯେତେବେଳେ ତୁମେ ବିଭିନ୍ନ ପ୍ରକାର ଭାଷାକୁ ଶିଖୁଛ, ସେଇଟା ତୁମମାନଙ୍କର ବୌଦ୍ଧିକ ବିକାଶ ବା ମାନସିକ ବିକାଶ କରିବାରେ ତମମାନଙ୍କୁ ସହାୟକ ହେବ। ଏହା ଚାକିରିର ସୁଯୋଗ ଆଣିଥାଏ। ଯଦି ମୁଁ କେବଳ ଓଡିଆ ଶିଖିବି, ତମେ ଯେତେବେଳେ ଗୋଟେ ଜବ ପାଇଁ ଆପ୍ଲାଏ କର, ଲେଖିଥାଏ ତୁମେ କେତେଟା ଭାଷା ଶିଖିଛ, ଗୋଟେ ତୁମେ ଚାକିରି ପାଇଁ ଯେତେବେଳେ ଆପ୍ଲାଏ କର, ସାର୍ ମୁଁ ଓଡିଆ ଶିଖିଛି, ହିନ୍ଦୀ ଶିଖିଛି, ଇଂରାଜୀ ଶିଖିଛି, ବଙ୍ଗାଳୀ ଶିଖିଛି। ତ ଯେତେବେଳେ ତମେ ବହୁତ ପ୍ରକାର ଭାଷା ଶିଖିଛ, ତାହେଲେ ଚାକିରିରେ ତମମାନଙ୍କର ବହୁତ ସାରା ସୁଯୋଗ ବା ଅପରଚୁନିଟି ସୃଷ୍ଟି ହେଇଯିବ। ତମେ ବଙ୍ଗଳାକୁ ଯାଇ ଚାକିରି କରିପାରିବ, ତମେ ବିଭିନ୍ନ ପ୍ରକାର ହିନ୍ଦୀ ବେଲ୍ଟରେ ଚାକିରି କରିପାରିବ, ତୁମମାନେ ଇଂଲିଶ ଶିଖିଥିଲେ ଫରେନ ଯାଇ ଚାକିରି କରିପାରିବ। ତେଣୁକରି ଭାଷା ଯେତେବେଳେ ତୁମେ ବହୁତ ସାରା ଭାଷାକୁ ଶିଖୁଛ, ସେଇଟା ତୁମମାନଙ୍କୁ ହେଲ୍ପ କରିବ କୋଉଥିରେ, ନା ବିଭିନ୍ନ ପ୍ରକାରର ଆମେ କହିବା ଜବ ସେକ୍ଟରରେ। ଶିକ୍ଷାର୍ଥୀ ମନରେ ଜାତୀୟ ସଂହତିର ଭାବନାକୁ ସୃଷ୍ଟି କରିଥାଏ। ମନେ ରଖିଥାଅ, ଯେତେବେଳେ ଆମେ ବିଭିନ୍ନ ପ୍ରକାରର ଭାଷା, ଆମେ ଜାଣୁଛେ ଭାରତ ହଉଛି ଗୋଟେ କଣ ନା ବହୁଭାଷୀୟ ରାଷ୍ଟ୍ର। ଏଥିରେ ବିଭିନ୍ନ ପ୍ରକାରର ଭାଷା ଭାଷୀର ଲୋକମାନେ ବସବାସ କରୁଛନ୍ତି। ତମାନେ ଦେଖ, ଭାରତରେ କେତେ ଭାଷା ଆମେ କହୁଛେ। ତୁମମାନଙ୍କର ଲିଙ୍ଗୁଇଷ୍ଟିକ ସର୍ଭେ ଅଫ ଇଣ୍ଡିଆ, ଗ୍ରିୟରସେନଙ୍କର ଲିଙ୍ଗୁଇଷ୍ଟିକ ସର୍ଭେ ଅଫ ଇଣ୍ଡିଆ ରେ କହୁଛି କି ଆମ ଦେଶରେ 179ଟି ଭାଷା, 544ଟି ଉପଭାଷା। ଏଇଟା ତୁମମାନଙ୍କର ଲିଙ୍ଗୁଇଷ୍ଟିକ ସର୍ଭେ ଅଫ ଇଣ୍ଡିଆରେ କୁହାଯାଉଛି। କିନ୍ତୁ ଏବେ ଯଦି ଆମେ ଦେଖିବା କେତେ ଭାଷା, କେତେ ଉପଭାଷା ଆମର ରହିଛି, ତ ଏଇ ଭାଷା, ଏତେ ଉପଭାଷା ଯେତେବେଳେ ଆମେ ତାକୁ ଗ୍ରହଣ କରୁଛେ, ତାକୁ ଶୁଣୁଛେ, ତାକୁ ବୁଝୁଛେ, ତାହେଲେ କଣ ହଉଛି, ଆମ ଭିତରେ ଗୋଟେ ଜାତୀୟ ସଂହତିର ଭାବନା ଆସୁଛି। ୟୁନିଟି ଇନ ଡାଇଭରସିଟିର କଥା କହୁଛେ, ଏକତାର ଭାବ ଆସୁଛି କି ଆମେ ଭାଷାର ଯୋଉ ଭିନ୍ନତା ଅଛି। ଏବେ ଗୋଟେ ତୁମେ ଦେଖିବ, ଯୋଉ ଭାରତର ଯାଇଥିଲେ, ଆମେ ଏବେ ଫରେନକୁ ଯାଇଛନ୍ତି, ଭାରତର ଯୋଉ ଆମେ କହିପାରିବା ଅପରେସନ ସିନ୍ଦୁର ଆଉ ପାକିସ୍ତାନର ଯୋଉ ଆମେ କହିପାରିବା ଆଟାକ ହେଲା, ତୁମମାନଙ୍କର ଟେରୋରିଷ୍ଟ ଆଟାକ, ସେ ସମ୍ବନ୍ଧରେ ଯୋଉ ଫରେନ ଡେଲିଗେସନ ଯାଇଛନ୍ତି, ଜଣଙ୍କୁ ପଚରାଗଲା କି ଭାରତର କଣ ନ୍ୟାସନାଲ ଲାଙ୍ଗୁଏଜ, ସେ କହିଲା ୟୁନିଟି ଇନ ଡାଇଭରସିଟି ହଉଛି ଭାରତର ଲାଙ୍ଗୁଏଜ ବା ଭାଷା। ବିଭିନ୍ନତା ମଧ୍ୟରେ ଏକତା ହଉଛି ଭାରତର ଭାଷା। ତେଣୁକରି ଯେତେବେଳେ ବହୁଭାଷୀ ଆମେ କହୁଛେ, ବିଭିନ୍ନ ପ୍ରକାର ଭାଷାକୁ ଜାଣିବା, ବୁଝିବା, ସେଇଟା ପିଲାଙ୍କ ଭିତରେ ଜାତୀୟ ଏକତା, ଜାତୀୟ ସଂହତିର ଭାବନାକୁ ଜାଗ୍ରତ କରିଥାଏ। ଇଏ କଣ କରିଥାଏ, ଏକତାର ଭାବନାକୁ ସୃଷ୍ଟି କରିଥାଏ। ୟୁନିଟି, ଯୋଉଟାକୁ ମୁଁ ତମାନଙ୍କୁ କହିଲି, ଆମେ ହଉଛୁ ଏକ, ଆମେ ବିଭିନ୍ନ ଭାଷାଭାଷୀ ଲୋକମାନେ ହେଲେ ମଧ୍ୟ ମଣିଷ ହଉଛି ଆମେ ଏକ। ଆମେ ସବୁବେଳେ କଣ କହୁଛେ, ବିଭିନ୍ନତା ମଧ୍ୟରେ ଏକତାକୁ ଗ୍ରହଣ କରି ଆଗକୁ ଯିବା। ତ ବହୁଭାଷୀର ଅର୍ଥ କଣ ନା ସାର୍, ଏକରୁ ଅଧିକ ଭାଷାକୁ ବୁଝିବା, କହିବା, ଲେଖିବାର କ୍ଷମତା ବା ଦକ୍ଷତା। ବହୁଭାଷୀର ପ୍ରାସଙ୍ଗିକତା କଣ ଅଛି, ଗୁରୁତ୍ୱ କଣ ଅଛି ନା ସାର୍, ଇଏ ଆମକୁ ବିଭିନ୍ନ ପ୍ରକାର ସାଂସ୍କୃତିକ ଜ୍ଞାନ ପ୍ରଦାନ କରେ, ଆମର ବୌଦ୍ଧିକ ଓ ମାନସିକ ବିକାଶ କରେ, ଚାକିରି କ୍ଷେତ୍ରରେ ସୁବିଧା ସୁଯୋଗ ଆଣିଦିଏ ଏବଂ ଆମମାନଙ୍କ ଭିତରେ ଏକତାର ଭାବନାକୁ ସୃଷ୍ଟି କରେ, ଜାତୀୟ ସଂହତିର ଭାବନାଟାକୁ ସୃଷ୍ଟି କରେ। ତାହେଲେ ସାର୍, ଯଦି ଆମେ ଜାଣିଛେ ଆମ କ୍ଲାସ ରୁମରେ ଡାଇଭରସିଟି ଅଛି, ଆମ କ୍ଲାସ ରୁମ ହେଲା ଗୋଟେ ଡାଇଭରସିଫାଏଡ କ୍ଲାସ ରୁମ, ଯୋଉଥିରେ ଡାଇଭରସିଟି ବିଭିନ୍ନ ଆସ୍ପେକ୍ଟକୁ ନେଇ ତମାନଙ୍କର ଡାଇଭରସିଟି ବି ଅଛି। ତମାନଙ୍କର ଆମେ କହିପାରିବା ଏଜକୁ ନେଇକି ଡାଇଭରସିଟି, ତମାନଙ୍କର ଆବିଲିଟିକୁ ନେଇ ଡାଇଭରସିଟି, ତମାନଙ୍କର ଡିଜାବିଲିଟିକୁ ନେଇକି ଡାଇଭରସିଟି, ତମାନଙ୍କର ବିଭିନ୍ନ ପ୍ରକାର ନିଡକୁ ନେଇ ଡାଇଭରସିଟି। ତ ଡାଇଭରସିଟି ତ ଅଛି ତୁମମାନଙ୍କର ଶ୍ରେଣୀ ଗୃହ ଭିତରେ। ତାହେଲେ ସାର୍, ଭାଷାକୁ ନେଇ ଯୋଉ ବିଭିନ୍ନତା ଅଛି, ଭାଷାକୁ ନେଇ ଯୋଉ ଡାଇଭରସିଟିଟା ଅଛି, ସେଇ ଡାଇଭରସିଟି ଭିତରେ ଆମେ ଚାହୁଁଛୁ ପିଲାଙ୍କୁ ଓଡିଆ ପଢେଇବା ପାଇଁ। ତାହେଲେ ସାର୍, ସମସ୍ୟା କଣ ହବ? ଠିକ ହେଲା, ଗୋଟେ ବହୁଭାଷୀ ପରିପ୍ରେକ୍ଷୀରେ ଯେତେବେଳେ ଆମେ ପିଲାଙ୍କୁ ଓଡିଆ ପଢେଇବା, ତାହେଲେ ସମସ୍ୟା କଣ କଣ ହବ, ସେଇ ବିଷୟରେ ଆମେ ଟିକେ ଏବେ ଜାଣିଛୁ। ବହୁଭାଷୀ ସନ୍ଦର୍ଭରେ ଓଡିଆ ଭାଷାର ଅଧିଗ୍ରହଣ ସମ୍ବନ୍ଧୀୟ ସମସ୍ୟା ଯଦି ଆମେ ଦେଖିବା ପିଲେ, ଗୋଟେ ମଲ୍ଟିଲିଙ୍ଗୁଆଲ କଣ୍ଟେକ୍ସଟରେ କଣ କଣ ସବୁ, ଯେତେବେଳେ ଆମେ ଓଡିଆ ଭାଷାକୁ ଆକ୍ୱାର କରିବାକୁ ଚାହୁଁଛେ, ତାହେଲେ କଣ କଣ ସବୁ ସମସ୍ୟା ଗୁଡିକ ହଉଛି। Problems and issues which is related to acquisition of Odia in multilingual context, ବହୁ ଭାଷା ପରିପ୍ରେକ୍ଷୀରେ, ବହୁ ଭାଷା ସନ୍ଦର୍ଭରେ ଓଡିଆ ଭାଷା ଅର୍ଜନ କରିବା ପାଇଁ କଣ କଣ ସବୁ ସମସ୍ୟା ଗୁଡିକ ହେଇଥାଏ।
ଯଦି କ୍ଲାସରୁମରେ ଆମେ କହୁଛେ ଡାଇଭରସିଟି ଅଛି ବା ବିଭିନ୍ନତା ଅଛି, ଡାଇଭରସିଟି କାହାକୁ ନେଇକି ଅଛି? ପିଲାଙ୍କର ଆବିଲିଟିକୁ ନେଇକି ଅଛି। କିଏ ସ୍ଲୋ ଲର୍ଣ୍ଣର ଅଛନ୍ତି, ସ୍ପିଡି ଲର୍ଣ୍ଣର ଅଛନ୍ତି, ଆଭରେଜ ଲର୍ଣ୍ଣର ଅଛନ୍ତି, ଗିଫ୍ଟେଡ ଲର୍ଣ୍ଣର ଅଛନ୍ତି। ଡିଜାବିଲିଟିକୁ ନେଇକି କିଏ ଭଲସେ ଲେଖିପାରୁନି, କିଏ ଭଲସେ କହିପାରୁନି, କିଏ ଭଲସେ ପଢିପାରୁନି, କିଏ ଭଲସେ କାଲକୁଲେସନ କରିପାରୁନି। ତାଙ୍କର ଆବିଲିଟିକୁ ନେଇ, ଡିଜାବିଲିଟିକୁ ନେଇ, ଏଜକୁ ନେଇକି ବିଭିନ୍ନ ପ୍ରକାର ଆସ୍ପେକ୍ଟକୁ ନେଇକି ଶ୍ରେଣୀ ଗୃହରେ ଡିଫରେନ୍ସିଏସନ ଅଛି, ବିଭିନ୍ନତା ଅଛି। ଭାଷାକୁ ନେଇକି ବିଭିନ୍ନତା ଅଛି ବା ଡିଫରେନ୍ସିଏସନ ଅଛି। ତାହେଲେ ଯଦି ଭାଷାକୁ ନେଇକି ବିଭିନ୍ନତା ଅଛି, ମୁଁ ଚାହୁଁଛି ଗୋଟେ ସେଇଭଳି ଡାଇଭରସିଫାଏଡ କ୍ଲାସ ରୁମରେ ବା ଲିଙ୍ଗୁଇଷ୍ଟିକ ଡାଇଭରସିଫାଏଡ କ୍ଲାସ ରୁମରେ ପିଲାଙ୍କୁ ଓଡିଆ ଶିଖେଇବି। ତାହେଲେ କଣ କଣ ସବୁ ସମସ୍ୟା ହେଇପାରେ? କଣ କଣ ସବୁ ସମସ୍ୟା ଗୁଡିକ ଅଛି ଯୋଉଗୁଡା କି ଗୋଟେ ମଲ୍ଟିଲିଙ୍ଗୁଆଲ କଣ୍ଟେକ୍ସଟରେ ଆମେ କହିପାରିବା ଗୋଟେ ଇସ୍ୟୁଜ ବା ପ୍ରୋବ୍ଲେମସ ହେଇପାରିବ? ତ ସେଇ ଜିନିଷ ଗୁଡାକ ଆମେ କଭର ଅପ୍ କରିବା। ପ୍ରଥମ ପଏଣ୍ଟ ପିଲେ କଣ ନା ବହୁ ଭାଷାଗତ ଶ୍ରେଣୀ। ଇଏ ଗୋଟେ ସମସ୍ୟା। କଣ ବହୁ ଭାଷାଗତ ଶ୍ରେଣୀ? ଆମେ ଯଦି ମୁଁ ଚାହୁଁଛି ପିଲାଙ୍କୁ ଓଡିଆ ପଢେଇବା ପାଇଁ, କିନ୍ତୁ ସେ ଶ୍ରେଣୀ ଗୃହରେ ଅଣ ଓଡିଆ ପିଲା ଅଛନ୍ତି, ଉପଭାଷାରେ କଥା ହଉଥିବା ପିଲା ଅଛନ୍ତି, ତାହେଲେ ମାତୃଭାଷା ଓଡିଆକୁ ବୁଝିବା, କହିବା, ପଢିବା, ଲେଖିବା ଦୃଷ୍ଟିକୋଣରୁ ସେମାନେ ପଛରେ ପଡିଯାଆନ୍ତି। ଶିକ୍ଷକ ଯଦି ପ୍ରୟାସ କଲେ ମଧ୍ୟ ଏଇଟା ଗୋଟେ ସମସ୍ୟା ତାଙ୍କ ପାଇଁ ସୃଷ୍ଟି ହୁଏ। ଦୁର୍ବଳ ଭାଷାଗତ ପୃଷ୍ଠଭୂମି। ବହୁତ ପିଲା ଅଛନ୍ତି, ପିଲେ ତମେ ଦେଖିବ ଯୋଉମାନେ ଶ୍ରେଣୀ ଗୃହକୁ ଆସୁଛନ୍ତି, ସେମାନେ ସାଧାରଣତଃ ଦୁର୍ବଳ ଭାଷାଗତ ପୃଷ୍ଠଭୂମିର ଥାନ୍ତି। ଦୁର୍ବଳ ଭାଷାଗତ ପୃଷ୍ଠଭୂମି କଣ? ସେମାନଙ୍କର ବା ଲିଙ୍ଗୁଇଷ୍ଟିକ ଯୋଉ ଆବିଲିଟି ରହିଲା, ଡେଭଲପମେଣ୍ଟ ରହିଲା, ସେଭଳି ଭାବରେ ବିକଶିତ ହେଇନଥାଏ। କେତେକ ପିଲା ଅଛନ୍ତି, ତାଙ୍କ ପରିବାରରେ ତୁମେ ଦେଖିବ ଅଣ ଓଡିଆ ବା ଉପଭାଷାରେ କଥା ହୁଅନ୍ତି, ଲେଖାପଢା କରନ୍ତି, ସେଇଟା ତାଙ୍କୁ ପ୍ରଭାବିତ କରେ। ତୁମେ କେତେ ପିଲା ଅଛନ୍ତି, ତୁମେ ଦେଖିବ ତାଙ୍କ ବାପା ମା ମାନେ ଓଡିଆରେ ପଢିବା ଲେଖିବା ପାଇଁ ଆଗ୍ରହ ନଥାନ୍ତି, ସେଇଟା ମଧ୍ୟ ତାଙ୍କର ଗୋଟେ ଦୁର୍ବଳ ଭାଷାଗତ ପୃଷ୍ଠଭୂମି ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରେ। କେତେକ ବାପା ମା ଅଛନ୍ତି ଯୋଉମାନେ ଆମେ କହିପାରିବା ଲିଟରେଟ ନୁହେଁ ବା ସେମାନେ ଶିକ୍ଷିତ ନୁହେଁ, ସେମାନେ ମଧ୍ୟ ଗୋଟେ ପାରିବାରିକ ପରିବେଶ ପାଇନଥାନ୍ତି, ଗୋଟେ ଅନୁକୂଳ ପରିବେଶ ପାଇନଥାନ୍ତି ଭାଷାକୁ ଶିକ୍ଷା କରିବା ପାଇଁ। ତେଣୁକରି ଭାଷାଗତ ଯେତେବେଳେ ଦୁର୍ବଳ ପୃଷ୍ଠଭୂମି ରହୁଛି ବା ପାରିବାରିକ ପୃଷ୍ଠଭୂମି ଭଲ ରହୁନାହିଁ, ବ୍ୟାକଗ୍ରାଉଣ୍ଡ ଭଲ ରହୁନାହିଁ, ସେଇଟା ମଧ୍ୟ ଗୋଟେ ସମସ୍ୟା ସୃଷ୍ଟି କରୁଛି ଓଡିଆକୁ ଶିଖିବା ପାଇଁ, ଓଡିଆକୁ ଅଧିଗ୍ରହଣ କରିବା ପାଇଁ। ଏବେକାର ପିତାମାତାଙ୍କର ବା ଯୋଉ ମଡର୍ଣ୍ଣ ଏଜରେ ଆମେ ଦେଖୁଛେ, ଯୋଉ ଉଚ୍ଚ ପଦ ଅଧିକାରୀ ହେଲେ, ଉଚ୍ଚ ଶିକ୍ଷିତ ହେଲେ, ଆଭିଜାତ୍ୟ ସମ୍ପନ୍ନ ପିତାମାତା ହେଲେ, ସେମାନେ ନିଜ ପିଲାମାନଙ୍କୁ କଣ କରିବେ? ସେମାନେ ପିଲାମାନଙ୍କୁ ଉତ୍ସାହିତ କରନ୍ତି କଣ ନା ଇଂରାଜୀ ଶିକ୍ଷା କରିବା ପାଇଁ। ମାତୃଭାଷା ଶିକ୍ଷା, ଓଡିଆ ଶିକ୍ଷା ପାଇଁ ନୁହେଁ। କାରଣ ଓଡିଆ ଶିଖିଲେ ନା ତମେ ଚାକିରି କରିପାରିବ, ଓଡିଆ ଶିଖିଲେ ନା ତମେ ଜବ ଇଣ୍ଟରଭ୍ୟୁରେ ହଉ କିମ୍ବା ତୁମ ମାନେ ବିଭିନ୍ନ ପ୍ରକାର ଏକ୍ସାମ ହଉ ତାକୁ ଭଲ ଭାବରେ ଦେଇପାରିବ। ତେଣୁକରି ସେମାନଙ୍କର ମାଇଣ୍ଡ ସେଟ କଣ ହେଲା, ଯଦି ତୁମମାନେ ଇଂରାଜୀ ଶିଖିବ, ଅଦର ଲାଙ୍ଗୁଏଜ ଶିଖିବ, ତାହେଲେ ତୁମମାନେ ଭଲ ଭାବରେ କମ୍ପିଟିସନ କରିପାରିବ। ତେଣୁକରି ପିତାମାତାଙ୍କର ଯୋଉ ୱିଲ ପାୱାର ରହିଲା, ଇଚ୍ଛା ଶକ୍ତି ରହିଲା, ସେଇଟା କମ ରହିଯାଉଛି, ଯୋଉଟା କି ଗୋଟେ ସମସ୍ୟା ସୃଷ୍ଟି କରୁଛି। ଉପଯୁକ୍ତ ଯୋଜନାର ଅଭାବ। ଆମ ରାଜ୍ୟ ଯଦି ଚିନ୍ତା କରିବା ଓଡିଆ ଭାଷାର ବିକାଶ ପାଇଁ, ପ୍ରସାର ପାଇଁ, ସେଇଭଳି ଭାବରେ ଗୋଟେ ସିଷ୍ଟମେଟିକ ଭାବରେ କୌଣସି ପ୍ରକାର ପ୍ଲାନ ପଲିସି, ଯଦି ପ୍ଲାନ ପଲିସି ହଉଛି ତାର ଇମ୍ପ୍ଲିମେଣ୍ଟେସନ ପାଇଁ ମଧ୍ୟ ଭଲ ଭାବରେ ଶୃଙ୍ଖଳିତ ଭାବରେ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ପାରୁନାହିଁ, ଯୋଉଟା କି ମଧ୍ୟ ସମସ୍ୟା ସୃଷ୍ଟି କରୁଛି ତୁମମାନଙ୍କର ଓଡିଆ ଭାଷାକୁ ଅଧିଗ୍ରହଣ କରିବା ପାଇଁ। ଉପଯୁକ୍ତ ପାଠ୍ୟକ୍ରମର ଅଭାବ ପିଲେ। ଉପଯୁକ୍ତ ପାଠ୍ୟକ୍ରମର ଅଭାବ କଣ ନା ସାର୍, ଆମେ ଚାହୁଁଛେ ଗୋଟେ ମଲ୍ଟିଲିଙ୍ଗୁଆଲ କଣ୍ଟେକ୍ସଟରେ ଯଦି ଆମେ ଯୋଉ ବୁକ୍ ଟା ବନେଇଛେ, ଯୋଉ ମେଥଡରେ ଆମେ ପିଲାଙ୍କୁ ପଢେଇବା, ଯଦି ସେଇଟା କେବଳ ଟେକ୍ସଟ ବୁକ୍ ସେଣ୍ଟେଡ ହେଇଯିବ, କେବଳ ସବଜେକ୍ଟ ସେଣ୍ଟେଡ ହେଇଯିବ, ତାହେଲେ କଣ ହବ? ତାହେଲେ ମଧ୍ୟ ପିଲା ଓଡିଆ ଭାଷାକୁ ଭଲ ଭାବରେ ଗ୍ରହଣ କରିପାରିବ ନାହିଁ। ଯଦି ଆମେ ଲର୍ଣ୍ଣର ସେଣ୍ଟେଡ କରିବା, ଯଦି ଆମେ ମଡର୍ଣ୍ଣ ମେଥଡୋଲୋଜିକୁ ଆପ୍ଲାଏ କରିବା, କରିକୁଲମଟାକୁ ଚାଇଲ୍ଡ ସେଣ୍ଟେଡ ଆମେ ବନେଇବା, ଗ୍ରାସ ରୁଟ ଲେବୁଲରେ ବନେଇବା, ତାହେଲେ କଣ ହବ? ପିଲାର ଆଗ୍ରହ ବଢିବ, ପିଲା ଭାଷାକୁ, ଓଡିଆ ଭାଷାକୁ ଭଲ ଭାବରେ ଶିଖିପାରିବ। ତେଣୁକରି ପାଠ୍ୟକ୍ରମ ଯୋଉଟା କହିବେ ଅନୁପଯୁକ୍ତ ପାଠ୍ୟକ୍ରମ, ଆଉଟଡେଟେଡ ଆମେ କହିପାରିବା କରିକୁଲମ, ସେଇଟା ମଧ୍ୟ ଗୋଟେ ସମସ୍ୟା ସୃଷ୍ଟି କରୁଛି। ତେଣୁକରି ଉପଯୁକ୍ତ ପାଠ୍ୟକ୍ରମର ଅଭାବ, ଉପଯୁକ୍ତ ଯୋଜନାର ଅଭାବ, ଏଇଟା ମଧ୍ୟ ତୁମମାନଙ୍କର ସମସ୍ୟା। ତାଲିମ ପ୍ରାପ୍ତ ଶିକ୍ଷକଙ୍କର ଅଭାବ ପିଲେ। ଏବେ ଦିଆହଉଛି ଆପଏଣ୍ଟମେଣ୍ଟ କଣ ନା ସାର୍ ଟିଜିଟି ଓଡିଆ। ଆମେ କ୍ଲାସ କାହାର କରୁଛେ ନା ଟିଜିଟି ଓଡିଆର କ୍ଲାସ କରୁଛେ। ତୁମେ ଭାବ ଓଡିଶାରେ ପ୍ରଥମ କରି ଓଡିଆ ଟିଚର ମାନଙ୍କୁ ଆପଏଣ୍ଟ ଦିଆଯାଉଛି ଓଡିଆ ପଢେଇବା ପାଇଁ। ସାଇନ୍ସ ଟିଚର ମାନଙ୍କୁ ଦିଆଯାଉଥିଲା ସ୍ପେସିଫିକାଲି ମ୍ୟାଥମେଟିକ୍ସ ପଢେଇବା ପାଇଁ ତୁମମାନଙ୍କର, ନାଇଁ ବିଭିନ୍ନ ପ୍ରକାର ବିଷୟକୁ ପଢେଇବା ପାଇଁ ଟିଚର ମାନଙ୍କୁ ଆପଏଣ୍ଟମେଣ୍ଟ ଦିଆଯାଉଥିଲା। ଏବେ ଦିଆହେଲା ଓଡିଆ ପଢେଇବା ପାଇଁ। ତ ଯୋଉ ତାଲିମ ଶିକ୍ଷକଙ୍କର ଅଭାବ ଆଗରୁ ପଡୁଥିଲା, ଏବେ କଣ ହବ? ସେ ଅଭାବଟା ପୂରଣ ହବ, ତ ଗୋଟିଏ ସମସ୍ୟାର ସମାଧାନ ଆମକୁ ଏଠି ମିଳିଗଲା। କିନ୍ତୁ ଏଇଠି ତୁମମାନଙ୍କର ଆଗରୁ ସମସ୍ୟା ଥିଲା କଣ ନା ପର୍ଟିକୁଲାରଲି ସେଇ ସବଜେକ୍ଟରେ ଟ୍ରେଣ୍ଡ ହେଇଥିବା, ଭଲ ଭାବରେ ଆମେ କହିପାରିବା ଆକର୍ଷଣୀୟ ପଦ୍ଧତିକୁ ବ୍ୟବହାର କରୁଥିବା, ଚିତାକର୍ଷକ ଭାବରେ ପଢେଇବା, ଏଇଭଳି ଶିକ୍ଷକଙ୍କର ଅଭାବ ପରିଲକ୍ଷିତ ହଉଥିଲା। କିନ୍ତୁ ଏବେ ବିଶ୍ୱାସ ଏଇ ସମସ୍ୟାଟା ନିଶ୍ଚିତ ଭାବରେ ଦୂରୀକରଣ ହେଇପାରିବ। ପାଠ୍ୟ ଉପକରଣର ଅଭାବ ପିଲେ। କଣ ପାଠ୍ୟ ଉପକରଣ ଅଭାବ? ସାର୍ ଆମେ ଓଡିଆ ପଢିବା,
ଭାଷା ପଢିଲା ସମୟରେ ମଧ୍ୟ ଭାଷାକୁ ଭଲ ଭାବରେ ବୁଝିବା ପାଇଁ, ଚିତ୍ତାକର୍ଷକ କରିବା ପାଇଁ, ଇଣ୍ଟରେଷ୍ଟିଂ କରିବା ପାଇଁ ବିଭିନ୍ନ ପ୍ରକାର ଉପକରଣର ଆବଶ୍ୟକତା ପଡିଥାଏ। ଯଦି ସେଭଳି ଗଭର୍ଣ୍ଣମେଣ୍ଟରୁ ଫଣ୍ଡର ନାହିଁ ବ୍ୟବସ୍ଥା, ନା ସେଭଳି ଉପକରଣର ବ୍ୟବସ୍ଥା ସ୍କୁଲ କଲେଜରେ କରାଯାଉଛି, ଯୋଉଟା ମଧ୍ୟ ତୁମମାନଙ୍କର ମାତୃଭାଷା ଭାବରେ ଓଡ଼ିଆକୁ ପିଲାଙ୍କୁ ବୁଝିବା ପାଇଁ, ଶିଖିବା ପାଇଁ ସମସ୍ୟା ସୃଷ୍ଟି କରୁଛି। ଗୃହ ଭାଷାର ବ୍ୟବହାର ତୁମେ ଦେଖିବ ପିଲେ, ୟୁଜ ଅଫ ହୋମ ଲାଙ୍ଗୁଏଜ ଆମେ କହୁଛେ, ଆମେ ମାତୃଭାଷା ତା ସହିତ ଆମ ଓଡ଼ିଶାରେ ମଧ୍ୟ ବହୁତ ପ୍ରକାର ଭାଷାକୁ ବ୍ୟବହାର କରାଯାଏ। ପିଲାମାନେ ଯେତେବେଳେ ସେଇ ଗୃହ ଭାଷାକୁ ଶ୍ରେଣୀ ଗୃହରେ ବ୍ୟବହାର କରନ୍ତି ଏବଂ ସେଇ ଗୃହ ଭାଷା ଯେତେବେଳେ ଆମେ ବ୍ୟବହାର କରୁଛେ, ତାହେଲେ ପିଲାଙ୍କର ସେ ମାତୃଭାଷା ଓଡ଼ିଆ ପ୍ରତି ଆଉ ଆଗ୍ରହ ଆସିନଥାଏ। ତେଣୁକରି ସେଇ ସମୟରେ ଯଦି ପିଲାଙ୍କୁ ଓଡ଼ିଆ ଭାଷାକୁ ଶିଖେଇବି, ଏଇଟା ଗୋଟେ କଷ୍ଟସାଧ୍ୟ ବ୍ୟାପାର ହବ ମୋ ପାଇଁ। ତେଣୁକରି ଯେତେବେଳେ ଆମେ ଗୃହ ଭାଷାର ବ୍ୟବହାର କରୁଛେ, ସେଇଟା ଓଡ଼ିଆ ଭାଷା ଅର୍ଜନରେ ଗୋଟେ ପ୍ରତିବନ୍ଧକ, ଗୋଟେ ଆମେ କହିବା ବିପଦୀ ଭାବରେ ସୃଷ୍ଟି ହୋଇଥାଏ। ଅଭିପ୍ରେରଣାର ଅଭାବ ପିଲେ ବା ପ୍ରୋତ୍ସାହନର ଅଭାବ, ଆମେ କହୁଛେ ଲ୍ୟାକ୍ ଅଫ ଇନସେଣ୍ଟିଭ୍ସ। ଓଡ଼ିଆ ଭାଷାକୁ ଭଲ ଭାବରେ ଶିକ୍ଷକମାନେ ଯେତେବେଳେ ତାକୁ ବ୍ୟବହାର କରୁଛନ୍ତି, ପିଲାଙ୍କୁ ପଢଉଛନ୍ତି, ନା ସେମାନଙ୍କୁ ଆଖି ଦୃଶିଆ ପ୍ରୋତ୍ସାହନ ମିଳୁଛି, ନା ସ୍କୁଲକୁ ଆଖି ଦୃଶିଆ ପ୍ରୋତ୍ସାହନ ମିଳୁଛି, ନା ଯୋଉ ପିଲାମାନେ ଓଡ଼ିଆରେ କୃତି ହାସଲ କରୁଛନ୍ତି ବା ଓଡ଼ିଆରେ ଭଲ ଭାବରେ ପରଫର୍ମାନ୍ସ କରୁଛନ୍ତି, ନା ସେମାନଙ୍କୁ କୌଣସି ପ୍ରକାରର ଆମେ କହିପାରିବା ପ୍ରୋତ୍ସାହନ ମିଳୁଛି, ଯୋଉଟା କି ଆମେ କହିପାରିବା ନିଶ୍ଚିତ ଭାବରେ ସମସ୍ୟାକୁ ବୃଦ୍ଧି କରଉଛି। କହିଲି ବା ଏଇ କେତେଟା ପଏଣ୍ଟ ତମମାନଙ୍କୁ କହିଲି, ଯୋଉଟା କି ତୁମମାନଙ୍କର ବହୁଭାଷୀ ସନ୍ଦର୍ଭରେ ଓଡ଼ିଆ ଭାଷା ଅଧିଗ୍ରହଣ ସମ୍ବନ୍ଧୀୟ ସମସ୍ୟା ସହିତ ଜଡ଼ିତ। କଣ ନା ଗୋଟେ ହେଲା ବହୁଭାଷାଗତ ଶ୍ରେଣୀ, ମଲ୍ଟିଲିଙ୍ଗୁଆଲ ତୁମମାନଙ୍କର କ୍ଲାସ, ଯୋଉଟା କି ଅଣ ଓଡ଼ିଆ ହୁଅନ୍ତୁ, ଉପଭାଷା ବ୍ୟବହାର କରୁଥିବା ପିଲା ହୁଅନ୍ତୁ, ସେମାନେ ଥିଲେ ନିଶ୍ଚିତ ଭାବରେ ସମସ୍ୟା ସୃଷ୍ଟି ହବ। ବିଭିନ୍ନ ପ୍ରକାରର ଆମେ କହୁଛେ ୱିକ୍ ଲିଙ୍ଗୁଇଷ୍ଟିକ ବ୍ୟାକଗ୍ରାଉଣ୍ଡର ପିଲା, ଯୋଉମାନଙ୍କର ଫ୍ୟାମିଲିରୁ ହୁଏତ ଓଡ଼ିଆକୁ ପ୍ରୋତ୍ସାହନ ନ କରିପାରୁଥାନ୍ତି, ହୁଏତ ଶିକ୍ଷିତ ନଥାଇ ପାରନ୍ତି, ଯଦି ସେଇଭଳି ପିଲା କ୍ଲାସ ରୁମରେ ଅଛନ୍ତି, ନିଶ୍ଚିତ ଭାବରେ ଓଡ଼ିଆକୁ ପଢିବା ସମୟରେ, ମାତୃଭାଷାକୁ ପଢିବା ସମୟରେ ସମସ୍ୟା ହବ। ଯଦି ପିଲାମାନଙ୍କର ଇଚ୍ଛା ନାହିଁ, ପିଲାମାନଙ୍କର ଇଚ୍ଛା ଥିବ, ତାଙ୍କ ପିତାମାତାଙ୍କର ଇଚ୍ଛା ନାହିଁ ସେମାନଙ୍କୁ ଓଡ଼ିଆ ପଢେଇବା ପାଇଁ, ତାହେଲେ ମଧ୍ୟ ସେମାନଙ୍କର ଓଡ଼ିଆ ଶିଖିବା ପଢିବାରେ ମଧ୍ୟ ସେମାନଙ୍କର ଗୋଟେ ବାଧକ ବା ପ୍ରୋବ୍ଲେମ ହବ। ଯଦି ଗଭର୍ଣ୍ଣମେଣ୍ଟର ଉପଯୁକ୍ତ ଯୋଜନାର ଅଭାବ ରହିଛି, ପାଠ୍ୟକ୍ରମ ଅଭାବ ରହିଛି, ଆଉଟଡେଟେଡ କରିକୁଲମ ରହିଛି, ଇଣ୍ଟରେଷ୍ଟିଂ ନାହିଁ, ଚାଇଲ୍ଡ ସେଣ୍ଟର୍ଡ ନାହିଁ, ସେଟା ମଧ୍ୟ ତୁମମାନଙ୍କର ସମସ୍ୟା ସୃଷ୍ଟି କରିବ। ଯଦି ଟିଚର ମାନେ ଟ୍ରେଣ୍ଡ ନାହାନ୍ତି, ତାଲିମ ପ୍ରାପ୍ତ ନାହାନ୍ତି, ସ୍ପେସିଫିକ ଟିଚର ମାନଙ୍କୁ ଆପଏଣ୍ଟମେଣ୍ଟ ଦିଆଯାଉ ନାହିଁ, ସେଇଟା ମଧ୍ୟ ସମସ୍ୟା ସୃଷ୍ଟି କରିବ। ଯଦି ଯେତିକି ରିକ୍ୱାର୍ଡ କ୍ଲାସ ରୁମ, ରିକ୍ୱାର୍ଡ ଟିଚିଂ ଲର୍ଣ୍ଣିଂ ମ୍ୟାଟେରିଆଲ୍ସ ବା ଉପକରଣ ନାହିଁ, ସେଇଟା ମଧ୍ୟ ସୃଷ୍ଟି କରିବ ସମସ୍ୟାକୁ। ଏବଂ ଯଦି ପିଲା ତାର ଗୃହ ଭାଷାକୁ ବ୍ୟବହାର କରୁଛି, ତାର ଯାହା ଘରେ ଯୋଉ ଭାଷାକୁ ସେ ଓଡ଼ିଆକୁ ଛାଡି ଅନ୍ୟ ଯୋଉ ଭାଷାକୁ ସେ ଘରେ ବ୍ୟବହାର କରୁଛି, ଯଦି ସେଇ ଭାଷାକୁ କ୍ଲାସ ରୁମ ଭିତରକୁ ଆଣିବ, ତାହେଲେ ଶିକ୍ଷକକୁ ପଢେଇବା ପାଇଁ ସମସ୍ୟା ହବ, ପିଲାକୁ ଓଡ଼ିଆକୁ ବୁଝିବା ପାଇଁ ତାର ଇଣ୍ଟରେଷ୍ଟ ଆଗ୍ରହ ଆସିବ ନାହିଁ, ଏଇଟା ମଧ୍ୟ ଗୋଟେ ବିରାଟ ପ୍ରତିବନ୍ଧକ ସୃଷ୍ଟି କରିବ। ଯଦି ଆମେ ପିଲାକୁ କୌଣସି ଇନସେଣ୍ଟିଭ ଦଉନେ, ତାହେଲେ ସେ ଓଡ଼ିଆ କାହିଁକି ଲର୍ନ କରିବ? ତାକୁ ଇନସେଣ୍ଟିଭ, ପିଲାକୁ ଆମେ ଇନସେଣ୍ଟିଭ ଇନ ଟର୍ମସ ଅଫ ତାକୁ ରିୱାର୍ଡ ହଉ, ତାର ମୋଟିଭେସନ ହଉ, ତାକୁ ବଢେଇବାକୁ ପଡିବ। ଶିକ୍ଷକଙ୍କୁ ମଧ୍ୟ କିଛି ଇନସେଣ୍ଟିଭ ରିୱାର୍ଡ ଦେବାକୁ ପଡିବ। ସ୍କୁଲ କଲେଜ ଗୁଡାକୁ ମଧ୍ୟ କିଛି ଇନସେଣ୍ଟିଭ ରିୱାର୍ଡ ଦେବାକୁ ପଡିବ, ଯୋଉଟା କି ସେଟା ଅଭିପ୍ରେରଣ ପିଲାଙ୍କର, ଶିକ୍ଷକ ମାନଙ୍କର ବୃଦ୍ଧି କରିବ। ଇଏ ଥିଲା ତୁମର ବିଭିନ୍ନ ପ୍ରକାର ସମସ୍ୟା, ଯୋଉଟା କି ତମମାନଙ୍କର ମୁଁ ପର୍ଟିକୁଲାରଲି ଲର୍ଣ୍ଣିଂ ବା ଶିକ୍ଷଣ ଅଧିଗ୍ରହଣ କ୍ଷେତ୍ରରେ କଣ କଣ ସମସ୍ୟା ଗୁଡିକ ହେଇପାରିବ ଆମେ ଆଲୋଚନା କରିଲେ। ଏଇଟା ତୁମମାନଙ୍କର ପିଲା ଆମେ ବୁଲେଟ 1 କଭର ଅପ୍ କଲେ, ବୁଲେଟ 2 କୁ କଭର ଅପ୍ କଲେ। କ୍ଲାସ 1 ରେ ଏଇ ଦିଟା କଭର ଅପ୍ କଲେ, କ୍ଲାସ 2 ରେ ଆମେ ତୁମମାନଙ୍କର ନେକ୍ସଟ ବୁଲେଟ ଯୋଉ ରହିଲେ ଆମେ ତାକୁ କଭର ଅପ୍ କରିବେ। ତମାନେ ମନେ ରଖିଥିବ ପିଲେ, ସମସ୍ତଙ୍କୁ କହୁଛି, ତୁମମାନଙ୍କର ଯଦି ବି କୌଣସି କଣ୍ଟେଣ୍ଟରେ ତୁମମାନଙ୍କର ବୁଝିବାର ଥିବ, ଡାଉଟ ରହିଥିବ, ଯଦି ବି କୌଣସି ପଏଣ୍ଟରେ ତୁମମାନଙ୍କର ଡାଉଟ ରହିଲା, ତାହେଲେ ତୁମମାନେ କମେଣ୍ଟ ବକ୍ସରେ ମତେ ପଚାରିବ, ଚେଷ୍ଟା କରି ତୁମମାନଙ୍କୁ କ୍ଲାରିଫାଏ କରିବା ପାଇଁ। ପିଲେ ବହୁତ ହି ପରିଶ୍ରମ, ତୁମମାନେ ଯେତେବେଳେ ଶିକ୍ଷକ ହବ ସେତେବେଳେ ଜାଣିପାରିବ। ଓଡ଼ିଆ ଟାଇପିଂ କରିବା, କ୍ଲାସ ରେକର୍ଡିଂ କରିବା, ଏଡିଟିଂ କରିବା, ତମମାନଙ୍କର ନିଡ ଅନୁସାରେ, ସିଲାବସ ଅନୁସାରେ ତମମାନଙ୍କୁ ଏକ୍ସାମ୍ପଲ ଦେଇ ବୁଝେଇ ତମମାନଙ୍କର ନିଡକୁ ଫୁଲଫିଲ କରିବା। ତାପରେ ବି ମୋର ଏତିକି ଗୋଟେ ଇଣ୍ଟେନସନ ବା ଇଚ୍ଛା, ସିଲେକ୍ସନ ହବ, ସିଲେକ୍ସନ ହେଲା ପରେ ମେସେଜ କରିବ, ସାର୍ ମୁଁ ସିଲେକ୍ଟ ହେଲି ବୋଲି, ତମ ନାଁକୁ ମୁଁ ସେଭ୍ କରିବି କି ଏକ୍ସ ଟିଜିଟି ଓଡ଼ିଆ, ୱାଇ ଟିଜିଟି ଓଡ଼ିଆ। ତ ଏଇଟା ଆମର ସବୁଠାରୁ ବଡ ରିୱାର୍ଡ ମୋ ପାଇଁ ହବ ତମର ସିଲେକ୍ସନ। ସମସ୍ତଙ୍କୁ ଅଲ ଦ ଭେରି ବେଷ୍ଟ, ପ୍ରିପେୟାର ୱେଲ୍। ଯଦି ବି କୋଉଠି ଡାଉଟ ରହିଲା, ଯଦି କୋଉଠି ସମସ୍ୟା ରହିଲା, ତମମାନେ ପଚାରି ପାରିବ। ଏବଂ ସମସ୍ତେ ତୁମମାନେ ଟେଲିଗ୍ରାମ ଚ୍ୟାନେଲରେ ଜଏନ ହେଇଯାଅ, ସେଇଠି ତୁମମାନଙ୍କର ମୁଁ କ୍ଲାସ ଲିଙ୍କକୁ ପ୍ରୋଭାଇଡ କରିଦେବି। ଯେତେବେଳେ ତମମାନଙ୍କର କ୍ଲାସ ହବ, ତମମାନେ କ୍ଲାସ ପାଇଯିବ। ଠିକ ହେଲା ପିଲେ, ଏଇ 2-4 ଦିନ ତମମାନେ ଟିକେ ଓଡ଼ିଆକୁ ରଗଡି ଦିଅ। ତା ସହିତ ଯୋଉ ପିଲାମାନେ ଅପେକ୍ଷା କରିଛ ତମମାନଙ୍କର ମୋଷ୍ଟ ଆଡଭାନ୍ସ ମକ୍ ଟେଷ୍ଟ MAMT, ସେଇଟା ମଧ୍ୟ ମୁଁ ତମମାନଙ୍କର କଭର ଅପ୍ କଣ୍ଟିନ୍ୟୁ କରିବି। ତା ସହିତ ଇଂଲିଶ ପେଡାଗୋଜି ପାଇଁ ମଧ୍ୟ ତମମାନେ ବହୁତ ପିଲା କମେଣ୍ଟ କରୁଛ, ସୋ ଇଂଲିଶ ପେଡାଗୋଜିର ସିଲାବସ ଏବଂ କ୍ୱେଶ୍ଚିନ୍ ମଧ୍ୟ ପ୍ରାକ୍ଟିସ କରେଇଦେବି। ଠିକ ହେଲା ପିଲେ।